ମୃତ୍ୟୁ ଓ ମୃତ୍ୟୁ ଚେତନା ସାଧାରଣତଃ ଶାସ୍ତ୍ରକାର ମାନେ କହନ୍ତି ମଣିଷର ମୃତ୍ୟୁ ପରେ ତାର ଗୋଟେ 11 ଦିନ ମଧ୍ୟାହ୍ନ ରାତିରେ ସେ ଯମଳୟକୁ ଯାଏ ଏବଂ ତାର କର୍ମଫଳ ଭୋଗ କରେ। ଆର କଣ ବାସ୍ତବତା ଅଛି, ସତ୍ୟତା ଅଛି? आर कौन वास्तवता अच्छी किसी सत्यता अच्छी? पंडित ऋषिकेश आचार्य दादा एसपीआर सत्संग केंद्र लथांग जगतसिंहपुर दादा जय गुरु। ମଣିଷ ତାର ଯେମିତିଆ କର୍ମ କରେ ସେଇ କର୍ମ ଫଳକୁ ଭିତ୍ତି କରି ତାର ପରବର୍ତ୍ତୀ ଜୀବନ ଯାତ୍ରା ସ୍ଥିରୀକୃତ ହୁଏ। ମୁଁ ଏଟା ଆଲୋଚନା କରିଛି। ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ କଥା ଅଛି। ଯୋଉମାନେ ଅନ୍ଧକାର ବୃତ୍ତକୁ ଯାଆନ୍ତି, ଯୋଉମାନେ ଆତ୍ମତତ୍ଵ ଜାଣନ୍ତି ନାହିଁ, ଅର୍ଥାତ୍ ଯୋଉମାନେ ନିମ୍ନ କର୍ମ କରିଥାନ୍ତି, ସେମାନଙ୍କର ଆତ୍ମା ଘୁରି ବୁଲେ ଅନ୍ଧକାର ପଥରେ, ଅର୍ଥାତ୍ ପ୍ରେତ ଲୋକ ପ୍ରାପ୍ତ ହୁଏ। ଯୋଉମାନେ, ଏଇଟା ମୁଁ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବି ଯେ ମଲା ପରେ ଅର୍ଥାତ୍ ମୃତ୍ୟୁ ପରେ ଜୀବନ କୁଆଡେ ଯାଏ ଏବଂ ତାର ପୁନର୍ଜନ୍ମ କେମିତିଆ হয়, ପରଲୋକ କଣ। ତଥାପି ପ୍ରଶ୍ନ ଛଳରେ ଉତ୍ତର ଛଳେ କହୁଛି, ଆତ୍ମା ଅର୍ଥାତ୍ ଜୀବ ତାର ଲକ୍ଷ୍ୟ ଗୋଟେ ହେଉଛି ସେ ତାର ଉତ୍ସ ଯିଏ ପରମାତ୍ମା ତାଙ୍କ ସହିତ ମିଳିତ ହବ। ଯୋଉଠୁ ସେ ଆସିଛି ସେଇଠିକି ସେ ଯିବ, ଯାହାକୁ ସାଧକ ମୁନି ଋଷି ମାନେ କହିଛନ୍ତି ବ୍ରହ୍ମରେ ଲୀନ ହବା। এইଟାକୁ ଯିବ, ଯୋଉଟା କି ଆମେ ସକାଳ ପ୍ରାର୍ଥନାରେ ପ୍ରତିଦିନ ସକାଳ ପ୍ରାର୍ଥନାରେ ଆମେ ଏଇଟା ହିଁ ବୋଲୁଛେ। ତେଣୁ ଯୋଉମାନେ ଅନ୍ଧକାର ବୃତ୍ତରେ ଆଚ୍ଛନ୍ନ ହେଇକିରି ଅନ୍ଧକାର ପଥରେ ବୁଲନ୍ତି, ସେମାନେ ନିମ୍ନ କର୍ମ କରିଥାନ୍ତି, କୁକର୍ମ କରିଥାନ୍ତି, ରାସ୍ତା ପାଆନ୍ତି ନାହିଁ, ସଦ୍ଗୁରୁଙ୍କୁ ଗ୍ରହଣ କରିନାହାନ୍ତି, ତାଙ୍କ ଅବସ୍ଥା ସେମିତି ପ୍ରେତ ଲୋକକୁ ଯାଆନ୍ତି। ପ୍ରେତ ଲୋକଟା ହଉଛି ନିମ୍ନଗାମୀ ହବା। ଊର୍ଧ୍ୱଗାମୀ ହେଲେ ଭୂଲୋକରୁ ଭୁବଲୋକ, ସ୍ୱଲୋକ, ସ୍ୱର୍ଗ ମାନେ ଭୁବଲୋକ, ସ୍ୱଲୋକ ମାନେ ସ୍ୱର୍ଗଲୋକ, ମହଲୋକ, ଜନଲୋକ, ତପଲୋକ ଏବଂ ସତ୍ୟଲୋକ। ଏଇ ସତ୍ୟଲୋକରେ ଯେତେବେଳେ ଆତ୍ମା ଯାଇକି ବିଚରଣ କରିବ, ସେଉଠୁ ସେ ଯିବ ଆହୁରି ପୁଣି 6ଟା ସ୍ତର ଅତିକ୍ରମ କରିବାକୁ ପଡିବ। ଯୋଉଟା ଆମେ ଯୋଉ ସତ୍ନାମ ପାଇଛେ, ରାଧାସ୍ୱାମୀ ନାମ ଆମେ ଯୋଉଟା ପ୍ରାପ୍ତ ହେଇଛେ, ଆମେ ସମସ୍ତେ ଜାଣିଛେ ଏବଂ ଆଲୋଚନା ହୁଏ ଯେ ହଉଛି ଅଷ୍ଟାଦଶ ସ୍ତରର ନାମ। 18ଟା ସ୍ତର କୋଉଠି ଅଛି ନା ଏ ଶରୀରରେ ମୂଳାଧାର ଠାରୁ ଆଜ୍ଞା ଚକ୍ର ପର୍ଯ୍ୟନ୍ତ ଏଇଟା ହଉଛି 6ଟା ଚକ୍ର। ଆଜ୍ଞା ଚକ୍ର ଠାରୁ ସେରେବ୍ରମ୍ ଅର୍ଥାତ୍ ବ୍ରେନ୍ ସେଲ୍ସ ଭିତରେ ଆଉ 6ଟା ଚକ୍ର ଅଛି, ଯାହାକୁ କହନ୍ତି ବ୍ରହ୍ମାଣ୍ଡ ଦେଶ, ପିଣ୍ଡ ଦେଶରୁ ବ୍ରହ୍ମାଣ୍ଡ ଦେଶ, ଏବଂ ତାପରେ 6ଟା ସ୍ତର ଅଛି, ଯାହାକୁ ଦୟାଲ ଧାମ ବା ଦୟାଲ ଦେଶ। ଏଗୁଡା ସବୁ ଅତିକ୍ରମ କରିବାକୁ ହୁଏ। এটা ସାଧନାର କଥା, ମନୋଜଗତର କଥା, ଆତ୍ମାର ଇଲେଭେସନ ଅଫ ଦି ସୋଲର କଥା। এটা କେବଳ ସାଧକ ମାନେ ତାଙ୍କର ଉପଲବ୍ଧିରେ କହିଛନ୍ତି, ଠାକୁର ବି କଥା କହିଛନ୍ତି। ଆଉ ଅନ୍ଧକାର ଭିତରେ ସମସ୍ତେ କାହିଁ ଘୁରି ବୁଲିବେ ନା, ଅନ୍ଧକାର ରାଜ୍ୟକୁ ସମସ୍ତେ ଯିବେ ନାହିଁ ନା। ଅନ୍ଧକାର ରାଜ୍ୟକୁ ସେଇ ଯିବ ଯିଏ ସଦ୍ଗୁରୁ ଗ୍ରହଣ କରିନଥିବ, ସଦ୍ଗୁରୁଙ୍କ କଥା ମାନି ଚଳି ନଥିବ, ସଦ୍ଗୁରୁଙ୍କୁ ଦର୍ଶନ ମୃତ୍ୟୁ ସମୟରେ କରିପାରିବ ନାହିଁ, ସେ ଛଟପଟ ହବ ଅନ୍ଧକାର ରାଜ୍ୟରେ। ଏ ହଉଛି କଥା। ଠିକ ଅଛି, ଜୟଗୁରୁ। ଜୟଗୁରୁ। ଦାଦା ଆପଣ କହୁଥିଲେ ଯେ ମଣିଷ ଯଦି ଭଲ କର୍ମ କରେ, ସଦ୍ଗୁରୁ ଜୀବନରେ ଗ୍ରହଣ କରେ, ତାର ପୁଣି ତାର ଯଦି ଜନ୍ମ ନିଏ, ଭଲ ଘରେ ଜନ୍ମ ହବ, ଭଲ ପରିବେଶ ପାଇବ, ସେଭଳିଆ ସୁଯୋଗ ପାଇବ। ଯଦି ତା ଜୀବନରେ ଶ୍ରୁତିବାହୀ ଚେତନାକୁ ନ ନେଇଥାଏ, ତାହେଲେ ସେ ତ ଜାଣିପାରିବନି ମୋର ନେକ୍ସଟ ଜନ୍ମରେ କଣ ଥିଲା। ସ୍ମୃତିବାହୀ ଚେତନା ସେ ଆଉ ଗୋଟେ ଅଲଗା କଥା। କଥାଟା ହଉଛି ସ୍ମୃତିବାହୀ ଚେତନା ନ ନେଇପାରେ, ସେ ତ ଅଲଗା କଥା। କିନ୍ତୁ ତାର ହାୟର ବାର୍ଥ, ଉଚ୍ଚ ସ୍ତରର ଜନ୍ମ ଯିଏ ହବ, ଏଇଟା ନିଶ୍ଚୟ। ସ୍ମୃତିବାହୀ ଚେତନା ସିଏ
ସେତିକି ସାଧନା ଥିଲେ ଶ୍ରୁତିବାହୀ ଚେତନାକୁ ନେଇକି ଯିବ। ଆଉ ଶ୍ରୁତିବାହୀ ଚେତନା ନ ନେଲେ ମଧ୍ୟ ତାର ଜୀବନର କର୍ମ ଭିତରେ ତାର ମଧ୍ୟ ଅନେକ ସ୍ମୃତି ଜାଗ୍ରତ ହେଇ ଉଠିବ। ମତେ ଯଦି ଆପଣ ପଚାରନ୍ତି, ମୁଁ କହିବି ମୋର ପୂର୍ବ ଜନ୍ମଟା ମତେ ଦେଖାଯାଉଛି। ମୁଁ ପୂର୍ବ ଜନ୍ମେ କଣ ଥିଲି, କୋଉ କାମ କରିଥିଲି, ଆଉ ଆଜି କାହିଁ ଏମିତି ହେଇଛି। ଆଉ ତା ପୂର୍ବ ଜନ୍ମ କଥାଟା ମତେ ଠିକ ଦେଖାଯାଉନି। এইটা হচ্ছে ଠାକୁରଙ୍କ ଦୟାରେ ଯଦି ଆମେ ଜପ ଧ୍ୟାନ କରୁ, ଇଷ୍ଟବୃତ୍ତି କରୁ, ଇଷ୍ଟ ପଥରେ ଚାଲୁ, ଯାଜନ କରୁ, ମୋଟ ଉପରେ ଠାକୁରଙ୍କ ଭାଷାରେ ଯଜନ ଯାଜନ ଇଷ୍ଟବୃତ୍ତି ଯଦି ଆମେ ନିତ୍ୟ ନିୟମିତ ଭାବରେ ଅସ୍ଖଳିତ ଭାବରେ କରି ଚାଲୁ, ସ୍ମୃତିବାହୀ ଚେତନାଟା ସେ ଗପି ନପାରେ କିନ୍ତୁ ସେ ଜାଣିପାରିବ। ଗପି ନପାରିଲେ ମଧ୍ୟ ସେ ଜାଣିପାରିବ। ଅନେକ ଜାଗାରେ ମୁଁ ମଧ୍ୟ ଦେଖିଛି। ଏବେ ଗୋଟେ ପିଲାକୁ ମୁଁ ପ୍ରଶ୍ନ କଲି, ଆଉ ତା ନାଁ ଦେବିନି, କହିବିନି, ସମୟ ଜାଣିଯିବେ କାଳେ। ଗୋଟେ ପିଲାକୁ ମୁଁ ପ୍ରଶ୍ନ କଲି, ଆରେ ଛୋଟ ପିଲାଟା ଏଇ 5 ବର୍ଷ ଖଣ୍ଡେ ଭିତରେ ହବ, 5 ବର୍ଷ ଭିତରେ ହବ, ଗୋଲଗୁଲି କଥାବାର୍ତ୍ତା କରୁଛି। ମୋରଟା କୌତୁହଳ ହେଲା। ମୁଁ କହିଲି, ତୁ ଏଠିକି ଆସିଲୁ, କୋଉଠି ଥିଲୁ ଆଗରୁ, ଏଠି ଚାଲି ଆସିଲୁ? ଆରେ କୋଉଠି ଥିଲୁ କହ ତ ଦେଖିଆ। ନା ମୁଁ ପୁରା ଆଶ୍ରମରେ ଥିଲି, ଆଶ୍ରମରୁ ଏଠିକି ଆସିଛି। ତାପରେ ମୁଁ ପଚାରିଲି, ତୁ କୋଉଠି ଥିଲୁ, କଣ କହିଲୁ କହିଲୁ? ଆଉ କହିଲାନି କିଛି, ଆଉ ଜାଣିପାରିଲାନି, ମେମୋରି ଫେଲ୍ କରିଗଲା। ଅନେକ ସମୟ ସେମିତି ହଏ। ୟା ଗୋଟେ ଡିଫିକଲ୍ଟ ପ୍ରୋସେସ, এটা ତ ସହଜ କଥା ନୁହେଁ। ଯଦି ଆମର ଜୀବନ ଧାରା ପ୍ରତି ଯଦି ଅସ୍ଖଳିତ ଭାବରେ ଯଦି କ୍ୟୁରିସିଟି ଥାଏ, ଅନିସନ୍ଦିଷ୍ଟ ଭାବ ଥାଏ, ତାହେଲେ ସ୍ମୃତିବାହୀ ଚେତନାଟା ଅନେକଙ୍କର ଆସେ, ଅନେକଙ୍କର ଆସେନି। କିନ୍ତୁ ହାୟର ବାର୍ଥ ହବା ଥଏ, ଉଚ୍ଚ ଜନ୍ମ ପାଇବାଟା ନିଶ୍ଚୟ। ତାପରେ ଅନେକ ମାନେ ସ୍ମୃତିବାହୀ ଚେତନା ଅଛି। ସୁଶୀଲ ଚନ୍ଦ୍ର ବସୁ ଯୋଉମାନଙ୍କ କଥା ସବୁ ଲେଖିଛନ୍ତି, ତାଙ୍କର ବୟସ ବଢିଯିବା ସାଙ୍ଗେ ସାଙ୍ଗେ ତାଙ୍କର ସେ ଯୋଉ ଜାତିସ୍ମର ଭାବ ସ୍ମୃତିବାହୀ ଚେତନାଟା ମେମୋରିଟା ଫେଲ୍ କରିଯାଏ, ଲାଷ୍ଟ ପର୍ଯ୍ୟନ୍ତ ରହିପାରେନି। ମେମୋରି ଗୋଟା ହଉଛି ଅତ୍ୟନ୍ତ ଦୁର୍ଲଭ ବ୍ୟାପାର। ମଣିଷ ତା ଜନ୍ମରେ ଯେତେ ଯାହା କର୍ମ କରିଥାଏ, ତାର ସବୁ ମନେ ଥାଏ। ଆତ୍ମା ଘୁରୁ ଯେତେବେଳେ ସେ ଆସି ମାତୃଗର୍ଭରେ ଇନ୍ କରିବ, ସେତେବେଳେ ତାର ମେମୋରି ସବୁ ସେଇଠି ଗଲା, ଫେଲ୍ କଲା। ସେତିକି ସାଧନା ତପସ୍ୟା ଥିଲେ ମଣିଷ ଜାଣିପାରନ୍ତି, ଅନେକ ଜାଣିପାରନ୍ତି। ସାଧୁ ପୁରୁଷ ମହାପୁରୁଷ ମାନେ ଅନେକ ଜାଣିପାରନ୍ତି, ଅନେକ ଜାଣିକିରି ମଧ୍ୟ କହନ୍ତି ନାହିଁ, ଅନେକ ଜାଣନ୍ତି କହନ୍ତି ନାହିଁ। ଏଟା ହଉଛି କଥା। ଦାଦା ଦାଦା ଆମେ ଦେଖୁ ପ୍ରାୟ ଲୋକ ମାନେ ମୃତ୍ୟୁକୁ ଭୟ କରନ୍ତି, ମୃତ୍ୟୁ ବେଳକୁ ମଧ୍ୟ ଚେତନା ବି ରହେ ନା। ଏଇ ଯୋଉ ତାଙ୍କର ଯୋଉ ମୃତ୍ୟୁ ବେଳକୁ ତ ବହୁତ କଷ୍ଟ ଯନ୍ତ୍ରଣା ହୁଏ। ମୁଁ ଦେଖିଛି ମୋରି ମଦର, କିନ୍ତୁ ମୃତ୍ୟୁ ବେଳକୁ ତାର ମଧ୍ୟ ବି ଚେତନା ନଥିଲା, 2-4 ଖଣ୍ଡ ପୂର୍ବରୁ ଚାଲିଗଲା। ନାଇଁ ନାଇଁ, ଚେତନା ଥିଲା କି ନଥିଲା ଆପଣ କହିପାରିବେନି। ଆପଣ ତାଙ୍କର ବାହ୍ୟ ରୂପଟା ଦେଖିଛନ୍ତି, କଣ ବୁଝିପାରୁଛନ୍ତି? ଭିତରେ ଭିତରେ ଗୋଟେ ଆଉ ଗୋଟେ ଭାବ ଥାଏ, ସେଟା ପ୍ରକାଶ କରି ହଏନି କି ଦେଖେଇ ହଏନି। ଅନେକ ଲୋକଙ୍କ ସେଟା ପ୍ରକାଶିତ ହେଇଯାଏ, ଅନେକଙ୍କର ପ୍ରକାଶିତ ହଏନି। ଟାଲାର ମା ବୋଲି ଜଣେ ଆଶ୍ରମରେ ରହୁଥିଲେ, ଟାଇଲ ଘରେ ରହୁଥିଲେ ବୋଲି ତାଙ୍କୁ ଟାଲାର ମା କହୁଥିଲେ। ବହୁ ନିଷ୍ଠାପର, ସତ୍ସଙ୍ଗୀ, ଠାକୁର ଜୀବନ ସାରା ଠାକୁର ସେବା କରୁଛନ୍ତି। ତାଙ୍କୁ ଶେଷରେ କ୍ୟାନ୍ସର ହେଲା। ଏପରି କ୍ୟାନ୍ସର ହେଲା ଯେ ଦେହରୁ ରକ୍ତ ପୁଜ ସବୁ ବାହାରିଲା। ତାଙ୍କୁ ମେଡିକାଲରେ ଆଡମିସନ କରାଗଲା କଲିକତାରେ। ଆଡେ ସେମିତି ସୁବିଧା ନଥିଲା। ସେଠି ଶେଷ ଜୀବନରେ ଚାହିଁଲେ ଯେ ଠାକୁରଙ୍କୁ ତ ଦର୍ଶନ କରିପାରିଲେନି, ବଡ ଖୋକା ଅର୍ଥାତ ବଡଦାଙ୍କୁ ଟିକେ ଦର୍ଶନ କରିବାକୁ ଚାହିଁଲେ। ବଡଦା ଯାଇଥିଲେ ତାଙ୍କୁ ଦର୍ଶନ ଦେବା ପାଇଁ। ବଡଦାଙ୍କୁ ଦେଖିକିରି ସେ ସେଇ ପୁଜ ରକ୍ତ ଘାଣ୍ଟି ହଉଛନ୍ତି, ସେଇଥିରେ ସେ ବଡଦାଙ୍କୁ କୁଣ୍ଢେଇ ପକେଇଥିଲେ। ବଡଦା ମଧ୍ୟ କିଛି ଖୁସି ହେଇଥିଲେ। ଠାକୁରଙ୍କ ପାଇଁ ପ୍ରଶ୍ନ ହେଇଛି, ତାପରେ ତାଙ୍କ ଦେହାନ୍ତ ହେଇଗଲା। ଠାକୁରଙ୍କ ପାଖେ ପ୍ରଶ୍ନ, ଠାକୁର ଜୀବନ ସାରା ଇଷ୍ଟ କର୍ମ କରିଥିଲେ, ଆପଣଙ୍କ ସେବା କରିଥିଲେ, ଏ ଦୁରାରୋଗ୍ୟ ଏବାରେ କେଉଁ ସେ ତାଙ୍କ ଜୀବନଟା ଗଲା। ଠାକୁର କଣ କହିଲେ ଉତ୍ତରରେ? କହିଲେ, ଆରେ ତୁ ତାର ବାହାର ରୂପଟା ଦେଖିଲୁ, ଭିତରେ ଯେ ସେ କୋଉ ଭାବ ନେଇକିରି ଗଲା
ତୁ ତ ତା ଜାଣିପାରିଲୁନି ନା, ତୁ ବାହାର ରୂପଟା ଦେଖିବୁ। ଅନେକ ସମୟରେ ଆମେ ଦେଖୁ ଯେ ଅନେକ ବ୍ୟକ୍ତି କୋମାରେ ରହିଯାନ୍ତି, ମାସ ମାସ ଧରି କୋମାରେ ରହନ୍ତି। ସେଇଟା ତାଙ୍କର ଦୁର୍ଭାଗ୍ୟ, କାରଣ ସେମାନେ କର୍ମ କରିପାରନ୍ତି ନାହିଁ, ଜ୍ଞାନ ନାହିଁ, ସଜ୍ଞାନରେ ସେ ଯାଇପାରନ୍ତି ନାହିଁ, କୋମାରେ ରହିଯାନ୍ତି। ତା ସତ୍ତ୍ୱେ ମଧ୍ୟ ତାଙ୍କ ଗୋଟେ ଭାବ ଭିତରେ ଥାଏ, ସେ ଭାବଟା ଏତେ ଡେଭଲପଡ ଭାବ ନୁହେଁ, ସେ ଭାବଟା ଭିତରେ ଥାଏ। ଏବଂ ଯୋଉ ଭାବଟା ଥାଏ ତା ଜଣାତରେ ହଉ ଅଜଣାତରେ ହଉ ସେ ସେଇ ଭାବରେ ଯାଆନ୍ତି ଏବଂ ପୁଣି ପୁନର୍ଜନ୍ମ ସେଇ ଭାବରେ ପାଆନ୍ତି। ମୁଁ କହିଛି ମୋ ବକ୍ତବ୍ୟରେ, ଜଣେ ଜଣେ ପୁନର୍ଜନ୍ମ ପାଇବା ପାଇଁ ଶହ ଶହ ବର୍ଷ ଅପେକ୍ଷା କରନ୍ତି ବା ଘୁରି ବୁଲୁଥାନ୍ତି ରାଣ୍ଡମଲି, ତା ମେମୋରି ବି ଫେଲ ଫେଲ କରି ଆସୁଥାଏ। ଆଉ ଜଣେ ଜଣେ ଅଛନ୍ତି ଧଡ଼ାଧଡ଼ ପୁନର୍ଜନ୍ମ ତାଙ୍କର ହେଇଯାଏ। ଏସବୁ ହଉଛି ବିଧି ନିର୍ଦ୍ଦିଷ୍ଟ ଈଶ୍ୱର ପ୍ରେରିତ କଥା। ଏସବୁ ଜୀବନ ରହସ୍ୟ, ତାକୁ ସବୁ ଭେଦ କରିବା ଆମ ପରି ମଣିଷଙ୍କର ଭାରି ଭାରି କଷ୍ଟ। କେବଳ ଏଇ ସାଧକ ଯୋଉମାନେ, ସିଦ୍ଧ ପୁରୁଷ ଯୋଉମାନେ, ସେଇମାନେ ସେଟାକୁ ଭେଦ କରିପାରିଛନ୍ତି, କରୁଛନ୍ତି। ଯେମିତି ପରମ ପୂଜ୍ୟପାତ ଶ୍ରୀ ଶ୍ରୀ ଦାଦାଙ୍କ ମହାପ୍ରାଣ ଘଟିଲା, ମାସାଧିକାଳ ସେ ଦୁର୍ଗାପୁରର ମିଶନ ହସ୍ପିଟାଲରେ ରହିଲେ। ଆମେ ଅନେକ ତାଙ୍କ ସେବା ଚାଲିଲା, ସେ ଆୟୁଷରେ ରହିଲେ। ପରମ ପୂଜ୍ୟପାତ ଆଚାର୍ଯ୍ୟ ଦେବ ବର୍ତ୍ତମାନ ଯିଏ ପରମ ପୂଜ୍ୟପାତ ବାବାଇଦା, ସେତେବେଳେ ଚାହିଁଲେ ଯେ ବାବାଙ୍କୁ ହସ୍ପିଟାଲ ରଖିବେନି, ଦେଓଘରରେ ତାଙ୍କ ରୁମ ଟାକୁ ଆଇସିୟୁ କରାଯିବ, ଯେତେ ପଇସା ଖର୍ଚ୍ଚ ହବ ସେ ସେଇଠି ରହିବେ। କିନ୍ତୁ ଆଉ ତା କରିବାକୁ ହେଲାନି, ତାଙ୍କର ଦେହାନ୍ତ ଘଟିଲା। ସେ ଯୋଉ ସମୟଟା ରହିଲେ, ସେ ସମୟଟା ହଉଛି କଣ, ସେ ଯୋଗ ନିଦ୍ରାରେ ରହିଲେ। ଗୋଟେ ଯୋଗ ନିଦ୍ରା ଶବ୍ଦଟା ଆପଣ ଶୁଣିଥିବେ, ଯୋଗ ନିଦ୍ରାରେ ସେ ରହିଲେ। ତାଙ୍କ ଦେହାନ୍ତ ପରେ, ତାଙ୍କର ପାଉଳିକ କ୍ରିୟାକର୍ମ ପରେ ଅନଲାଇନ ସତ୍ସଙ୍ଗରେ ପରମ ପୂଜନୀୟ ବିଞ୍ଚିତା କହୁଥାନ୍ତି, କଣ କହିଲେ ବିଞ୍ଚିତା? ଇନି ବ୍ରହ୍ମଲୀନ ହଲେନ, ସେ ବ୍ରହ୍ମଲୀନ ହେଲେ। ଏସବୁ ବହୁତ ଉଚ୍ଚ ସ୍ତରର କଥା। ତେଣୁ ସେ ଅଜ୍ଞାନ ସଜ୍ଞାନରେ କିଏ ଯାଉଛି, ଅଜ୍ଞାନରେ କିଏ ଯାଉଛି, କିନ୍ତୁ ତା ଭିତରେ ଗୋଟେ ଭାବ ଅଛି। ଆପଣଙ୍କ ମଦର ଅଜ୍ଞାନରେ ଗଲେ ଗଲେ କଣ, ଭିତରେ ଗୋଟେ ଭାବ ତାଙ୍କର ଅଛି। ସେ ଭାବଟାକୁ କେହି କାଢି ନେଇ ପାରିବେନି। ସାରା ଜୀବନର କର୍ମର ଭାବଟା ତାଙ୍କ ଭିତରେ ସେମିତି ଅଛି, ଏବଂ ଆତ୍ମା ତ ଚାଲିଯିବ, ସେ ଭାବଟାକୁ ନେଇକି ଯିବ। ଏଇଟା ହଉଛି କଥା। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ, ବହୁତ ସୁନ୍ଦର। ଜୟ ଗୁରୁ ଦାଦା, ଜୟ। ସୁଭାଷ ଭାଇ ଜୟ ଗୁରୁ। ବୁଝିପାରିଲେ ବିଜୟ ଭାଇ, ବୁଝିପାରିଲେ ଜେନା ଭାଇ? ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ଠିକ ଅଛି, ଆପଣଙ୍କ ପ୍ରଶ୍ନ ଉତ୍ତର ପାଇଲେ। ନେକ୍ସଟ ଅଛନ୍ତି ଆମର ମୁରଲୀଧର ଦାସ ଭାଇ। ମୁରଲୀଧର ଦାସ ଭାଇ ଅଡିଓ ଖୋଲନ୍ତୁ। ମୁରଲୀଧର ଦାସ, ମୁରଲୀଧର ଦାସ ଭାଇ ଅଡିଓ ଖୋଲନ୍ତୁ। ନଅଟା ଦଶଟା ଆସିବ, କୋଉ ଘଣ୍ଟା ଜୟ ଗୁରୁ, ଜୟ ଗୁରୁ, କଣ କୁହନ୍ତୁ ମୁରଲୀ ଭାଇ? ଜୟଗୁରୁ ଜୟଗୁରୁ ଜୟ ଗୁରୁ, ଜୟ ଗୁରୁ, କୁହନ୍ତୁ। ଦାଦା କୁହନ୍ତି ସତ୍ସଙ୍ଗ କଲେ ଆୟୁର୍ବେଦ ହୁଏ। ଆଜ୍ଞା, ଆଜ୍ଞା କଣ ହେଲା? ସତ୍ସଙ୍ଗ କଲେ ଆୟୁର୍ବେଦ ହୁଏ। ହଁ, ସେଇ ଆଉ ସହିତ ଯଦି ସତ୍ସଙ୍ଗ ଯାଇ ବୁଢା ହେଲଣି ଆଉ କଣ? ସେଇ ଆଜ୍ଞା ସହିତ ସତ୍ସଙ୍ଗ, ହଁ, ସେଇ ସହିତ ସତ୍ସଙ୍ଗ ଚାରିଆଡେ ଚାଲିଛ, ବୁଢା ହେଲଣି ଆସି ଆଉ କଣ, ଆଉ ବୁଦ୍ଧି ହେଇଛି ଆଉ କଣ, ଆଜ୍ଞା ଆଉ କଣ? ଆୟୁ ତ ବଢୁଛି, ଆଉ କଣ କମୁଛି ନା ତୁମର? ଆଜ୍ଞା ଠିକ ଅଛି, ହଁ, ଯଥାର୍ଥ। ତା ମାନେ, ଆଉ କି ତା ମାନେ ନୁହେଁ ସତ୍ସଙ୍ଗ ଆମେ ଯାଉଛେ କି ଆଉ କଣ ପାଇଁ ଯାଉଛେ ତା ଭାବିବାକୁ ପଡିବ। ଆଜ୍ଞା ମୁଁ ସତ୍ସଙ୍ଗ ଯାଇ ଯଦି ଭାଷଣ ନଦେଲି, ତାହେଲେ ମୋର ସତ୍ସଙ୍ଗ ଯିବା ଆଉ ହେଲାନି। ମୋ ମନଟେ ଆଜ୍ଞା ଅଛି ଭାଷଣ ରହିବାରେ। ଆଜ୍ଞା ମୁଁ ଯଦି ଭଜନ କୀର୍ତ୍ତନ ନ କରି, ମୋର ସବୁ ମନଟା ଖରାପ ହେଇଗଲା। ସତ୍ସଙ୍ଗରେ ଆଜ୍ଞା ମନ ଖରାପ ହେଲା କାହିଁକି? ଆଜ୍ଞା ଯଦି ଯଦି ଠିକ ସମୟରେ ଯଦି ଖାଇବାଟା ନହେଲା, ମନଟା ମୋର ଖରାପ ହେଇଗଲା। ମତେ ଆଜ୍ଞା କିଏ ଡାକିକି ନେଇକି ଯଦି ବସେଇକି ଖାଇବାକୁ ନଦେଲେ, ମୋର ମନଟା ଖରାପ ହେଇଗଲା। ତା ମାନେ କଣ? ଆଜ୍ଞା ମୁଁ କଣ ସତ୍ସଙ୍ଗ ଯାଇଛି? ଆଜ୍ଞା দেহটাকে টেনে নিয়ে সাধু সঙ্গে যাই, গিয়ে ଆଜ୍ଞା দেখি আমার সাথে মন তো আসে নাই। ଆଜ୍ଞା এটা ভাবিবে ସବୁବେଳେ। ଆଜ୍ଞା ବୟସ ହେଇଛି,
ଡିପି ୱାର୍କ କରନ୍ତୁ। ଏକ ଆଜ୍ଞା ଦୁଇରେ ଆଡେ ସାଡେ ଖରା ତରାରେ ବୁଲି ନ ବୁଲିକିରି ଘରେ ବସି ଆଜ୍ଞା ଟିକେ ଜପ ଧ୍ୟାନ କରନ୍ତୁ। ଆଜ୍ଞା ଆଉ ଡିପି ୱାର୍କ କରନ୍ତୁ। ଆଜ୍ଞା ଏଇଟା ହଉଛି ବର୍ତ୍ତମାନ ଆପଣଙ୍କ ବୟସର ମୋର ପରାମର୍ଶ। ଆଜ୍ଞା ଜୟ ଗୁରୁ, ଆଜ୍ଞା ଜୟ ଗୁରୁ। ଜୟ ଗୁରୁ। ଆଉ କଣ ବୁଝିବେ ମୁରଲୀ ଭାଇ ନା ହେଇଗଲା? ଆଜ୍ଞା ହଁ ମୁରଲୀ ଭାଇ ହଁ ଆଜ୍ଞା ଏଇଟା ହେଇଯାଇଛି, ହେଇଛି। ଆଉ କଣ ପ୍ରଶ୍ନ ଅଛି କୁହନ୍ତୁ? ଆଜ୍ଞା ହେଇଯାଇଛି, ହଉ ଠିକ ଅଛି। ନେକ୍ସଟ ଅଶୋକ କୁମାର ଦାସ। ନେକ୍ସଟ ଅଶୋକ କୁମାର ଦାସ ଭାଇ ଅଡିଓ ଖୋଲନ୍ତୁ। ଅଶୋକ କୁମାର ଦାସ, ଜୟ ଗୁରୁ ଦାଦା। ହ୍ୟାଲୋ। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ କୁହନ୍ତୁ। ହଁ ଦାଦା, ହଁ କୁହନ୍ତୁ। ହଁ ଦାଦା, ଏଇ ଜନ୍ମସ୍ୟ ମୃତଂ ଧ୍ରୁବ, ତାହେଲେ ଯଦି ଜନ୍ମ ହେଲେ ମୃତ୍ୟୁଟା ଧ୍ରୁବ ସତ୍ୟ, ଆଉ ମୃତ୍ୟୁ ହେଲେ କଣ ଜନ୍ମ ବି ଧ୍ରୁବ ସତ୍ୟ? ଜଣେ ମୃତ୍ୟୁ ହେଲା ପରେ କଣ ଜନ୍ମ ତାର ହବ ବୋଲି ତାର ସତ୍ୟ ଅଛି? ସେ ଜନ୍ମ ଅଛି, ହବ? ସତ୍ୟ ଅଛି। ଆଜ୍ଞା, ସେଇ ଶ୍ଲୋକରେ ଲେଖା ହେଇଛି। ଯୋଉ ଶ୍ଲୋକରେ ଏଇଟା ଆପଣ କହିଲେ ସେଇ ଶ୍ଲୋକର ଗୀତାରେ ଅଛି। ଠିକ ଜଣ ଏଇଟା କିନ୍ତୁ ଅଛି। ତାର, ଆଜ୍ଞା କିନ୍ତୁ ଆଜ୍ଞା ଏବେ କୋଉଠି କେମିତି ହବ ସେଇଟା ଭାରି ଡିଫିକଲ୍ଟ କଥା ଭାବିବା। ତାପରେ ସମସ୍ତଙ୍କର ଜନ୍ମ ଆଉଥରେ ହବ ଏମିତି ମାନେ ନାହିଁ। ଯୋଉମାନେ ଯାହାକୁ ବୁଦ୍ଧଦେବଙ୍କ ଭାଷାରେ ନିର୍ବାଣ ବୋଲି କୁହାଯାଇଛି, ଆଜ୍ଞା ଅର୍ଥାତ୍ ଯୋଉମାନେ ଆମର ସାଧୁ ସନ୍ଥ ମହାପୁରୁଷ ମାନେ ପୁରାଣ ଶାସ୍ତ୍ରରେ ବ୍ରହ୍ମରେ ଲୀନ ହେଇଯିବାର କଥା କହିଛନ୍ତି, ଆଜ୍ଞା ଠାକୁର କହିଛନ୍ତି ଆମେ ଯୋଉଟା ସକାଳ ପ୍ରାର୍ଥନା ଆମେ ପାଠ କରୁଛେ, ଗାନ କରୁଛେ ସବୁଦିନେ, ପୁରୁଷ ଅନାମି ଯାୟ ସମାନୀ। ଆଜ୍ଞା ଅନାମୀ ପୁରୁଷଙ୍କ ସହିତ ସମାନ ହେଇଯିବା। ସମାନ ହେଇଯିବା ମାନେ ଠାକୁରଙ୍କୁ ପଚରା ହେଇଛି ଇଏ ଭାଷା ତାର ଇଏ ବାକ୍ୟର ଅର୍ଥ କଣ? ଠାକୁର କହିଲେ ସମାନ ହେଇଯିବା ମାନେ ମର୍ଜ କରିଯିବା, ମିଶି ଯିବା, ମର୍ଜ କରିଯିବା। ଅନାମୀ ପୁରୁଷଙ୍କ ସହିତ ମର୍ଜ କରିଯିବା। ଏଇଟା ହଉଛି ଲାଷ୍ଟ ଷ୍ଟେଜ। ଆତ୍ମା ଏଇଟା ହିଁ ଚାହେଁ। ପାଏ କି ନ ପାଏ ସେଟା ଅଲଗା କଥା। ପାଇବା ତ ନିଜ କର୍ମ ଉପରେ, ନିଜ ସାଧନା ଉପରେ ନିର୍ଭର କରେ। କିନ୍ତୁ ଏଇଟା ହଉଛି କଥା। ତେଣୁ ଜନ୍ମ ମୃତ୍ୟୁ ହେଲେ ଜନ୍ମ ହବ, ଏଇଟା ନିଶ୍ଚୟ। କେବେ ହବ, କେମିତି ହବ, କୋଉଠି ହବ, ସେଇଟା ବିଚାର କରିବା ଭାରି ଦୂର ବ୍ୟାପାର। ନିଜ କର୍ମ ଉପରେ ନିର୍ଭର କରେ, ନିଜର ଭାବ ଉପରେ ନିର୍ଭର କରେ। ଠାକୁର ତାଙ୍କ ବାଣୀରେ କଣ କହିଲେ? ମୃତ୍ୟୁ କାଳେ ଯିଏ ଭାବ ନିଏ, ছেড়ে ଆଜ୍ଞା শরীর যায় জীবন, জন্মে আবার তেমনি স্থানে, ওই ভাবের পথ পায় যখন, ସେଇ ଭାବର ବାଟଟା ଯେତେବେଳେ ସେ ପାଇବ, ପୁଣି ସେଇ ଜାଗାରେ ସେ ହିଁ ଜନ୍ମ ହବ। ସେ ଭାବର ବାଟଟା ପାଇଲେ, ସେମିତିଆ ପିତା ମାତା ପାଇଲେ ତ? ଯୋଉ ପିତା ମାତା ଯୋଉ ଭାବ ନେଇ ସେ ଯାଇଛି, ସେଇ ଭାବ ନେଇଥିବା ପିତା ଏବଂ ମାତା ତାଙ୍କୁ ପାଇଲେ ତ ଜନ୍ମ ହବ। ନ ଜନ୍ମ କେମିତି ସେ ହବ? ଏଇଟା ଆଜ୍ଞା ଭାବିବାକୁ ପଡିବ। ହଁ, ତେଣୁ ଆମର ଏଇ ଯୋଉ ଜନ୍ମଟା ବର୍ତ୍ତମାନ ଆମର ଅଛି, ଏଇଟା ହଉଛି ଆଜ୍ଞା ଅତ୍ୟନ୍ତ ମୂଲ୍ୟବାନ। କାରଣ ଆମେ ଏଇଠି ଆମେ ଜୀବନରେ ଯୋଉ କର୍ମ କରିବା, ସେ କର୍ମଟା ଆମର ପରବର୍ତ୍ତୀ ଜନ୍ମକୁ ନିୟନ୍ତ୍ରିତ କରିବ, ନିର୍ବାହ କରିବ। ତେଣୁ ଜନ୍ମ, ଏଇଟା ତ କହିଛନ୍ତି ଶଙ୍କରାଚାର୍ଯ୍ୟ କହିଛନ୍ତି, ମୁଁ କହିଲି ଆଜି ବକ୍ତବ୍ୟରେ, ପୁନରପି ଆଜ୍ଞା ଜନମମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍। ଜନ୍ମ ଆଜ୍ଞା ହେଲେ ମରଣ ଅଛି, ମରଣ ହେଲେ ଜନ୍ମ ଅଛି, ପୁଣି ଯାଇକି ଜନନୀ ଜଠରେ ଶୋଇବାକୁ ହବ। ଏଇଟା ତ ଗୋଟେ ମଣିଷର ଧାରାବାହିକ ଚାଲିଛି। କିନ୍ତୁ ଏହା ହଉଛି ମନୁଷ୍ୟ ଯେମିତି ନିଚ ଯୋନି ପ୍ରାପ୍ତ ନ ହୁଏ। ମଣିଷ ଯଦି ଅଛି ଖରାପ କାମ କରେ, ଆଜ୍ଞା ତାହେଲେ ସେ ନିଚ ଯୋନି ପ୍ରାପ୍ତ ହବ। ଅର୍ଥାତ୍ କୁକୁର ବିଲୁଆ ବିରାଡ଼ି ଏମିତି ସବୁ ହବ। ତ ସେମିତିଆ କାମ କରେ। ତେଣୁ ଆମର ସବୁବେଳେ ଲକ୍ଷ୍ୟ ହବ ଆମର ଊର୍ଦ୍ଧ୍ୱ ଗତି, ଉପରୁ ଉପରୁ ଯିବାର ଏଇ ଲକ୍ଷ୍ୟଟା ଆମର ଯେମିତି ରହେ। ଠିକ ଅଛି। ଆଜ୍ଞା ଦାଦା, ଏ ହଁ ଯୋଉ ହଁ ମୃତ୍ୟୁଟା, ନାଇଁ ଆମର ଆୟୁଟା ତ ନିର୍ଦ୍ଧାରିତ, ତ ସେଇ ଆୟୁଟାକୁ କିଏ ନିର୍ଦ୍ଧାରଣ କରିଥାଏ ଯେ ଏତିକି ବର୍ଷରେ ସିଏ ନିଶ୍ଚିତ ତାର ମୃତ୍ୟୁ ହବ? ଏଇଟା ଯେତେବେଳେ ଆମେ ଜନ୍ମ ହେଲେ ସେଟା ଆଉ ନିର୍ଦ୍ଧାରିତ ହେଇଥାଏ ବୋଲି ଯାହା ଶାସ୍ତ୍ର ସବୁ କହୁଛି। ମହର୍ଷି ମନୁ କହୁଛନ୍ତି, ତା ପିତା ମାତାଙ୍କ ସଂଯୋଗ କାଳେ ବିହି ଯାହା ଲେଖିଲା କପାଳେ, ଏଇ ଯୋଉ ଆମର ଗୋଟେ ଅଛି। ତେଣୁ ସେଇଟା
ଆୟୁଟା ନିର୍ଦ୍ଧାରିତ ବୋଲି କୁହାଯାଉଛି। ପୁଣି ଅନେକ ସମୟରେ କୁହାଯାଉଛି, ଯେମିତି ସେ ମୁରଲୀ ଭାଇ ପ୍ରଶ୍ନ ପଚାରିଲେ ହଁ ହଁ ଯେ ଆଜ୍ଞା ଆମେ ସତ୍ସଙ୍ଗରେ ଯୋଗଦାନ କଲେ ଆମ ଆୟୁଷ ବୃଦ୍ଧି ହୁଏ। ହଁ, ଆୟୁଷ ବି ବୃଦ୍ଧି ହୁଏ। ହଁ, ଯେମିତି ଦୁର୍ଘଟଣା ଥାଏ, ସତ୍ସଙ୍ଗରେ ଯୋଗଦାନ କଲେ ଦୁର୍ଘଟଣାରୁ ଯଦି ଆମେ ରକ୍ଷା ପାଇଗଲୁ, ସେଇ ପିରିୟଡଟା ଯେତେବେଳେ କଟିଯାଏ, ଆମର ସେଇ ସମୟଟାକୁ କଟିଯାଏ, ମୃତ୍ୟୁଟାକୁ ଆମେ ଏଡେଇକି ଚାଲି ଯାଉ। ଏଇଟା ହଉଛି କଥା। ଆଜ୍ଞା କିନ୍ତୁ ଆଜ୍ଞା ଠାକୁରଙ୍କ ପାଖରେ ପ୍ରଶ୍ନ କରିଛନ୍ତି କେଷ୍ଟଦା ଆଜ୍ଞା ଯେ ଠାକୁର ଅକାଳ ମୃତ୍ୟୁ ହଉଛି, କିନ୍ତୁ ସ୍ୱାଭାବିକ ମୃତ୍ୟୁଟା କେତେ? ଠାକୁର ଯୋଉ କଥା କହିଲେ ଆମକୁ ଆଜି ଆଶ୍ଚର୍ଯ୍ୟ ହବାକୁ ପଡିବ। ଠାକୁର କହିଲେ 120 ବର୍ଷ ହଉଛି ମଣିଷର ସ୍ୱାଭାବିକ ମୃତ୍ୟୁର ବୟସ। ତା ଆଜ୍ଞା ପୂର୍ବରୁ ଆମେ ଯେତେ ମୃତ୍ୟୁ ହବ ସବୁ ଅକାଳ ମୃତ୍ୟୁ। ଏଇଟା କେଷ୍ଟଦାଙ୍କର ଦିନପଞ୍ଜିରେ ଲେଖା ହେଇଛି ପ୍ରଥମ ଖଣ୍ଡରେ। ତେଣୁ ଏଇଟାକୁ ନିର୍ଦ୍ଧାରଣ କରିବା ଭାଇ ଡିଫିକଲ୍ଟ କଥା। ତେଣୁ ଆୟୁଷ ଅଛି, ଅସୁବିଧା କିଛି ନାହିଁ। ହଉ ହଉ, ଜୟଗୁରୁ ଜୟଗୁରୁ। ଜୟଗୁରୁ। ଦାଦା କେତେକ ଏଇ ଦେଖାଯାଏ ଯେ ମୃତ୍ୟୁ ପୂର୍ବରୁ ଜଷ୍ଟ ମୃତ୍ୟୁ ଆଗରୁ ସିଏ ତାଙ୍କର ପୁତ୍ର ପୁତ୍ରବଧୂ ଇତ୍ୟାଦି ତାଙ୍କର ଆତ୍ମୀୟ ସ୍ୱଜନକୁ ଡାକନ୍ତି, ପାଖକୁ ଡାକନ୍ତି, କୁହନ୍ତି ମୋର ସମୟ ହେଇଗଲାଣି, ଆଉ ତୁମେ ଆସ ମୁଁ ଟିକେ ଦେଖିବି ସମସ୍ତଙ୍କୁ। ଏଇ ଯୋଉ ଭାବଟା ସିଏ କଣ ଜାଣିପାରନ୍ତି ନା ତାଙ୍କୁ ଅନ୍ୟ କଣ କୋଉ ଦିଗରୁ ସୂଚନା ଆସେ? କଥାଟା ହଉଛି ଅନେକ ସମୟରେ ସେ ସୂଚନାଟା ଆସେ। ଅନେକ ଆଜ୍ଞା ସମୟରେ ଆଜ୍ଞା ମଣିଷ ଭିତରେ ସେ ସୂଚନାଟା ଆସେ। ଯୋଉମାନଙ୍କ ଆକ୍ସିଡେଣ୍ଟାଲ ଡେଥ ହୁଏନି, ଆଜ୍ଞା ଆକ୍ସିଡେଣ୍ଟାଲ ଡେଥ ଇଜ ଅଲୱେଜ ଆକ୍ସିଡେଣ୍ଟାଲ, ହଁ ଯୋଉମାନଙ୍କ ସେଟା ତ ଆକ୍ସିଡେଣ୍ଟାଲ ଡେଥ ହୁଏନି ଆଜ୍ଞା ସେମାନଙ୍କ ପାଖକୁ ସୂଚନାଟା ଆସେ। ସେଟା ଅନେକ ଲୋକ ଜାଣିପାରନ୍ତି, ଅନେକ ଲୋକ ଜାଣିପାରନ୍ତିନି। ହଁ ଏଟା ବି ଦେଖୁଛେ, ଆମେ ପ୍ରତ୍ୟକ୍ଷ ବି କରୁଛେ, ଅନେକ ଜାଗାରେ ସେମିତି ଦେଖୁଛେ ଆମେ। ହଁ ଏଇଆ ଆପଣ ବି ଅନୁଭବ ଥବ ସେମିତି। ଆଜ୍ଞା ଆଜ୍ଞା ହଁ, ହଁ ଜୟଗୁରୁ ଜୟଗୁରୁ। ଜୟଗୁରୁ ଜୟ ଜୟଗୁରୁ ଆଉ ଜୟଗୁରୁ ଅଶୋକ ଭାଇ ରହିଲେ ଜୟଗୁରୁ। ନା ଆଉ କଣ ଅଛି? ଆଜ୍ଞା ଜୟଗୁରୁ। ନାଇଁ ହୁଁ, ନାଇଁ ଠିକ ଜୟଗୁରୁ। ଆଉ ନେକ୍ସଟ ଆମର ନଳିନୀ ଜେନା ମା, ନଳିନୀ ଜେନା ମା ଅଡିଓ ଖୋଲନ୍ତୁ। ନଳିନୀ ଜେନା, ନଳିନୀ ଜେନା ମା, ହ୍ୟାଲୋ। ଜୟଗୁରୁ ଦାଦା, ଜୟଗୁରୁ। ଜୟଗୁରୁ। ଦାଦାଙ୍କୁ ଜୟଗୁରୁ ପ୍ରଣାମ। ଦାଦା ମୃତ୍ୟୁ, ଜନ୍ମ ଆଉ ମୃତ୍ୟୁ ଦିଟା ତ ଚିରନ୍ତନ ସତ କଥା, କିନ୍ତୁ ଜନ୍ମ ବେଳେ ମଣିଷ ମାନେ ଖୁସି ହୁଅନ୍ତି, ମୃତ୍ୟୁ ଆସିଲେ ମନ ଭୟ ଲାଗେ, ଦୁଃଖ ଆସେ। ଏଇଟା କଣ ମାନେ ମାନସିକ ପ୍ରସ୍ତୁତି ନେଇକି ସେମିତି ହେଇଥାଏ ନା କଣ? କୁହନ୍ତୁ ରୁଚିରା। ଦାଦା ପ୍ରଶ୍ନଟା ଜୟଗୁରୁ। ମା ଦାଦା ପ୍ରଶ୍ନଟା ଟିକେ ଜୟଗୁରୁ। ଆଉଥରେ ଦାଦା ମା। ମୋର କହିବା କଥା, ମୃତ୍ୟୁଟା ଯେମିତି ଆମେ ଜାଣୁଛନ୍ତି ଜନ୍ମ ମୃତ୍ୟୁ ଚିରନ୍ତନ ସତ, କିନ୍ତୁ ଜନ୍ମ ହେଲେ ସମସ୍ତେ ଖୁସି ହୁଅନ୍ତି, କିନ୍ତୁ ମୃତ୍ୟୁ ବେଳେ ସମସ୍ତଙ୍କ ଭିତରେ ଗୋଟେ ଭୟ ସଞ୍ଚାର ହୁଏ। ଆଉ ନାଇଁ ମୃତ୍ୟୁ ନାଇଁ, କଥା ଜାଣିଲେ ସମସ୍ତେ ଭୟଭୀତ ହୁଅନ୍ତି, ଆଉ ମୃତ୍ୟୁକୁ ଡରନ୍ତି। ସେଟା ଏମିତି କାହିଁକି ଦେଖ? ଜନ୍ମ ହେଲେ ସମସ୍ତେ ଖୁସି ହଅନ୍ତିନି। କଣ ବୁଝି ହଉଛି? ଆଜ୍ଞା। ଯାହାର ଝିଅଟିଏ ଜନ୍ମ ହଉଛି ସେ କାନ୍ଦୁଛି କାହିଁକି? ଖୁସି କାହିଁ ହେଲା? ସେ ତ ଝିଅ ଯାହାର ପୁଅର ପାର୍ଥକ୍ୟ ଯାହା ଭିତରେ ନାଇଁ ଥାଏ ନାଇଁ, ଦାଦା, ସେଟା। କଥାଟା ଶୁଣନ୍ତୁ। ଆଜ୍ଞା ଆପଣ କହିଲେ ବି ମୁଁ ଏ କଥାଟା କହୁଛି। ଜଣେ ତାର 2 ଝିଅ 3 ଝିଅ ଥିଲେ, ଆଉ ଗୋଟେ ଝିଅ ହେଲା ସେ କାନ୍ଦୁଛି। ଆଜ୍ଞା, ଦୁଃଖ ଆସିବ ମନରେ, କାହିଁକି ନା। ଆପଣ କହିଲେ ସେ ଖୁସି ହଉଛନ୍ତି ବୋଲିକିରି। ଜଣେ ଗୁରୁ ଭାଇ ଆମର ଥିଲେ, ସେ ଯାଜପୁର ସାଇଡରେ ଗୁରୁ ଭାଇ, ସେ ଚାକିରି କରିଥିଲେ ଜୟପୁର କୋରାପୁଟରେ। ତାଙ୍କର ଖାଲି ପୁଅ ଜନ୍ମ ହେଲା। ଏଇଥିପାଇଁ ଆମର ବି ଜଣେ ସତ୍ସଙ୍ଗ ଦୀତିକ ଅଛନ୍ତି ସେମିତିଆ। ତାଙ୍କର ଖାଲି ପୁଅ ହେଲା, ଜମା ଝିଅ ହେଲାନି। ତାଙ୍କ ଲାଷ୍ଟ ପୁଅ ବେଳକୁ ତାଙ୍କର ସ୍ୱାମୀ ସ୍ତ୍ରୀ ଦିହାଙ୍କ ବସି କାନ୍ଦିଲେ। କଣ ବୁଝିପାରୁଛନ୍ତି? ତେଣୁ ଆଜ୍ଞା ଜନ୍ମରେ ଲୋକ ଖୁସି କୋଉଠି ହଉଛି? ଆମେ ଯାହା ଚାହୁଁଛୁ ସେଆ ମିଳିଲେ ଆମେ ଖୁସି। ଆମେ ଯାହା ଚାହୁଁଛୁ ତା ଯଦି ନ ମିଳିଲା, ତାହେଲେ ଆମେ ଦୁଃଖ ଆସିଲା। କିନ୍ତୁ ଝିଅ ଜନ୍ମ ହଉ, ପୁଅ ଜନ୍ମ ହଉ,
ବାପା ମା ଖୁସି ହବା ଉଚିତ ସମସ୍ତେ ଖୁସି ହବା କଥା। ଉଚିତ ଆଜ୍ଞା ଝିଅ 1 2 3 ହେଲେ ବି ମଧ୍ୟ ଖୁସି ହବା କଥା ଆଜ୍ଞା ଏଇଟା ହଉଛି ଉଚିତ। ଆଉ ମୃତ୍ୟୁରେ ସମେତେ କଣ କି ଗୋଟେ ନୂଆ ଜିନିଷ ପାଇଲେ ମଣିଷ ଖୁସି হয়। ଜିନିଷ କଣ ହରେଇ ଦେଲେ ମଣିଷ ଖୁସି ହୁଏ କି? ମୃତ୍ୟୁରେ ତ ଆମେ ହରେଇ ଦଉ ନା। ହବ ଜଣେ ଆଜ୍ଞା ଯିଏ ଆମର ଆତ୍ମୀୟ ସ୍ୱଜନ ଆମ ପାଖରେ ଯୋଉ ଲୋକ ଥିଲେ ସେ ଚାଲିଗଲା ପରେ ଆମେ ତାଙ୍କୁ ହରେଇ ଦେଲେ ଆମେ ତାଙ୍କୁ ଆଉ ଦିନକ ପାଇଁ ମଧ୍ୟ ପାଇବାନି। ଏଇ ଦୁଃଖଟା ଆମର ହବା ସ୍ୱାଭାବିକ କଥା। ସେ ଭଲ ହନ୍ତୁ ମନ୍ଦ ହନ୍ତୁ ଯେମିତି ଲୋକ ହନ୍ତୁ। ହଁ କୁହନ୍ତୁ। ଆଜ୍ଞା ଆଜ୍ଞା ମୁଁ କହିଲି ସହଜରେ ଗ୍ରହଣ କରିପାରନ୍ତି ନାହିଁ କାହିଁକି ନା ହଁ ସମସ୍ତଙ୍କର ସେ- ମାନେ ଇଚ୍ଛା। ହଁ ହଁ ଆମେ ଏଟାକୁ ସହଜରେ ଗ୍ରହଣ କରିପାରୁନୁ। ଏଇଟା ହଉଛି କଥା। ଆଜ୍ଞା ଦାଦା ହଁ କାହିଁକି ଆଜ୍ଞା ଯିଏ ଥିଲେ ଆମ ପାଖରେ ଦୀର୍ଘ ଦିନ ଧରି ଥିଲେ ବା ଅଳ୍ପ ଦିନ ପାଇଁ ଥାନ୍ତୁ ମଧ୍ୟ ତାଙ୍କୁ ଆମେ ହରେଇବାକୁ ଚାହୁଁନା। ଏଇଟା ହଉଛି କଥା। ଆଉ ଆଜ୍ଞା ହରେଇବାକୁ ଯେତେ ଚାହୁଁନା ଦୁଃଖ ହବା ସ୍ୱାଭାବିକ କଥା। ଦୁଃଖ ହଏ ଆଜ୍ଞା ଏଇଟା ସ୍ୱାଭାବିକ କଥା ଦାଦା ଆଉ। ହୁଁ, ଆଜ୍ଞା କୁହନ୍ତୁ। ଦାଦା ଯୋଉ ଆମେ ମାନେ ସେଇଟା ତ ମୃତ୍ୟୁ ପୂର୍ବରୁ ଲୋକଙ୍କର ଏମିତି ଗୋଟେ ଭାବନା ଥାଏ କିନ୍ତୁ ସେ ମରିଗଲା ପରେ ଯିଏ ଚାଲିଯାଆନ୍ତି ତାଙ୍କର ଯୋଉ ନୀତି ନିୟମ ସେ ଯୋଉଟା କରିଥାନ୍ତି ତାଙ୍କୁ ଲୋକ ଆସ୍ତେ ଆସ୍ତେ ଭୁଲି ଯାଆନ୍ତି ମାନନ୍ତିନି। ଆଉ ଯଦି ବି ଭଲ ପାଉଥାନ୍ତି ତାଙ୍କୁ ତାଙ୍କର ଆଦର୍ଶକୁ ଧରିକି ସେମାନେ ବଞ୍ଚିବାକୁ ଚେଷ୍ଟା କରନ୍ତେ କିନ୍ତୁ ସେଇଟା ସେ ଭୁଲି ଯାଆନ୍ତି। ବଞ୍ଚିବା ସେଇଟା ବେଳେ ଭୁଲ ଯେମିତି ଥାଏ। ଆଜ୍ଞା ସେଇଟା ଭୁଲ। ଆମେ ଯଦି ପ୍ରକୃତରେ ଭଲ ପାଉ ଆଜ୍ଞା ଯଦି ଯୋଉ ଲୋକ ଚାଲିଗଲା ସେ ଯଦି ଆମ ପାଖରେ ଯଦି ଭଲ ଲୋକ ଖୁସିବାସିଆ ଲୋକ ତାର କଥା ତାର ଆଚରଣ ତାର ବ୍ୟବହାର ଆମକୁ ଭଲ ଲାଗୁଥିଲା ତାହେଲେ ସେ ଯଦି ଚାଲିଗଲା ଆଜି ଆମକୁ ଛାଡିକିରି ତାହେଲେ ଆମେ ତାର ଆଚରଣ କଥାବାର୍ତ୍ତା ତାର ନୀତି ଯାହା ସେ ଭଲ ପାଉଥିଲା ସେଗୁଡିକୁ ଆମେ ଆଗୁଳି ଧରିବାଟା ହଉଛି ତା ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି। ଖାଲି ଦିନେ ଦି ଦିନ କାନ୍ଦି ପକେଇଲେ ତ ହବନି। ଆଜ୍ଞା ଏଇଟା ହଉଛି କଥା। ଆତ୍ମୀୟତାର ପରିଚୟ କଣ ସେଇଥିରେ ଦିନେ ଦି ଦିନ କାନ୍ଦି ପକେଇଲେ ଆତ୍ମୀୟତାର ପରିଚୟ ହଏ? ଯଦି ପ୍ରକୃତରେ ଆତ୍ମୀୟ ସିଏ ତାହେଲେ ତାର କଥାଟାକୁ କେବେ ବି ଆମେ ଭୁଲି ପାରିବୁ ନାହିଁ। ଏଇଟା ହଉଛି କଥା। କେବେ ଭୁଲି ପାରିବୁ ନାହିଁ। ଆଜ୍ଞା ଆଜ୍ଞା ଦାଦା ହଉ ହଁ ଦାଦା ଜୟ ଗୁରୁ ଜୟ ପ୍ରଣାମ। ଗୁରୁ ଦାଦା ଜୟ ଗୁରୁ ଅଲଗା ପ୍ରଶ୍ନ। ଜୟଗୁରୁ ଜୟଗୁରୁ। ପନ୍ତ ମାସେ କଣ କେହି ନାହାନ୍ତି କୁଆଡେ ଗଲେଣି ସବୁ। ଜୟ ହ୍ୟାଲୋ ଗୁରୁ ଜୟ ଗୁରୁ ଜୟ ଗୁରୁ। ବିଜେତା କୁଆଲେ କି? ବିଜେତା ନାହାନ୍ତି? ନାଇଁ ବିଜୟ ପଣ୍ଡା କୁଆଡେ ଗଲେଣି? ବିଜେତାଙ୍କର କଟି ଯାଇଛି ବୋଧେ। ହଁ, ଆସିଲେଣି ବିଜେତା। ବିଜେତା କୁହନ୍ତୁ। ବିଜେତା ନେକ୍ସଟ ଡାକନ୍ତୁ କାହାକୁ? ପଣ୍ଡିତ ବିଜୟ କୁମାର ଆଚାର୍ଯ୍ୟ କଣ୍ଟିନ୍ୟୁ ବିଜୟ କରନ୍ତୁ। ବିଜୟ ବିଜୟ କୁମାର କଣ ସେ ବୁଢା ହେଲେଣି କୁମାର କଣ ଅଛନ୍ତି ସେ? ଏ କୁମାର ଛାଡୁନାହାନ୍ତି ଆଉ। ବିଜେତା ହଁ ମୁଁ ବୟସରେ ହିଁ ବୁଢା ହ୍ୟାଲୋ। ହେଲେଣି କୁମାର ଛାଡୁନାହାନ୍ତି। କୁମାର ଛାଡୁନାହାନ୍ତି ରଖୁଛନ୍ତି ଆଉ କଣ କରିବା। ବିଜୟ କୁମାର ସାହୁ ହେଇଗଲା ସରି ବିଜୟ କୁମାର ଆଚାର୍ଯ୍ୟ। ହଁ 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 ବିଜେତା କୁହନ୍ତୁ। ହଁ ଠିକ ଅଛି। ନଳିନ ମା ବୁଝିପାରିଲେ? ହ୍ୟାଲୋ ନଳିନ ମା। ହଁ ସରିଛି ତାଙ୍କ କଥା। ସେ ଠିକ ଅଛି ବୁଝିପାରୁଛନ୍ତି। ଠିକ ଅଛି। ଆମେ ଆଉ ଟିକେ ଆଗେଇବା। ଶାନ୍ତିଲତା ଦାସ ଜଗତସିଂହପୁର। ଶାନ୍ତିଲତା ଦାସ ଜଗତସିଂହପୁର। ହ୍ୟାଲୋ ଶାନ୍ତିଲତା ଦାସ ଅଡିଓ ଖୋଲନ୍ତୁ। ଶାନ୍ତିଲତା ଦାସ ଖୋଲୁନାହାନ୍ତି। ଆଉ ଜୟଗୁରୁ କୁହନ୍ତୁ କୁହନ୍ତୁ। ଏକୁଟିଆ ଅଡିଓ ଖୋଲନା ଅଜୟ ବିଷୟଙ୍କୁ ଧରିକି ଅଡିଓ ଖୋଲା। ହଉ
ହଁ, କୁହନ୍ତୁ କୁହନ୍ତୁ ମା କୁହନ୍ତୁ, ବହୁତ ଲୋକ ଅଛନ୍ତି। ପ୍ରଶ୍ନ ହଁ କୁହନ୍ତୁ। ଆପଣଙ୍କ ଅଡିଓ ଟା କ୍ଲିୟର ହଉନି ଶାନ୍ତିଲତା ମା। ମୁହଁ ପାଖକୁ ବାହାରକୁ ଆସନ୍ତୁ, ବାହାରକୁ ଆସନ୍ତୁ। କିଛି ଆପଣଙ୍କ ଭଲ ଶୁଭୁନି, ଅଡିଓ କିଛି କିନ୍ତୁ ହଉନି। ଶୁଭୁନି। ଆପଣ ବାହାରକୁ ଆସନ୍ତୁ, ସେ ଘରୁ ବାହାରକୁ ଯାଆନ୍ତୁ, ହଲ୍ ଭିତରେ ଆସନ୍ତୁ। ହୁଁ। ବାହାରକୁ ଆସିଲେ ବେରେଣ୍ଡାକୁ ଆସନ୍ତୁ, ଖୋଲା ଜାଗାକୁ ଆସିକି କୁହନ୍ତୁ। ଛାତ ଶୁଭିଲା? ହଁ କୁହନ୍ତୁ କୁହନ୍ତୁ। ପ୍ରଶ୍ନ କଣ କୁହନ୍ତୁ? ହଁ ହ୍ୟାଲୋ। ହଁ ହଁ କୁହନ୍ତୁ ପ୍ରଶ୍ନ। ହଁ ଶୁଭୁଛି କୁହନ୍ତୁ। ହ୍ୟାଲୋ। କୋଶ୍ଚିନ୍ ଆମେ ନବାନି। ନେକ୍ସଟ ଚନ୍ଦ୍ର ସାହୁ, ଆପଣଙ୍କ ମୋବାଇଲ ଠିକ ନାହିଁ, ଆପଣ ଶୁଣି ପାରୁନାହାନ୍ତି। କୈଳାସ ଚନ୍ଦ୍ର ସାହୁ କହିଛନ୍ତି କି? କୈଳାସ ଆଜ୍ଞା, ଚନ୍ଦ୍ର କୈଳାସ ଚନ୍ଦ୍ର ସାହୁ କହିବେ। କୈଳାସ ଚନ୍ଦ୍ର ସାହୁକୁ ଅପସନ ଦିଆହେଲା। କୈଳାସ ଚନ୍ଦ୍ର ସାହୁ କୁହନ୍ତୁ। ତା ତଳକୁ ପୋଛି ଯାଇଛି। ହଁ କୁହନ୍ତୁ କୈଳାସ ଚନ୍ଦ୍ର ସାହୁ। ଆଉ ଥରେ ଅଡିଓ ଅପସନ ଦଉଛି। କୈଳାସ ଚନ୍ଦ୍ର ସାହୁ। ହ୍ୟାଲୋ। ହଁ ଦାଦା, ଜୟଗୁରୁ କୁହନ୍ତୁ। ଜୟଗୁରୁ। ହଁ ଜୟଗୁରୁ ଜୟଗୁରୁ। ହଁ, ଆମେ ଆପଣଙ୍କର ଅପେକ୍ଷାରେ ଅଛୁ ଆଉ। ହଁ ଆଚ୍ଛା କୁହନ୍ତୁ। ଦାଦା, ମଣିଷ ତ ମୃତ୍ୟୁ ହବ ନିଶ୍ଚିତ ଭାବେ, କିନ୍ତୁ ଏ ଯୋଉ ଷଡ଼ରିପୁ କମଳ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ, ଏ ପାଞ୍ଚଟାକୁ ବର ବାଦ ଦେଇ ଦିଅନ୍ତୁ, କିନ୍ତୁ ଲୋଭରୁ ତ ସେ ମୁକ୍ତି ପାଇପାରୁନାହିଁ କି? ଲୋଭ ନଥିଲେ ମଧ୍ୟ ସେ କିଛି କରିପାରିବନି ମଧ୍ୟ। ଆଗେ ମାନେ ପାଦେ ବି ଆଗକୁ ଆଗେଇ ପାରିବନି ମଧ୍ୟ। ସେ ସବୁ ହୁଁ କ୍ଷେତ୍ରରେ, ପଢିବା ଦିଗରେ ହଉ, କିଛି କରିବା ଦିଗରେ ହଉ, ଖାଦ୍ୟପେୟ ହୁଁ ଦିଗରେ ହଉ, ଯେକୌଣସି ଦିଗରେ। ହୁଁ ତେବେ ଏଇ ଷଡ଼ରିପୁ ଇଏ ସବୁଟା ରହୁଛି ନା କିଛି ନା କିଛି। ଲୋଭଟା ହୁଁ ତାରି ଭିତରେ ଅଛି ଗୋଟେ। ହୁଁ। ନାଇଁ ଲୋଭ ଆପଣଙ୍କ ପ୍ରଶ୍ନ ନଥିଲେ କଣ? ପ୍ରଶ୍ନ, ଏ ଲୋଭଟା ତ ଷଡ଼ରିପୁ ଭିତରେ ଗୋଟେ ରହିଯାଉଛି ନା। ହଁ ଅଛି। ହଁ। ଆଉ କୋଉ ଆପଣ ମଣିଷ ତା ତାହେଲେ ଈଶ୍ୱରଙ୍କ ଦିଗରେ ଅଗ୍ରଗତି କରିବ କେମିତି? ହଉ ଲୋଭଟା ହଉ ଯଦି ହଉ ନଥିବ। ଠିକ ଅଛି ଠିକ ଅଛି ଠିକ ଅଛି। ହଁ ହୃଷିଦା କୁହନ୍ତୁ। ଲୋଭ ଅଛି, କଣ କରାଯିବ? କେମିତି ଈଶ୍ୱର ଜାଗାରେ ଅଗ୍ରଗତି କରିବ? ହୁଁ ହ୍ୟାଲୋ, ହୃଷିଦା ଅଛନ୍ତି? ହଁ କୁହନ୍ତୁ। କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ, ଆକୁ ଷଡ଼ରିପୁ କୁହାଇ। ଆଜ୍ଞା। ରିପୁ ମାନେ ଶତ୍ରୁ ଏମାନେ କୁହାଇଛି। ସବୁ ହଁ ଯେତେବେଳେ ତା ଆମକୁ ଆଚ୍ଛନ୍ନ କରି ରଖେ, ଆମେ ତା ଦ୍ୱାରା ପ୍ରଭାବିତ ହଉ, କବଳିତ ହଉ, ସେତେବେଳେ ସିଏ ଆମ ଉପରେ ଉତ୍ପାତ କରେ। ଯେତେବେଳେ ସେଇ ରିପୁ ଗୁଡିକ, ଯାହାକୁ ଷଡ଼ରିପୁ କୁହାଉଛି, ଶତ୍ରୁ କୁହାଉଛି, ତାକୁ ଯେତେବେଳେ ଆମେ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାରେ ଲଗାଉ, ଗୁରୁଙ୍କ ପ୍ରତିଷ୍ଠାରେ ଲଗାଉ, ସେତେବେଳେ ତାହା ଆଉ ଶତ୍ରୁ ନ ହେଇକିରି ଆମର ମିତ୍ର ହେଇକିରି ଆମର ସେ ସେବା କରନ୍ତି। ଏଇଟାକୁ ମନେ ରଖିବେ। ଲୋଭ ରହିବ। କଣ ଲୋଭ ରହିବ? ଲୋଭ ନାରୀ ପ୍ରତି ନୁହେଁ, ଧନ ପ୍ରତି ନୁହେଁ, ନାମ ଯଶ ପ୍ରତିଷ୍ଠା ପ୍ରତି ନୁହେଁ, ଟଙ୍କା ପଇସା କୋଠା ବାଡି ତାର ଦେଖିକିରି ମୋର ମନ ଛଟପଟ ହଉଛି ସେଥିପ୍ରତି ନୁହେଁ। ଲୋଭଟା ରହିବ କଣ ପାଇଁ? ଈଶ୍ୱର ପ୍ରାପ୍ତି ପାଇଁ। ଲୋଭ ରହିବ କଣ ପାଇଁ? ଆକୁଳତା କଣ ପାଇଁ ରହିବ? ଇଷ୍ଟଙ୍କ କାମ କରିବା ପାଇଁ। ଏଇ ଇଷ୍ଟ ନିଃସ୍ୱାର୍ଥପର ଭାବରେ ଯୋଉ କର୍ମ କରାଯାଏ, ତାକୁ ସେ ଲୋକକୁ କୁହାଯାଏ ନିର୍ଲୋଭ ମଣିଷ। ଲୋଭ ରହିବ, କିନ୍ତୁ ସେ ଲୋଭଟା କଣ ନା ତାକୁ ଆସକ୍ତ କରୁନି, ଇଷ୍ଟ ପଥରେ ସେ ତାକୁ ଚଳଉଛି। ଏଇଟାକୁ ମନେ ରଖିବେ। ଲୋଭ ରହିବନି, ଲୋଭ ରହିବ, କାମ ରହିବ, କ୍ରୋଧ ବି ରହିବ, ଇଏ ସବୁ ରହିବ। ଯେ ଇଏ ସବୁ ଏଇ ଯୋଉ ବୃତ୍ତି ପ୍ରବୃତ୍ତି ଗୁଡିକ ଆମକୁ ହଇରାଣ କରିବା ପାଇଁ ନୁହେଁ,
ଶତ୍ରୁ ରୂପେ ଆମର ରହିବେନି। ଆମେ ତାଙ୍କୁ ମିତ୍ର ରୂପେ କେତେବେଳେ ପରିଣତ କରିପାରିବେ, ଯେତେବେଳେ ମୋର ସମସ୍ତ ବୃତ୍ତି ପ୍ରବୃତ୍ତିକୁ ନେଇକିରି ମୋତେ ଇଷ୍ଟ ସେବା କରିବି, ଗୁରୁଙ୍କର ସେବା କରିବି। ଗୁରୁଙ୍କ କର୍ମ କରିବା ପାଇଁ, ତାଙ୍କୁ ପରିପୂରଣ କରିବା ପାଇଁ ମୋ ମନରେ ଯୋଉ ଆକୁଳତା ସୃଷ୍ଟି ହବ, ଯୋଉ ଲୋଭଟା ସୃଷ୍ଟି ହବ, ସେ ଲୋଭଟା ରହିବ ନିଶ୍ଚୟ, ରହୁ, ସେ ତ ଭଲ, ଅସୁବିଧା କଣ ଅଛି? କିନ୍ତୁ ମୋର ଲୋଭଟା ଯଦି ରହିବ, ମୋର ବିଷୟ ବାସନା କେମିତି ବଢୁ, ଟଙ୍କା ପଇସା କେମିତି ବଢୁ, ଅନ୍ୟର ଜିନିଷଟାକୁ ଦେଖିକି ମୁଁ ସହ୍ୟ କରିପାରୁନି, ମୋର ଆଶ୍ଚର୍ଯ୍ୟ ସୃଷ୍ଟି ହଉଛି, ଏଇଟା କାହିଁକି? ଏଇଟା ତ ଦରକାର ନାହିଁ ନା, ଏଇଟା ତ କାମ୍ୟ ନୁହେଁ, ଏଇଟାକୁ ହଟେଇବା ଦରକାର। ସେଇଟାକୁ ଯେତେବେଳେ ଆମେ ମିସୟୁଟିଲାଇଜ କରୁ, ଗୀତାରେ କୁହାଯାଇଛି, ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମ୍ ଆତ୍ମନ କାମ କ୍ରୋଧ ତଥା ଲୋଭ। ଏଇ କାମ, କ୍ରୋଧ ଏବଂ ଲୋଭକୁ ନରକର ଦ୍ୱାର ବୋଲି କୁହାଯାଇଛି। ଯେତେବେଳେ ଆମେ ତାକୁ ନରକ ପନ୍ଥୀ କରିକି ଆମ ଆଚରଣକୁ ନିୟଉ, ତେଣୁ ଲୋଭକୁ ଛାଡିବା କଥା ମୁଁ କହିନି, ମାନେ କୁହାଯାଇନି କୋଉଠି ଜାଗାରେ। କାମ କ୍ରୋଧକୁ ଛାଡିବା କଥା କୁହାହେଇନି। ଏଇଟା ହଉଛି କଥା। ଠାକୁର ଗୋଟେ ବାଣୀରେ କହିଛନ୍ତି, ଇଷ୍ଟଙ୍କ ନିନ୍ଦା ଯୋଉଠି ହଉଛି, ଇଷ୍ଟ ନିଷ୍ଠା ଯେଖା ନ হয় শিষ্ট সৃষ্টু রাগে, নিরোধ যদি নাই করতো অসৎ পাবে বাগে। ইষ্ট নিষ্ঠা ଯୋଉଠି হচ্ছে ତାକୁ ଶିଷ୍ଟ ସୃଷ୍ଟୁ ରାଗରେ ନିରୋଧ କରିବାର କଥା ହେଇଛି, ମୁଣ୍ଡ ନୁଆଇଁ ଦେଇ ଚାଲି ଆସିବାର କଥା ହେଇନି। ଠାକୁର କହୁଛନ୍ତି, ଇଷ୍ଟେ ହେଲ ତୋର ଟାଣ ଅସୀମ, ପରାକ୍ରମହୀନ କିନ୍ତୁ ପଶୁର টানে ও ବିକ୍ରମ আছে, তুই কেমন ତର ଜନ୍ତୁ। ଠାକୁର ବହୁ ଭାବରେ କହିଛନ୍ତି, କିନ୍ତୁ ଏ ସମସ୍ତର ଅସଲ ଉଦ୍ଦେଶ୍ୟ ରହିବ, ମୋର ଗୁରୁ ଯିଏ, ଇଷ୍ଟ ଯିଏ, ତାଙ୍କୁ ପ୍ରତିଷ୍ଠା କରିବି। ମୋ ଯଦି ଲୋଭ ରହିବ ଯେ ମୁଁ ଠାକୁରଙ୍କ କାମ କରୁଛି, ଲୋକ ମତେ ଆଗତରା ଜୟଗୁରୁ କରନ୍ତୁ। ମୋର ଯଦି ଲୋଭ ରହିବ ଯେ ମୁଁ ଠାକୁରଙ୍କ କାମ କରୁଛି, ଠାକୁରଙ୍କ ପ୍ରତିଷ୍ଠା କରୁଛି, ମତେ ସେ ଡାକିଲେନି କେମିତି ସତ୍ସଙ୍ଗଟା କରିଦେଲେ, ୟାକୁ ଲୋଭ କହନ୍ତିନି, ଆକୁ କହନ୍ତି ଏଇଟା ହଉଛି ଆସକ୍ତି, ମଣିଷକୁ ଖରାପ ବାଟକୁ ନବ। ମୁଁ ତାଙ୍କୁ ପ୍ରତିଷ୍ଠା କରିବି, ଏ ଲୋଭଟା ମୋର ରହିବ, ରହିବା ବି ଉଚିତ। ଜୟଗୁରୁ। ଜୟଗୁରୁ ଭାଇ। କୈଳାସ ଭାଇ ଆଉ କଣ ବୁଝିଗଲେ ନା ରହିଲା? କୈଳାସ ଭାଇ ଅଡିଓ ଖୋଲନ୍ତୁ, କୈଳାସ ଭାଇ ଅଡିଓ ଖୋଲନ୍ତୁ, କଣ ଉତ୍ତର ଦିଅନ୍ତୁ। ହଁ ନା ବୁଝିଲି ଦାଦା, ବାସ୍, ମୁଁ ବୁଝିସାରିଲି। ଏଗୁଡିକ ଖରାପ ହେଇଥିଲେ ଭଗବାନ ଆମକୁ ଦେଇନଥାନ୍ତେ। ଏଗୁଡିକର ପ୍ରୟୋଜନ ଅଛି ବୋଲି। ଖରାପ ନୁହେଁ, ହଁ ବାସ୍, ଆମକୁ ସେଇଟା ଭଗବାନ ଦିଅନ୍ତି। ଆମେ ଯେତେବେଳେ ଶରୀର ଧାରଣ କରିଛେ, ଯେତେବେଳେ ତାକୁ ସବୁ ସାଙ୍ଗରେ ଆଣିକି ଆସିଛେ, ଖରାପ କାହିଁ ହବ? ଖରାପ ନୁହେଁ। ଯେତେବେଳେ ଆମେ ତାକୁ ଖରାପ ଦିଗରେ ୟୁଟିଲାଇଜ କରୁଛେ, ଆମେ ଶୈତାନ ବାଟରେ ଚାଲିଛେ, ଈଶ୍ୱରଙ୍କ ବାଟରେ ନୁହଁ। ଖରାପ ନୁହେଁ, ଆଉ ଜୟଗୁରୁ ଆମେ ତାକୁ ଜୟଗୁରୁ। ଖରାପ ଦିଗରେ ୟୁଟିଲାଇଜ କରୁଛେ, ଏଇଟା ହଉଛି ଅସୁବିଧା। ବୁଝିପାରିଲେ? ହଉ ଠିକ ଅଛି। ଆଉ ଶାନ୍ତିଲତା ଦାସ ମା ରେଡି ହେଲେଣି କି? ଶାନ୍ତିଲତା ଦାସ ଆଉ ଥରେ ଅଡିଓ ଅପସନ ଦିଆହଉଛି। ଶାନ୍ତିଲତା ଦାସ ଅଡିଓ ଖୋଲନ୍ତୁ, କୁହନ୍ତୁ। ଆଜ୍ଞା, ଜୟଗୁରୁ ଆଜ୍ଞା। ଶୁଭିଲା? ଜୟଗୁରୁ। ଏବେ ଶୁଭିଲା ତ? ହଁ ଶୁଭୁଛି, କୁହନ୍ତୁ। ନାଇଁ, ମୋର ପ୍ରଶ୍ନ ଏଇ କୈଳାସ ସେଇ ପ୍ରକାର କଥା ହଉଛି, ଏଇ ଯୋଉ କାମ, କ୍ରୋଧ, ଲୋଭ, ମୋହ ଏଗୁଡାକ ଯୋଗୁ ବା ପ୍ରବୃତ୍ତି ଯୋଗୁ, ଏଇ ପ୍ରବୃତ୍ତି ଗୁଡାକ ଆମ ସହିତ ତ ଆସିଛି, ଆମେ ତାକୁ ଠିକ ଭାବରେ ୟୁଟିଲାଇଜ କରିପାରୁନୁ। ସେଥିପାଇଁକା ବୋଧହୁଏ ଯୋଉ ଆମର ମାନେ ଏଇ ଯୋଉ ନାମଧାନ କମ ହବାରୁ ସେଗୁଡାକ ବେଶୀ ପ୍ରବଳ ହେଇକିରି ଆମକୁ ଖରାପ ବାଟକୁ ନେଇଯାଉଛି, ନା କଣ? ଇଷ୍ଟଙ୍କ ପ୍ରତି ଟାଣଟା ଯେତେ ହବ, ପ୍ରବୃତ୍ତି ସେତେ କ୍ଷୀଣ ହବ। ଆଉ ଟାଣ ଭଲ ପାଇବାଟା ଆମର କାହା ପ୍ରତି ଥାଏ? ଆମର ପୁଅ ଝିଅଙ୍କ ପ୍ରତି ଥାଏ। ଆମେ ତାଙ୍କ ପାଇଁ କରୁ ବୋଲି, ଆମେ ତାଙ୍କୁ ଭଲ ପାଉ ବୋଲି, ପିଲାଟି ଦିନରୁ ତାଙ୍କ ପାଇଁ ଅନେକ ଆମେ କିଛି କରିଛୁ ବୋଲି ତାଙ୍କ ପ୍ରତି ଟାଣଟା ଆମର ବଢେ। ସେମିତି ଇଷ୍ଟେ ଟାଣ ଯଦି ଥାଏ, ତାହେଲେ ପ୍ରବୃତ୍ତି ଗୁଡିକ ସବୁ ଦୁର୍ବଳ ହେଇଯିବେ ଏବଂ ସେ ଆମର କିଛି କ୍ଷତି କରିପାରିବେ ନାହିଁ। ଏଇଟା ହଉଛି କଥା। ଏଇ ଏଇ ଯୋଉ ଠାକୁରଙ୍କୁ ଟାଣଟା ବଢିବା ପାଇଁ ହେଲେ ଆଜ୍ଞା ଆଜ୍ଞା ଜପ ଧ୍ୟାନ କରିବାକୁ ହବ, ଇଷ୍ଟବୃତ୍ତି କରିବାକୁ ହବ,
ପ୍ରାର୍ଥନା କରିବାକୁ ହବ, ପ୍ରାର୍ଥନାର ଅର୍ଥକୁ ବୁଝିବାକୁ ହବ। ମୁଁ ପ୍ରାର୍ଥନାରେ କେତେ କେତେ କଥା କହିଲି, କରୁଛି କଣ, ଠାକୁରଙ୍କ ବାଣୀ ଗୁଡ଼ିକୁ ଭାବିବାକୁ ପଡିବ। ଠାକୁର କହିଛନ୍ତି ଏକଥା, ମୁଁ କରୁଛି କଣ, ମୋର ପରିବାର, ମୋର ପଢା ପ୍ରସଙ୍ଗ ପ୍ରତି ମୋର କର୍ତ୍ତବ୍ୟଟାକୁ ନିଷ୍ପାଦନ କରିବାକୁ ହବ, ଯାହା ଠାକୁର କହିଛନ୍ତି। ଏଇ କଥା କରୁ କରୁ ତାଙ୍କରି କଥା ଗୁଡ଼ିକୁ ମାନିକିରି ନିଜ ଜୀବନରେ ଚଳୁ ଚଳୁ ତାଙ୍କ ପ୍ରତି ଆମର ଟାନଟା ବଢେ, ଭଲ ପାଇବାଟା ବଢେ। ଆଉ ଯେତେ ଇଷ୍ଟେ ଟାନ ବଢିବ ସେତେ ବୃତ୍ତି ପ୍ରବୃତ୍ତି ଗୁଡ଼ିକ ଦୁର୍ବଳ ହେଇଯିବ, ଶୁଖିକିରି ଝଡି ପଡିବ, ଆମର ସେ କିଛି କ୍ଷତି କରିପାରିବନି। ଏଟା ହଉଛି କଥା। ଆଜ୍ଞା ଆଜ୍ଞା ଆଉ ଏଇଟା ସାଧନା। ଆଜ୍ଞା। ହଁ ସେଇଗୁଡା କମ ହବାରୁ ଆମକୁ ଅଲଗା ବାଟକୁ ଆମେ ସେଇଗୁଡାରେ ଆମେ ରହିଯାଉଛୁ ପ୍ରବୃତ୍ତି ନେଇକି ଆଉ। ଆଜ୍ଞା ଅଜୟ ବିଷୟଙ୍କୁ ଯଦି ପଦକୀୟ କଥା କହିଦବ, ତାକୁ ସହ୍ୟ କରିପାରିବ? ସେଇଟା କାହିଁକି ହଉଛି ସେଇଟା କାହିଁ କଥା। କାହିଁ ସହ୍ୟ କରି ହବନି? ସେତିକି ଟାଣ ଭଲ ପାଇବା ଅଛି। ସେମିତି ଠାକୁର ଯଦି ପଦକୀୟ କହିଦଉଛି, ଆମେ ନ ଶୁଣିଲେ ଚାଲେ, ତାର କହୁଥାଉ ହୋ, ଆମର କଣ ଅଛି ନା ନାହିଁ? ଆଜ୍ଞା ଆଜ୍ଞା ଏଇଠି ଆମେ ଟାଣ ଭଲ ପାଇବାଟାକୁ ଆମେ ଏଇଠି କମ୍ପାରିଜନ କରିଦବା। ଠିକ ଅଛି। ଆଜ୍ଞା ଜୟଗୁରୁ। ଆଜ୍ଞା ଜୟଗୁରୁ ଆଜ୍ଞା ଜୟଗୁରୁ ଆପଣ ସମସ୍ତେ। ଆଜ୍ଞା ଏମିତି ଟିକେ ଟିକେ ଆସି କହନ୍ତୁ, ଟିକେ ଟିକେ ଚେତନା ଆସିବ ଆଉ। ହଉ ଠିକ ଅଛି ଚେତନା ଠିକ ଅଛି। ବହୁତ ଆସିଲାଣି। ଆସିଲାଣି କେଜାଣି, କାହିଁ ଜାଣିପାରୁନୁ ଆମେ। ଆଜ୍ଞା ଜୟଗୁରୁ ଆଜ୍ଞା। ହେଇଯାଉଛି ଆଉ ଭୁଲ ଭାଲ। ହଉ ଆଜ୍ଞା ଆପଣ ମାନେ ସାଉଣ୍ଡ ଏତେ କମ ଦୀର୍ଘଜୀବୀ ଆସୁଛି। ଆପଣ ହେଇକି ସତ୍ସଙ୍ଗରେ ଲାଗି ରହନ୍ତୁ, ଶୁଣନ୍ତୁ, ଆଉ ଠାକୁରଙ୍କ ବହି ପଢନ୍ତୁ, ଡିପି ୱାର୍ସ ପଢନ୍ତୁ, ଯାହାକୁ ଦେଖୁଛନ୍ତି ତା ସାଙ୍ଗେ ଠାକୁରଙ୍କ ବିଷୟରେ କିଛି କଥାବାର୍ତ୍ତା ହୁଅନ୍ତୁ। ବାସ୍ ହେଇଗଲା। ଆଉ ଧୀରେ ଧୀରେ ସିଏ କଣ କାମ ଲୋଭ ଅଛି କି କଣ ଅଛି, ସେ ତା ବାଟରେ ଥାଉ, ତାକୁ ଚିନ୍ତା କରନ୍ତୁ ନାହିଁ। ହେଲା। ଜୟଗୁରୁ। ଆଜ୍ଞା ଆଜ୍ଞା ଜୟଗୁରୁ ଆଜ୍ଞା। ଆଉ ଆମ ପରବର୍ତ୍ତୀ ଆମର ପ୍ରଶ୍ନକର୍ତ୍ତା ଅଛନ୍ତି ହୀନମଣ୍ଡଳ ଭାଇ, ମଣ୍ଡଳ ଭାଇ ଅଡିଓ ଖୋଲନ୍ତୁ। ମଣ୍ଡଳ ଭାଇ ହ୍ୟାଲୋ ହୀନମଣ୍ଡଳ। ହ୍ୟାଲୋ ପନ୍ତମାସି, ଟିକେ 10 ମିନିଟ୍ ଟିକେ କହୁଥାନ୍ତୁ, ମୁଁ ଟିକେ ଏଇଟା କରୁଛି। ଫୋନ ଟା ହଉ କଣ ହଉ ଇଏ ହେଇଗଲା, ହ୍ୟାଙ୍ଗ ହେଇଗଲା। ହଉ ଠିକ 10 ମିନିଟ୍, ଅଛି। ହଁ 10 ମିନିଟ୍। 10 ମିନିଟ୍, ହଉ ଠିକ ଅଛି। 10 ମିନିଟ୍ ଠିକ ଆସିବେ। ହଉ ଠିକ ଅଛି। ଦାଦା ଆପଣ, ଜୟଗୁରୁ। ହଁ ଜୟଗୁରୁ, କୁହନ୍ତୁ। ଦାଦା ମୋର ଗୋଟେ ପ୍ରଶ୍ନ ଥିଲା, ସମସ୍ତ ଦାଦା ମା ସମସ୍ତେ ଜୟଗୁରୁ। ହୁଁ ଦାଦା, ଜଣେ ଯଦି ଠାକୁରଙ୍କର ସାଧନା ଭୋଜନ କରୁଥାଏ, ଅବା ହୁଁ ତାର ମୃତ୍ୟୁ ହୋଇଯାଇଥାଏ, ତା ଆତ୍ମା କଣ କମ ବୟସରେ ସେ ଆତ୍ମା ପଳେଇଥାଏ ଦାଦା, କଣ ସେ ଶାନ୍ତି ପାଇପାରେ ଦାଦା? ମାନେ କଣ ହେଲା, ଠାକୁରଙ୍କ କାମ କରୁଥାଏ? ହଁ ଠାକୁରଙ୍କ କାମ ସେ କରୁଥାଏ, ଲେକିନ ତାର କମ ବୟସରେ ତାର ଅବା କୌଣସି ଗୋଟେ ରୋଗରେ ପଳେଇଥାଏ, ଅବା ରୋଗ ଇଏ ଶୋଗରେ ସେଇ ଶରୀରଟା ଯଦି ପଳେଇଥାଏ। ନାଇଁ ମୁଁ କଣ କହୁଛି, ରୋଗରେ ପଡି ନା ଏକ୍ସିଡେଣ୍ଟାଲି ଚାଲିଗଲା? ରୋଗରେ ପଡି ଆଜ୍ଞା। ରୋଗରେ ପଡିଗଲା, ହଁ, କଣ ହେଲା? ସେଇ ଆତ୍ମାର କଣ ଠାକୁରଙ୍କ ପାଖରେ ଶାନ୍ତି ପାଇପାରେ କି ସେ କଷ୍ଟ ପାଇପାରେ ଦାଦା? ହଁ ରୋଗରେ ପଡିକି ଗଲା। ତାର ଆଜ୍ଞା ବିଶେଷ କଣ ଭୋଗ ଥିଲା, ସେଇ ଭୋଗ ଅନୁସାରେ ସେ ତାର ରୋଗ ହେଲା। ବୁଝିଲେ କି? ତା ପାଇଁ ଭାବିବାର କଣ ଆଜ୍ଞା ଅଛି? ଦାଦା ହଁ, ଆଜ୍ଞା ତା ଦାଦା ପାଇଁ ଚିନ୍ତା କରିବାର ନାହିଁ। ଠାକୁର ସାଙ୍ଗେ ସେ ଲାଗି ରହିଥିଲା ନା। ଆଜ୍ଞା ଦାଦା ଆଉ ହଁ ଦାଦା କୁହନ୍ତୁ। ଜୟଗୁରୁ। ହଁ ଜୟଗୁରୁ, କୁହନ୍ତୁ। ଆଉ ଗୋଟେ କଥା ଦାଦା, ଜଣେ ହୁଁ ଯଦି ଠାକୁରଙ୍କ ପ୍ରତି ଠାକୁରଙ୍କର କାମରେ ବର୍ତ୍ତମାନ ଲାଗି ରହିଥାଏ, ଆଉ ଜଣେ ଯଦି ଗୋଟେ ସ୍ତ୍ରୀ ଯଦି ନ ଲାଗି ରହିଥାଏ, ତାର କଣ ସାର୍ଥକତା ଅଛି? ଦାଦା ଶୁଭୁନି ମୁଁ କହିବା? ନାଇଁ ଶୁଭୁନି, ହଁ କୁହନ୍ତୁ। ହଁ ସ୍ପଷ୍ଟ ହେଲାନି। ଦାଦା ଜଣେ ଯଦି ଇଷ୍ଟଙ୍କର କାମରେ ଲାଗି ରହିଥାଏ, ଆଉ ଜଣେ ଯଦି ଠାକୁରଙ୍କ କାମ ତାର ଗୋଟେ ଠାକୁରଙ୍କ କାମ ପ୍ରତି ଆଗ୍ରହ ନାହିଁ ତାର ଗୋଟେ, ତାହେଲେ ସେଇ ମଣିଷଟାର ବ୍ୟକ୍ତିତ୍ବ ଜୀବନଟା କେମିତି ହବ, ଆଉ ଆର ଜୀବନଟା କେମିତି ହବ? ଓହୋ, କମ୍ପେୟାର, ଠିକ ଅଛି। ଜଣେ ଠାକୁର କାମ କରୁନି, ସେ ତା କର୍ମ ଆଜ୍ଞା ଫଳ ଭୋଗିକିରି ଚାଲିଗଲା। ହେଲା, ମନେ କରନ୍ତୁ ଆଜ୍ଞା ସେ ଦାଦା ଅଧା ଆଜ୍ଞା ବାଟରେ ଦାଦା ଚାଲିଗଲା। ହଁ, ଆଜ୍ଞା ଠାକୁର ଦାଦା କାମ ସେ କରୁନି।
ତା ଆଜ୍ଞା କର୍ମ ଦାଦା ଫଳ ତାକୁ ଛାଡ଼ିଦେଲା, ସେ ଚାଲିଗଲା। କିନ୍ତୁ ଆଜ୍ଞା ଜଣେ ଦାଦା ଠାକୁର କାମ କରୁଥିଲା, ଆଉ ଆଜ୍ଞା ଜଣେ କରୁଥିଲା କିନ୍ତୁ ଚାଲିଗଲା। ହେଲା, ଆପଣଙ୍କ କଥା ଆଜ୍ଞା ହଉଛି ଏଇଆ। ଆଜ୍ଞା ଜଣେ ଆଜ୍ଞା କରୁଛି ଦାଦା ଚାଲିଗଲା, ଜଣେ ନ କରିକି ଆଜ୍ଞା ଚାଲିଗଲା। ତେଣୁ ଆଜ୍ଞା ଦି ଜଣଙ୍କର ଲାଇନ ଦି ପ୍ରକାର। ଯିଏ ଆଜ୍ଞା ଦାଦା କରିକି ଯାଉଥିଲା, କରି କରି ଚାଲିଥିଲା, ତାକୁ ମଣିଷ ଜନ୍ମ ଗ୍ୟାରେଣ୍ଟି ମିଳିବ। ଆଜ୍ଞା ଗ୍ୟାରେଣ୍ଟି ଦାଦା ତାକୁ ମଣିଷ ଜନ୍ମ ମିଳିବ, ଆଉ ସେ ଦୀର୍ଘାୟୁ ହେଇକି ଜନ୍ମ ହବ। ବୁଝିଲେ କି? ଆଜ୍ଞା ତାର ଆଜ୍ଞା ଦାଦା ଦେଖନ୍ତୁ ଗୋଟେ ଏମିତିଆ କଥା, ଅନେକ ଆଜ୍ଞା ପିଲାଙ୍କର ଜୀବନ ଅଛି, ସେ 10 ଥର ଜନ୍ମ ହେବେ ଆଉ 30 ବର୍ଷରେ ମରିବେ। ଅନେକଙ୍କର କର୍ମ ଆଜ୍ଞା ଏମିତି ଅଛି, ବହୁତ କର୍ମ ଫଳ ବିଚାର ଅଲଗା ଅଛି। ବୁଝିଲେ କି? କିନ୍ତୁ ଆଜ୍ଞା ସେ ଯୋଉ କର୍ମ ଫଳ ଥିଲା ଯେ 10 ଥର ଜନ୍ମ ହେବେ ଆଉ 30 ବର୍ଷରେ ମରିବେ, ଏ ଥରକରେ ଯୋଉ ଚାଲିଗଲେ, ଚାଲିଗଲା ପରେ ଆଉ ତାକୁ ସେ ଦଣ୍ଡ ମିଳିବ ନାହିଁ। ଆଜ୍ଞା ଦାଦା ଆଜ୍ଞା ଦାଦା ଠିକ କଥା ତାକୁ ପରବର୍ତ୍ତୀ ଜନ୍ମରେ ଆଉ ସେ ଅଧା ବୟସରେ ଯିବେ ନାହିଁ। ପୁଣି ସେ 10 ବର୍ଷ କି 20 ବର୍ଷ ଏକ୍ସଟେନସନରେ ଯିବେ, ଆଉ କୌଣସି ଘାଟି ଥିବ ଯଦି ଯିବେ। କିନ୍ତୁ ସେଇ ଯୋଉ 30 ବର୍ଷରେ ମରିଥିଲେ, ସେ ଆଉ 30 ବର୍ଷରେ ମରିବେ ନାହିଁ। ବୁଝିପାରିଲେ କି? ଆଜ୍ଞା ଦାଦା ଆଜ୍ଞା ଦାଦା ହଁ, କାହିଁକି ନା ସିଏ ଈଶ୍ୱରଙ୍କ ଠାରେ ଯୁକ୍ତ ଥିଲେ। ତେଣୁ ତାର ଯୋଉ ପାୱାରଟା, ଏ ଜନ୍ମର ଯୋଉ ପାୱାରଟା, ତାକୁ ଏକ୍ସଟେନସନ ଲାଇଫ କରିଦବ। ଏବଂ ମାଇନସ ଯୋଉଗୁଡାକ ଥିଲା କର୍ମ ଫଳ, ତାକୁ ମାଇନସ କରିଦବ। ତାକୁ ମାଇନସ କରିଦବ, ଆଉ ଆଗକୁ ମାରିଯିବ। କେମିତି? ମନେ କରନ୍ତୁ ଗୋଟେ ଲୋନ ଆପଣ କରିଥିଲେ, ସେ ଲୋନର ଫଳ ଅନୁସାରେ ଆପଣଙ୍କର କୋରିକି ହବା କଥା। ହଁ, କିନ୍ତୁ ଆପଣ କଣ କଲେ, ଲୋନ କ୍ଲିୟର କରିଦେଲେ, ଆପଣଙ୍କ ଆଉ କୋରିକି ହବ ନାହିଁ। ବୁଝିପାରିଲେ ନା ନାଇଁ? ତେଣୁ ସେ ଆଜ୍ଞା ଦାଦା ତାକୁ ଆଜ୍ଞା ଦାଦା ବୁଝିଲା ତାକୁ ଆଉ ସେ କର୍ମ ଫଳ ଭୋଗ କରିବାକୁ ପଡିବ ନାହିଁ। ସେ ଯୋଉ କର୍ମ ପାଇଁ ଚାଲି ଯାଇଥିଲେ, ସେ କର୍ମ ମାଇନସ ହେଇଗଲା, ଗଲା। ଅଦର କର୍ମ ଥିବ ଯଦି 10 ବର୍ଷ କି 15 ବର୍ଷରେ କି 20 ବର୍ଷରେ, ସିଏ ଆଉ ଅଲଗା କର୍ମର ଫଳ ସେଇଟା ଆସିବ। ଇଏ ଯଦି କଣ୍ଟିନ୍ୟୁ କରୁଥାନ୍ତି, ଠାକୁର ସାଙ୍ଗେ ଲାଗି ରହିଥାନ୍ତି, ସେ କର୍ମ ମଧ୍ୟ ଡେଇଁକି ପଳେଇବ। ସେ କର୍ମ ଫଳ ବି ଭୋଗ ନ ଆଜ୍ଞା ହେଇପାରେ, କହିହବନି। ତାର ସାଧନା ଯେମିତି ଥିବ, ତଦନୁଯାୟୀ ତା ଜୀବନଟା ବଦଳିଯିବ। ଆମର ମୁରଲୀ ଭାଇ କହୁଥିଲେ ଆୟୁଷ, ବଢିଆ ପ୍ରଶ୍ନ ପଚାରିଥିଲେ। ମୁରଲୀ ଭାଇ ଯୋଉ ପ୍ରଶ୍ନ କରିଥିଲେ, ସତ୍ସଙ୍ଗ କଲେ ଆୟୁ ବୃଦ୍ଧି হয়। ଆପଣଙ୍କର ପୂର୍ବ ଜନ୍ମ କର୍ମ ଅନୁସାରେ ମା ବାପାଙ୍କ ଔରସରେ ଜନ୍ମ ହେଲା ବେଳେ ଆପଣଙ୍କୁ 60 ବର୍ଷ ଆୟୁଷ ଦିଆଗଲା। ହେଲା, ଦେଖନ୍ତୁ, ସେ 60 ବର୍ଷ ନିର୍ଦ୍ଧାରିତ ହେଇଛି। ଆପଣ ଯଦି ଚୋରି, ମିଛ, ସତ, ଟାଉଟରି କରିବେ, 60 ବର୍ଷଟା ମଧ୍ୟ ଆପଣଙ୍କର 26 ବର୍ଷରେ ବା 36 ବର୍ଷରେ ଶେଷ କରିଦେଇପାରେ। ଆଜ୍ଞା ଆପଣଙ୍କ ଦାଦା ପାଖରେ 1000 ଟଙ୍କା ଦିଆହେଇଛି, ଆପଣ ଯଦି ମଦ ପିଇକି ଉଡେଇ ଦେଲେ, ଗୋଟାଏ ମୁହୂର୍ତ୍ତରେ ସରିଗଲା। ସେମିତି ଆୟୁଷ କ୍ଷୟ হয় କୋଉ କୋଉ କର୍ମ କଲେ। ଗୁରୁଜନକୁ ଗୋଇଠା ମାଇଲେ, ନିନ୍ଦା କଲେ, ଅପମାନ କଲେ, କୁଖାଦ୍ୟ ଖାଇଲେ, ଅନେକ କର୍ମ ଅଛି। এইଭଳିଆ ଗର୍ହିତ କର୍ମ ଗୁଡିକ କଲେ ଆୟୁଷ ତାର ମାଇନସ ହେଇଯାଏ। ଲୋକ ସହିପାରନ୍ତିନି, କହନ୍ତି ଏଭଳିଆ ଲୋକ କାହିଁକି ବଞ୍ଚିଛି, ଏତେ ଲୋକଙ୍କୁ କଷ୍ଟ ଦଉଛି, ଚୋରି ନାରୀ କରୁଛି, ଅମୁକ କରୁଛି, ଢମୁକ କରୁଛି। ପଞ୍ଚମୁଖୀ ହରି, 5 ଲୋକ ଯେତେବେଳେ ତା ନାଁରେ ବଦନାମ କରିବେ, ଏ ଲୋକଟା ଖରାପ ଲୋକଟା, ସେତେବେଳେ ସେ ଲୋକର ଆୟୁଷ କ୍ଷୟ 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 ହେଇ ଚାଲିଯିବ। ତାର 60 ବର୍ଷ ଆୟୁ, ସେ ବଞ୍ଚିଥାନ୍ତା, କିନ୍ତୁ ଏଇ ଜନ୍ମରେ ଯୋଉ କୁକର୍ମ କଲା, ମାଇନସ ହେଇଗଲା, ଗଲା। ଦ୍ୱିତୀୟ ପଏଣ୍ଟ, ଯିଏ ଆୟୁଷ ତାର 60 ବର୍ଷ, କିନ୍ତୁ ଏ କର୍ମ ସତ୍କର୍ମ ସାଧୁ ସଙ୍ଗ ଏମିତି କରି ଚାଲିଲା, 60 ଯାଇ 70 ହେଇ 75 ହେଇ 80 ବି ହେଇଗଲା, ଇଏ ଉପାର୍ଜନ କଲା। ଏ ଜନ୍ମରେ ଯୋଉ କର୍ମ କରିବ, ତା ପ୍ଲସ ହବ, ନହେଲେ ମାଇନସ ହବ। ମନେ ରହିଲା? ଏ ଜନ୍ମର କର୍ମ ଆଜ୍ଞା ଦାଦା ଆମ ଆୟୁଷକୁ ବଢେଇବ କିମ୍ବା କ୍ଷୟ କରେଇଦବ। ରାବଣ କେତେ ଯୁଗ ପାଇଁ ଆୟୁଷ ମାନେ ବର ପାଇଥିଲା, ବର ମଧ୍ୟ ଖଣ୍ଡିତ ହେଇଗଲା ନା ନାଇଁ? କେତେ ଜନ୍ମ ପାଇଁ, କେତେ ଯୁଗ ପାଇଁ ସେ ମାନେ ରଖିଥିଲା ପୁଣ୍ୟ କର୍ମ, ଏତେ ବର ବି ପାଇଥିଲା ସାଧନା କରିକିରି, କିନ୍ତୁ ସେଗୁଡାକ ବ୍ୟର୍ଥ ହେଇଗଲା। ବୁଝିଲେ କି? ମହାମାନି ଦୁର୍ଯ୍ୟୋଧନ ଆଜ୍ଞା ଲକ୍ଷ୍ମୀଙ୍କ ବଡ ପୁତ୍ର, ସେ ମଧ୍ୟ ବଞ୍ଚି ପାରିଲା ନାହିଁ। ଆପଣ ଏଇଥିରୁ ବୁଝିବେ ଆୟୁଷଟା କେତେ
सूक्ष्माति सूक्ष्म जिनिस कर्म को लेकिन आयुष स्टार्ट करिवो कर्म को आयुष ए कर्म अनुसार आयुष भी कटअप हबो तेणु आयुष आमे कहिदवा मु बंचीबी ए कथा कहले हबो नाही बुझिले जय गुरु दादा आउ जणे जणे कोन कहउथि कि जा हबो भाग्य रे जा लिखा है सेटा ही आमे भोगिबा आ कोन सेही कथाटा दादा जो कहउथि जण जण दादा सेटा निज दुर्बलता दादा शुणु भाग्यटा लेखा ହେଇଛି ମାନେ ପୂର୍ବ ଜନ୍ମ କର୍ମ ଅନୁସାରେ ନିର୍ଦ୍ଧାରିତ ହେଇଛି ଆପଣ ମନେ ରଖନ୍ତୁ ପୂର୍ବ ଜନ୍ମର କର୍ମ ଅନୁସାରେ ନିର୍ଦ୍ଧାରିତ ହେଇଛି କିନ୍ତୁ ଆପଣଙ୍କର ବହୁତ ଶସ୍ୟ ଉତ୍ପାଦନ ହବ ଆପଣ କଣ କହିଲେ ମୋର ତ ଅଛି ଆଉ ଶସ୍ୟ ଯୋଗ ମୋ ଲକ୍ଷେ କ୍ୱିଣ୍ଟାଲ ପାଇବି ଆଉ କିନ୍ତୁ ବିଲକୁ ଗଲେନି ଚାଷ କଲେନି ଆପଣଙ୍କର ମିଳିବ କି ମିଳିବ ନାହିଁ ନା 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 ବାସ୍ ଭାଗ୍ୟ ଭଜନ ସେବା ତା ପାଇଁ ଯାହା ଯାହା କରିବା ତା କରିବା ଭିତରେ ପାଇବାଟା হয় ନ କରିକି କେହି ପାଇନାହାନ୍ତି କି ପାଇପାରିବେ ନାହିଁ ହେଲା ଗଲା ପାଇବା କଣ ଗୋଟିଏ ଜିନିଷ ଆମର ଆଜି ଆଲୋଚନା ହଉଥିଲା ଯୋଉମାନେ ସାଧନ କରି 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 ଗଲେ କିନ୍ତୁ ଯୋଗଭ୍ରଷ୍ଟ ହେଇଗଲେ ସେମାନଙ୍କୁ ପୁନର୍ବାର ଭଲ ପରିବାରରେ ମାନେ ସାଧୁ ସନ୍ତଙ୍କ ପରିବାରରେ ଜନ୍ମଟା ମିଳିଯିବ ଜନ୍ମ ମିଳିକି ଯଦି କର୍ମ କରିବ ତାହେଲେ ତାର ପୂର୍ବ ସ୍ମୃତି ଫେରି ଆସିବ ପୂର୍ବ ସାଧନାର ବଳ ତାକୁ ବଳିୟାନ କରିବ ଯଦି ସେ ସୁଯୋଗ ପାଇକି ମଧ୍ୟ ସେମାନେ ଯଦି ପୁଣି ଭଗବତ ପରାୟଣ ନ ହେଲେ ତାହେଲେ ପୁଣି ତଳକୁ ତଳ ଯିବେ କର୍ମଚକ୍ର ଆଜ୍ଞା ଏଇଟା ଇଚ୍ଛା ଶକ୍ତି ଆପଣଙ୍କର ଆପଣ କଣ କରିବେ କୋଉ ପରିବାରରେ ଜନ୍ମ ହେଇଛନ୍ତି କଣ କରିବା କଥା ବୁଝି ବିଚାରି କାମ କରିବାକୁ ପଡିବ ତାହେଲେ ଆପଣ କୋଉ ସୁଯୋଗଟା ଆସୁଛି କୋଉଟା ସୁଯୋଗ କୋଉଟା ଦୁର୍ଯୋଗ ତାକୁ ବିଚାର କରିକି ସେଇ ବାଟରେ ଚାଲିବେ ଏଇଟା ବିଚାର କ୍ଷମତା ଇଚ୍ଛା ଶକ୍ତି ଆପଣଙ୍କର ଆପଣ ଯୋଉ ବାଟରେ ଯିବେ ଭଗବାନର ପଥ ନାହିଁ ତ ଶୈତାନର ପଥ ହେଲା ଆଜ୍ଞା ଆଜ୍ଞା ଜୟ ଗୁରୁ ଦାଦା ବହୁତ ସୁନ୍ଦର ଦାଦା ବହୁତ ସୁନ୍ଦର ବୁଝେଇଲେ ଦାଦା ସୁସ୍ଥ ରୁହନ୍ତୁ ଜୟ ଗୁରୁ ଠିକ ଅଛି ପରବର୍ତ୍ତୀ ଆମର ଅଛନ୍ତି ପ୍ରଶ୍ନକର୍ତ୍ତା ରୋଜାଲିନ ମା କଣ ଅଛି ପ୍ରଶ୍ନ କୁହନ୍ତୁ ରୋଜାଲିନ ମା ହ୍ୟାଲୋ ଆଜ୍ଞା ବିଜୟ ଦାଦା ହୁସିଆର ଅଛନ୍ତି କି ଲାଇନ ରେ ଆସିବେ ଆପଣ ଅଲଗା ପ୍ରଶ୍ନ ନଉଥାନ୍ତୁ ମୁଁ ତାଙ୍କୁ ଗୋଟେ ଆକ୍ଚୁଆଲି ପ୍ରଶ୍ନ ହଉ ପଚାରିବି ହଉ ଟିକେ ରୁହନ୍ତୁ ହଁ ଠିକ ଅଛି ବିଶ୍ୱମୋହନ ସାମଲ କୁହନ୍ତୁ ହ୍ୟାଲୋ ବିଶ୍ୱମୋହନ ସାମଲ ଜୟ ଗୁରୁ କହିବାର ପ୍ରଶ୍ନ ହେଲା ଆମର ଆକ୍ଚୁଆଲି ସାଧାରଣତଃ ପ୍ରବାଦ ଅଛି ଯେ ସ୍ତ୍ରୀର ସତୀତ୍ୱ ବଳରେ ଦରକାର ପଡ଼ିଲେ ସ୍ୱାମୀର ଜୀବନ ବି ରକ୍ଷା ହୁଏ ବା ତାର ଆୟୁ ବୃଦ୍ଧି ହେଇପାରେ ତାହେଲେ ବିବାହ ପରେ ସ୍ତ୍ରୀର ନେଗେଟିଭ ୱାର୍କ ପାଇଁ ମଧ୍ୟ ତାକୁ ମାନେ ସ୍ୱାମୀ ଉପରେ ଆଫେକ୍ଟ ହବ ସିଏ ବି ଭୋଗିବାକୁ ପଡିବ କି ବା ତାର ଜୀବନ ଉପରେ ବା ତାର ବି ଦରକାର ପଡ଼ିଲେ ଜୀବନ ବି ଯାଇପାରେ ଯଦି ଏଇଟା ସତ୍ୟ ଏଇଟା ବି ନହବ କାହିଁକି ହଁ ଶୁଣନ୍ତୁ ସ୍ତ୍ରୀର ପ୍ଲସ୍ ପଏଣ୍ଟ ଅଛି ମାଇନସ ପଏଣ୍ଟ ଅଛି ଆଜ୍ଞା କଣ ପ୍ଲସ୍ ପଏଣ୍ଟ ଯଦି ସେ ସତୀତ୍ୱ ବଳରେ ଠିକ ସ୍ୱାମୀଙ୍କୁ ଶାଶୁ ଶ୍ୱଶୁରଙ୍କୁ ସ୍ୱାମୀ ଶାଶୁ ଶ୍ୱଶୁର ଇଷ୍ଟନିଷ୍ଠ ହେଇ ଇଷ୍ଟ ଭାବାନୁଯାୟୀ ଇଷ୍ଟଙ୍କ ବିଧାନ ଅନୁଯାୟୀ ଯଦି ସ୍ୱାମୀ ସେବା କରୁଥାଏ ଶାଶୁ ଶ୍ୱଶୁର ସେବା କରୁଥାଏ ତାହେଲେ ତାର ସତୀତ୍ୱ ପରାକାଷ୍ଠା ରହିଲା ଷ୍ଟାଣ୍ଡ କରିବ ମନେ ରଖନ୍ତୁ ସତୀତ୍ୱ ଖାଲି ନା ସତୀତ୍ୱ ଏକ ସାଧାରଣ କଥା ନୁହେଁ ସତ୍ ଅଛି ସତ୍ ମାନେ ଅସ୍ତିତ୍ୱ ତାର ଅସ୍ତିତ୍ୱ କଣ ବହୁ ତାର ଅସ୍ତିତ୍ୱ ବିଦ୍ୟମାନତା ହଉଛି ଶାଶୁ ଶ୍ୱଶୁର ସ୍ୱାମୀ ଏଇ ତ୍ରିଭୁଜାକାର ଜୀବନ ଆଉ ଊର୍ଦ୍ଧ୍ୱରେ ରହିଲେ ଇଷ୍ଟ ନିଷ୍ଠ ହେବା ସହିତ ଯଦି ଶାଶୁ ଶ୍ୱଶୁର ସ୍ୱାମୀକୁ ପ୍ଲିଜ କରିପାରିଲା ବିଧାନ ଠାକୁରଙ୍କ ବିଧାନ ମାଫିକ ସତରେ ଏବଂ ସତରେ ସହାୟତା ହେଲା ସତ୍ କର୍ମରେ ଲିପ୍ତ ନିଜେ ରହିଲା ସତ୍ ଆଚରଣ କଲା ସଦାଚାରୀ ହେଲା ତାହେଲେ ତାର ସତୀତ୍ୱର ପରାକାଷ୍ଠା ସ୍ୱାମୀଙ୍କ ଉପରେ ପଡିବ ଯଦି ନହେଲା ତାର କୁପ୍ରଭାବ ପଡିବା କଥା ଯଦି କିନ୍ତୁ ସ୍ୱାମୀ ଇଷ୍ଟନିଷ୍ଠ ଥାଏ
से स्त्री अधीन नुहे से स्त्री को प्राधान्य दिए ना बापा माँ को प्राधान्य दिए से जदि स्त्री को प्राधान्य न देई विष्णु को प्राधान्य देई पितृमातृ सेवा परायण हेई चालू थाए ताहेले स्त्री रो कुप्रभाव ताकू प्रभावित करि परिबो नाही स्त्री रो कुप्रभाव सामयिक झटका दे पारे स्त्री रो कुकार्य कुकर्म कुभावना कु आचरण सामान्य झटका दे पारे किंतु जेहेतु स्वामी इष्टनिष्ठ रही एवं बापा माँ दायित्व विहित भाव नौची ताहेले से ये स्त्री रो जो खराब गुण गुड़िक खराब प्रभाव गुड़िक काटिकी इष्टनिष्ठ ही चलो ताकू यार प्रभाव पड़ो ना है बुझिपारे दादा से क्षेत्र में स्त्री भी परिवर्तन होगा बाध्य कि परमिता देहरु भी बाध्य यदि स्वामी इष्ट प्राण बाध्य शुणु बाध्य बाधकता नहीं स्वामी ट्राए टू बेस्ट चेष्टा करिवो स्त्री को भल बाटे नबा पाई शाशु शशुर ट्राए टू बेस्ट भल परामर्श देबे शाशु शशुर बहु को सुपरामर्श देबे स्वामी मध्य सुपरामर्श दब एवं प्रयोजन हेले बाहर गुरु भाई को सहायता नहीं माइंड वाश करेइबो बाध्य बाधकता नहीं एटा मनोराज्यर कथा इच्छा शक्तिर कथा से बुझीबा दरकार तार कर्तव्य कर्म कौन बहुटा बुझीब मोर शाशु शशुर को सेवा करबा दरकार ताकू को तू करू जबरदस्ती नहीं से कथा नुहे से बुझू तार एक नंबर कर्तव्य होची जेहेतु से बहु मो पुअर स्त्री से हेतु तार कर्तव्य होची शाशु शशुर को संतुष्ट करबा तांको सेवा करबा से भूल भी हो पारती ठाकुर को लेखा अच्छी नारी नीति रे से जदि भी भर्सना करती असत अनीति चलु था तथापि सेवारू विरत हवा उचित नुह यहीटा कर्तव्य दायित्व कहीं से बहु कर वंश को तार यहाँ तेणु एक कथा बुझेबा पड़ो द्वितीयत पति परमेश्वर स्वामी बिगड़ी पारे असंतुष्ट हो पारे चिड़चिड़ी हो पारे भूल बाट को जापे ताकू फेरइबा बाट को आनिबा श्रद्धा करवा ताकर सेवा करवा जत्न नवा किंतु निंदा करिपारिबे नाही असम्मान करिपारिबे नाही अमर्यादा करिपारिबे नाही मन भितरे ताको प्रति विद्वेष भाव आनी पारिबे नाही जदि आणंती तांकरी आत्माटा डाउनफॉल हबो से दीर्घायु होई पारिबे नाही तांको संतान संतति माने धर्मपरायण होई पारिबे नाही जदि बा हेबे भविष्यत रे मार जो सेवा करिया कथा करिबे नाही भर्सना करिबे निंदा करिबे तू माँ अयोग्य माँ तो भलिया माँ थाई कि जा न थाई ता इत्यादि कौन भी कौन कहि पारंती है ना एही हला कथा सबुर टर्म एंड कंडीशन रही किए को प्रकार हेले कौन हबो हला बाध्य बाधकता करी किसी धर्म करा जाई पारे ना से बुझिबा दरकार हृदबोध तार हवा दरकार से जो पोजिशन रे रही जो पोजिशन को पूर्ण पोस्ट एंड पोजिशन ए विषय सचेतन हवा दरकार तार जो जगटार को आसन दि जाइए से आसन मर्यादा कौन ता जदि से न बुझी पारला आ ताको बाध्य कर कौन हम किसी हेनी लाभ किसी हेनी दादा शस्त्र भर्सना बा जदि कौन ये जो जदि से तार अहंकार बसत से टॉलरेट न करि पारे से क्षेत्र में स्वामी कौन कर्तव्य तार जदि स्वामी भी बुझे सत्य जदि से न बुझे जदि तांको निंदा करिया को न पछताएनी पचाएनी ताल से क्षेत्र में स्वामी कौन करिया दरकार आ स्वामी को स्वामी दायित्व होची तुमे मते पाइचो स्त्री को कहया दरकार मो बापा हुए तो हाँ यही डायरेक्ट वारिठी मो बापा मोर कथा भल नहीं हाँ ठीक अच्छे मुझे बुझुची बापा जहाँ कहते एमती कहया कथा नुह ठीक अच्छे तथापि मते दुनिया को बापा आनी मु बापा को प्रशंसा करिपारिबिनी किंतु निंदा मध्य करिपारिबि नाही तेणु से सेवार योग्य सॉरी सेवार योग्य बापा माँ को माँ सेवा पाइबे बापा सेवा पाइबे ताकू सम्मान देवी ताको कथारे मु ग्रहण न करि पारे बस से कहउछन कहतु ता द्वारा मोर ग्रह कटिबो तेणु तुमर ग्रह कटि जाउची
ସେ ନା ଗାଳି କରିବା ଦ୍ଵାରା ସେଇଠୁ ତୁମର ଅନେକ ଗ୍ରହ କଟି ଯାଉଛି, ପାପର ସେଇଠି ପ୍ଲାଷ୍ଟିକ ହେଇଯାଉଛି। ଆଉ ସିଏ ଯଦି ସେଇଠି ଭୁଲ ମାନେ ଶୁଣନ୍ତୁ ଅନ୍ୟାୟରେ ଗାଳି କରୁଥିବେ ତା ଫଳ ସିଏ ପାଇବେ। ଆମର କଣ କରିବାର ଅଛି? ଆମେ ତା ପାଇଁ ଚିନ୍ତା କାହିଁ କରିବା? ହେଲା, ସେଠି ସେଇଠୁ ସେଇଠି ହଁ ନିଶ୍ଚିତ ସ୍ୱାମୀଙ୍କର ଗୋଟେ କୁହନ୍ତୁ। କର୍ତ୍ତବ୍ୟ ଅଛି। ହଁ ସ୍ୱାମୀଙ୍କର କୁହନ୍ତୁ। ସେଠି କର୍ତ୍ତବ୍ୟ ଅଛି ଯେ ସ୍ତ୍ରୀକୁ ଟିକେ ଇଷ୍ଟ ପ୍ରାଣ କରି ଯେ କେମିତି ଗଢି ଉଠିବେ, ଟିକେ ଜପ ଧ୍ୟାନ କରିବେ, ଠାକୁରଙ୍କ କଥା ଶୁଣିବେ, ଠାକୁର କେମିତି ତାଙ୍କ ପାରିବାରିକ ଜୀବନ ଚଳେଇଛନ୍ତି ସେଟା ବୁଝିବେ, ଜାଣିବେ, ତାହେଲେ ତାଙ୍କର ସହନ ଶକ୍ତି ଟା ବଢିବ ସ୍ତ୍ରୀଙ୍କର। ସେଇ ସ୍ତ୍ରୀଙ୍କ ସହନ ଶକ୍ତି ଟା ବଢିଲେ ଅହଙ୍କାର ଟା ମିଳେଇଯିବ। ତେଣୁ ସେଟାକୁ ଆମର କର୍ତ୍ତବ୍ୟ ହଉଛି ସ୍ତ୍ରୀ ଯେପରି ଇଷ୍ଟ ପ୍ରାଣା ହନ୍ତି ସେ ଦିଗରେ ମଧ୍ୟ ନଜର ରଖିବାଟା ହଉଛି ଆମର ମଧ୍ୟ ଉଚିତ। ଏଟା ହଉଛି କଥା। ଆଉ ଯଦି ସ୍ତ୍ରୀ ଯଦି ଇଷ୍ଟ ପ୍ରାଣା ହୁଅନ୍ତି ତାହେଲେ ଏଇ ଯୋଉ କଥା ଯୋଉ ସମସ୍ୟାଟା ଆସୁଛି ସେ ସମସ୍ୟାଟା ଆସ୍ତେ 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 ଅପସରି ଯିବ। ତେଣୁ ସ୍ତ୍ରୀଙ୍କୁ ଇଷ୍ଟ ପ୍ରାଣ କେମିତି ହେବେ ସେ ବିଷୟରେ ଟିକେ ଆପଣ ଚିନ୍ତା କରନ୍ତୁ। ଜୟଗୁରୁ। ଯୋଉ ଦାଦା ଦ୍ୱିତୀୟ ପ୍ରଶ୍ନ ହେଲା, ଆମେ ମାନେ ଜାଣୁ ଯେ ଆତ୍ମା ଦେହାନ୍ତ ପରେ ମାନେ କୌଣସି ଗୋଟେ ଶୁଣିଛୁ ଯେ ଗଛରେ ଥାଏ କି ଏଠି ଥାଏ। ସାଧାରଣତଃ ଆମର ସତ୍ସଙ୍ଗ ମାନେ କୁହାଯାଏ ଯେ ପରମ ପିତାଙ୍କ ଶ୍ରୀ ଚରଣରେ ସ୍ଥାନ ପାଏ। ତ ସେଇ କଥାଟା ଭଲ ଆତ୍ମାଟା କେମିତି ମାନେ ମୁଁ ବୁଝିପାରୁନି ଯେ ପରମ ପିତାଙ୍କ ଶ୍ରୀ ଚରଣରେ ମାନେ କେମିତି ଟିକେ ଟିକେ ଦୟାକରି ବିସ୍ତୃତ ଭାବରେ ବୁଝେଇଲେ। ଶ୍ରୀ ଚରଣରେ ମାନେ କଣ? ମାନେ ସେ ଆତ୍ମା ତ ଯେମିତି ଆମେ ଏବେ ଶାରୀରିକ ଭାବରେ ଏଠି ଏବେ ରହୁଛୁ, ଆଉ ଆମେ ଜାଣିପାରୁଛୁ ଯେ ଆତ୍ମାଟା ଗୋଟେ ଶରୀର ଭିତରେ ରହୁଛି, ସେମିତି ଦେହାନ୍ତ ପରେ ସେ କୋଉଠି ରହିବ? ମାନେ ପବନ ରହିବ, ଏଇ ବାୟୁମଣ୍ଡଳ ରହିବ, ନା ଉପରକୁ ପଳେଇବ, ନା କୋଉ ମାନେ କେମିତି ପରମିତା ଶୀଚଳରେ ରହିବ ଭଲ ଆତ୍ମାଟା? ସେଟା ଟିକେ କେମିତି ପ୍ରାକ୍ଟିକାଲି କେମିତି? ଆମେ ଯଦିଓ ପରମିତା ତ ସବୁଆଡେ ବିସ୍ତୃତ, ଜଳ ସ୍ଥଳ ବନଗିରି ଆକାଶ, ସେ ପରମିତାଙ୍କ ତ ଶ୍ରୀଚରଣ ମାନେ କୋଉଠି? ସେ କେମିତି ରହିବ? ସେ ଆକ୍ଚୁଆଲି କୋଉ ଜାଗାରେ? ସେଟା ଟିକେ କ୍ଲିୟରିଫାଇ କର। କଥାଟା ହଉଛି ଆତ୍ମା ଏ ଶବ୍ଦର ଅର୍ଥ ହଉଛି ସତତ ଗମନଶୀଳ ଯାହା ସେ ହଉଛି ଆତ୍ମା। ଆତ୍ମା କୌଣସି ଜାଗାରେ ଶରୀର ଛାଡିଲା ପରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଧରି ରହିପାରିବ ନାହିଁ। ସେ ରାଣ୍ଡମ ମୋସନ ତାର ହବ, ସେ ଘୁରି ବୁଲିବ। ରାଣ୍ଡମ ମୋସନ। ଆତ୍ମାର ଅର୍ଥ ହଉଛି ଯେ ସତତ ଗମନଶୀଳ ଯାହା ତାହା ହଉଛି ଆତ୍ମା। ସେ ସବୁବେଳେ ଗମନଶୀଳ ରହିବ, ଫ୍ରିକ୍ୱେଣ୍ଟଲି ତାର ମୁଭମେଣ୍ଟ ସବୁବେଳେ ରହିବ। କୌଣସି ଗଛ ଲତା ପତ୍ର ରହିବନି। ଗଛ ଲତା ପତ୍ର ପାଖକୁ ସେ ଯାଇପାରେ କିନ୍ତୁ ସେଠି ସେ ରହିବନି, ସେ ବସା ବାନ୍ଧିକି ରହିବନି। ଏଇଟା ହଉଛି କଥା। ଚରଣ ତଳେ ସ୍ଥାନ ପାଇବାର ଅର୍ଥ ହଉଛି ସେ ତାଙ୍କରି ପାଖକୁ ଯାଇ ତାଙ୍କୁ ନିତ୍ୟ ଦର୍ଶନ କରୁଥିବ। ଚରଣ ପାଖରେ ଆଉ କଣ ଯାଇକି ଚରଣ ଉପରେ ଯାଇ ବସିବ ନା କଣ? ସେ ତାଙ୍କୁ ନିତ୍ୟ ଦର୍ଶନ କରୁଥିବ। ଏ ବିଷୟରେ ମଧ୍ୟ ଜାତି ସ୍ମର ମାନଙ୍କର ମଧ୍ୟ ଅନୁଭୂତି ମଧ୍ୟ ରହିଛି। ସେ ନିତ୍ୟ ତାଙ୍କୁ ଦର୍ଶନ କରୁଥିବ। ଏଇଟା ହଉଛି କଥା। ଏଇଟା କଥା। ଆଉ ଚରଣ ମାନେ ନୁହେଁ ଯେ ତାଙ୍କ ଚରଣ ଉପରେ ଯାଇ ବସିବ ସେ ବା ସେଇଠି ରହିଥିବ, ନାହିଁ। ତା ମାନେ ସେଇଟା କୁହାହେଇନି। ଏଇଟା ହଉଛି କଥା। ଆତ୍ମା ସେ ଦାଦା ସେ ନିର୍ଦ୍ଦିଷ୍ଟ ଭାବରେ ଆପଣ ଯେମିତି କହିଲେ ଗୋଟେ ଶରୀର ଭିତରେ ମନେକର 50-60 ବର୍ଷ ଲୋକ ବଞ୍ଚିଲା, ତା ଭିତରେ ସେ ରହିଲା 50-60 ବର୍ଷ ପର୍ଯ୍ୟନ୍ତ। ସେଆ ଗୋଟେ ସ୍ପେସିଫିକ ହଁ ଭାବରେ ଶରୀର ଯିବା ପରେ ସେ କୋଉଠି ରହିଲା? ମାନେ ସେ ଯୋଉ ମୁଭମେଣ୍ଟଟା ହଉଛି କୋଉଠି, ରହିବନି। କେମିତି? ମାନେ ବାୟୁମଣ୍ଡଳରେ ବାୟୁମଣ୍ଡଳରେ ସେ ରାଣ୍ଡମ ଗୋଷ୍ଠୀ। ଆଉ ଆଉ ସେ ବାୟୁ ଶାସ୍ତ୍ରରେ ଅଛି ଆକାଶସ୍ଥ ନିରାଲମ୍ବ ବାୟୁଭୂତ ନିରାଶ୍ରୟ। ସେ ବାୟୁଭୂତ ହେଇକି ବୁଲୁଥିବ। ବାୟୁଭୂତ ମାନେ ବାୟୁମଣ୍ଡଳରେ ବାଷ୍ପାକାରରେ ବାୟୁଭୂତ ଆଚ୍ଛା ହିଁ ସେ। ଏଇଟା ହଉଛି କଥା। ସେ ଗୋଟାଏ ବାସ୍ କୌଣସି ଜାଗାରେ ରହିବ ନାହିଁ। ଆଉ ସେଇଟା ହଉଛି ଡିଫିକଲ୍ଟ ପିରିୟଡ। ଦାଦା ସେଇଟା ଗୋଟେ ବାୟୁ ଭଳିଆ, ଆତ୍ମା ତମର ଗୋଟେ ବାୟୁ ଭଳିଆ, ଆଉ ବାୟୁ। ସେ ବାୟୁ ଏରିଆ ଅଛି। ଅନେକ ଜାଗାରେ ଦେଖାଯାଏ, ଆପଣ ଦେଖିଥିବେ ଯେ ପ୍ରଶ୍ନ ହେଇଛି, ଯୋଉମାନେ ସବୁ ଜାତି ସ୍ମର ତାଙ୍କୁ ପ୍ରଶ୍ନ ହେଇଛି ଯେ ତୁମେ ତ ଗଲ ଆତ୍ମା ପାଖ ସବୁ ବୁଲୁଥିବେ, ତୁମେ ସବୁ କେମିତି ତାଙ୍କୁ ଦେଖିଲ? ନା ସେ ଗୋଟେ ଲାଇଟ୍ ବାଗିଆ ସବୁ ବୁଲୁଥିବେ, କ୍ୟାଣ୍ଡେଲ ଲାଇଟ୍ ବାଗିଆ ବୁଲୁଥିବେ। ଆପଣ ଦେଖନ୍ତୁନି ଯେ ଯୋଉ ଲୋକଟା ଚାଲିଯାଏ ତା ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଏ। ତାର ମାନେ କଣ? ତାର ମାନେଟା ହଉଛି ସେ ଲାଇଟ୍ ହିଁ ବୁଲିବ, ବାୟୁଭୂତ ହିଁ ବୁଲିବ, କିନ୍ତୁ ନିର୍ଦ୍ଦିଷ୍ଟ ଶରୀର ଯୋଉଠି ପାଇଛି ସେଇଠି ସେ ରହିଯାଏ। ଆଉ ନିର୍ଦ୍ଦିଷ୍ଟ ଶରୀର ନ ପାଇଲେ ସେ ରାଣ୍ଡମ ବୁଲିବ। ସେଇଥିପାଇଁ ଶାସ୍ତ୍ରରେ ଅଛି ଆକାଶସ୍ଥ ନିରାଲମ୍ବ ବାୟୁଭୂତ ନିରାଶ୍ରୟ। ନିରାଶ୍ରୟ ଭାବରେ ବାୟୁଭୂତ ହିଁ ବାୟୁରେ ବୁଲୁଥିବ। ଏଇଟା ହଉଛି କଥା। ଯେପର୍ଯ୍ୟନ୍ତ ସେ ତା ସ୍ଥାନ ଆଉ ନ ପାଇଛି।
ଆଉ ରାଣ୍ଡମ ସେ ଘୁରିଲେ ମଧ୍ୟ ସେ କ୍ଳାନ୍ତି ଅନୁଭବ କରିବନି, ମାନେ କଷ୍ଟ ତ କିଛି ଆସିବନି ବୁଲିଛୁ ବୋଲି। ତା ବୁଲିବାଟା ସେ ଗୋଟେ ପ୍ରୋସେସ, ଗୋଟେ କ୍ରିୟା ଚାଲିବ। ଏଟା ହଉଛି କଥା। ଦାଦା ସେତେବେଳେ ମଧ୍ୟ ସେଇ ନାମ ତାର ମନେ ଥାଏ କି କରୁଥାଏ ନାମ, ଏଇ ନାମ ଜଣେ ଯଦି ଉଚ୍ଚ ସ୍ତରର ସାଧକ ହେଇଥାଏ ଆଜ୍ଞା, ସେଇ ହଉଛି ଅସଲ କଥା। ହଁ ସେ ଆତ୍ମାଟା କିନ୍ତୁ ସେତେବେଳେ ନାମ କରୁଥାଏ କି? ଆମେ ଆମେ ଯେତେବେଳେ କହୁଛେ ତାଙ୍କ ଶ୍ରୀଚରଣରେ ସ୍ଥାନ ପାଇବା ମାନେ ହଉଛି ସେଇ ନାମଟା ଯଦି ସେ କରୁଥିବ, ହୁଁ ଭାଇବ୍ରେସନ ଟା ଯେ ନାମର ଭାଇବ୍ରେସନ ଥବ, ସେଇଟା ହଉଛି ଅସଲ କଥା। ଏଇଟା ହଉଛି କଥା। ଅନେକ ଆତ୍ମା କଥା ଆମେ ଶୁଣିଛେ, କହିଲେ ବସିଲେ ବହୁତ ସମୟ ଲାଗିବ। ଠାକୁରଙ୍କ ପାଖକୁ ଆସନ୍ତି, ଠାକୁରଙ୍କ ପାଖକୁ ଆସନ୍ତି, ଅନେକ ଆତ୍ମା ଆସନ୍ତି। ଥରେ ପାବନା ହିମାୟତପୁର ସତ୍ସଙ୍ଗ ଆଶ୍ରମରେ ଠାକୁର ବସିଛନ୍ତି। ଠାକୁର ଆଗୁ ଭକ୍ତ ମାନେ ବସିଛନ୍ତି, ଠାକୁର ଆଗକୁ ଚାହିଁକିରି କଥା କହୁଛନ୍ତି, ପୁଣି ମୁହଁ ବୁଲେଇ ପଛକୁ ଚାହୁଁଛନ୍ତି, ପୁଣି ଆଗକୁ ଚାହିଁ କଥାବାର୍ତ୍ତା କରୁଛନ୍ତି, ପୁଣି ମୁହଁ ବୁଲେଇ ପଛକୁ ଚାହୁଁଛନ୍ତି। କେଷ୍ଟଦା ପଚାରିଲେ, ଆପଣ ପଛକୁ ମୁହଁ ବୁଲେଇ କଣ ଦେଖୁଛନ୍ତି? ପଛ ତ କିଛି ନାହିଁ, କଣ ଦେଖୁଛନ୍ତି? ଠାକୁର କେଷ୍ଟଦାଙ୍କ ହାତଟାକୁ ଧରି ପକେଇଲେ। କେଷ୍ଟଦାଙ୍କ ହାତଟାକୁ ଧରି ପକେଇଲା ବେଳକୁ କେଷ୍ଟଦାଙ୍କୁ ଦେଖାଗଲା ଠାକୁରଙ୍କ ପଛରେ ଅସଦୀୟ ଆତ୍ମା ଗୁଡା ସବୁ କେତେ ଶହ ଶହ ସଂଖ୍ୟାରେ ଅଛନ୍ତି। ଏଇ ଯୋଉ ଆମେ ତାଙ୍କ ଶ୍ରୀଚରଣରେ ସ୍ଥାନ ପାଇବା ମାନେ ତାଙ୍କ ପାଖକୁ ଯିବା, ସେ ଯୋଉଠି ଥାନ୍ତି। ସେ ସାଧନାର କଥା, ତପସ୍ୟାର କଥା। ଏ ଗୋଟେ ଉଦାହରଣ ଟିକେ ବୁଝେଇବି। ମେଦିନୀପୁର ସତ୍ସଙ୍ଗ ଠାକୁରବାଡି ଆସିଥାନ୍ତି ଶ୍ରୀ ଶ୍ରୀ ବର୍ଦା, ସେତେ ମନ୍ଦିର ହେଇନି, ଘର ତିଆରି ହେଇଛି। ଶ୍ରୀ ଶ୍ରୀ ବର୍ଦା ଆସିଛନ୍ତି ମେଦିନୀପୁର ସତ୍ସଙ୍ଗ ଠାକୁରବାଡିକି ଆସିଛନ୍ତି। ମେଦିନୀପୁର ସତ୍ସଙ୍ଗ ଠାକୁରବାଡି ଆସିକିରି ପହଞ୍ଚୁ ପହଞ୍ଚୁ ବସୁ ବସୁ କହିଲେ, ଏତେ ଟୋପି ବାଲା ଲୋକ ଗୁଡା କଣ ବୁଲୁଛନ୍ତି? ଟୋପି ବାଲା କଣ ଏତେ? ସମସ୍ତେ ଆଶ୍ଚର୍ଯ୍ୟ ହେଲେ, କେହି ତ ଟୋପି ବାଲା ନାହାନ୍ତି। ବର୍ଦା ଆଉ କିଛି କହିଲେନି। ତାପରେ ସନ୍ଧାନ ନିଆଗଲା ଯେ ଅନେକ ବହୁ ବର୍ଷ ତଳେ ଏଇ ଜାଗାରେ, ବହୁ ବର୍ଷ ଗତିଗଲା, ଏଇ ଜାଗାରେ ଏକକାଳୀନ ଗୁଡାଏ ମୁସଲମାନ ପ୍ରାଣତ୍ୟାଗ କରିଥିଲେ କୌଣସି ଏକ ପ୍ରାକୃତିକ ଦୈବ ଯୋଉ। ଏଟା ପରେ ସନ୍ଧାନ କରିକିରି ଭକ୍ତମାନେ ସନ୍ଧାନ କଲେ। ବର୍ଦା ବେଶୀ କହିନାହାନ୍ତି କିଛି, ଖାଲି ଏତିକି କହିଥିଲେ। ତେଣୁ ସିଏ ଦର୍ଶନ କରିପାରନ୍ତି, ଆତ୍ମା ମାନଙ୍କୁ ସେ ଦେଖିପାରନ୍ତି, ଆତ୍ମା ମାନେ ତାଙ୍କୁ ଦର୍ଶନ କରିପାରନ୍ତି। ଯାହାକୁ ସେତିକି ସାଧନା ତପସ୍ୟା ଥବ ବା ଯାହା ଥବ, ଏ ଶ୍ରୀଚରଣରେ ସ୍ଥାନ ପାଇବା ମାନେ ନୁହେଁ ଯେ ତାଙ୍କ ଚରଣ ଉପରେ ଯାଇ ବସିବା। ଶ୍ରୀଚରଣରେ ସ୍ଥାନ ପାଇବା ମାନେ ତାଙ୍କ ପାଖକୁ ଯିବା। ଏଇଟା ହଉଛି କଥା। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ଗୋଟେ ଉଦାହରଣ ଟିକେ ବୁଝେଇଦେବି। ଜୟ ଗୁରୁ। ପ୍ରଶ୍ନ ଆଗଉ ପନ୍ତମା ସେ ପ୍ରଶ୍ନ ଆଗନ୍ତୁ। ହ୍ୟାଲୋ। ହଁ ଠିକ ଅଛି, ଠିକ ଅଛି। ବୁଝିପାରିଲ? ହଁ ତାଙ୍କର ସରିଛି। ଆଉ ରୋଜାଲିନ ମା ଅପେକ୍ଷା କରିଛନ୍ତି ଆପଣଙ୍କୁ। ରୋଜାଲିନ ହଁ ମା କଣ କୁହନ୍ତୁ କଣ? ପ୍ରଶ୍ନ ଅଛି କୁହନ୍ତୁ। ରୋଜାଲିନ ମା ଅପେକ୍ଷା କରିଛନ୍ତି, କୁହନ୍ତୁ। ରୋଜାଲିନ ମା ଅଡିଓ ଖୋଲନ୍ତୁ। ରୋଜାଲିନ ମା ଅଡିଓ ଖୋଲନ୍ତୁ। ହ୍ୟାଲୋ ରୋଜାଲିନ ମା, ଆଜ୍ଞା ଦାଦା ଜୟଗୁରୁ। ହଁ କହିଥିଲେ ଆପଣ ଅପେକ୍ଷା କରିଛନ୍ତି, ହୁସିଟା ଆସିଲେ କହିବେ ବୋଲି। କଣ କୁହନ୍ତୁ, କୁହନ୍ତୁ, ଆସିଲେଣି। ଆଜ୍ଞା ଜୟଗୁରୁ ଦାଦା। ଦାଦା ଯୋଉ ଆପଣ ଯାଜନରେ ଯୋଉ କହୁଥିଲେ ଆଜି, ଏଇ ଯୋଉ ମାନେ ମନ୍ତ୍ରୀଙ୍କ କଥା, ରାଜାଙ୍କ କଥା, ଆଉ ସେ ଯୋଉ ଜ୍ୟୋତିଷ ଯୋଉ ତାଙ୍କ କଥା କହୁଥିଲେ, ଯେ ସେ ହଁ ହଁ ଜ୍ୟୋତିଷ ଗଣନା କରିକି କହିଥିଲେ ଯେ ତାଙ୍କର ବୟସ 120 ବର୍ଷ ଅଛି, କିନ୍ତୁ ରାଜା ମନ୍ତ୍ରୀ କହିଲେ ଯେ ଏଇଟା କେମିତି ସମ୍ଭବ, ଯୋଉ କହିକି ତାଙ୍କର ଯୋଉ ବେକଟାକୁ କାଟି ଦେଇକି ଅଲଗା କରିଦେଲେ। ତ ସେଇଟା ମୁଁ ଟିକେ ବୁଝିପାରିଲିନି କଣ, କାହିଁକି ନା ଯେମିତି ସେ କହିଥିଲେ ଯଦି ତାଙ୍କର ସେଇଟା ସେଠି ସେ ଠିଆ ହେଇଥାନ୍ତେ କି କିଛି ଆକ୍ସିଡେଣ୍ଟାଲ କେସରେ ଆଇଦର ହାର୍ଟ ଚୋକ୍ କି କଣ ହେଲା, ସେ ଟଳି ପଡିଲେ କି ମରିଗଲେ, ତ ସେଇ କ୍ଷେତ୍ରରେ ତାଙ୍କ ଗଣନା ଟା ଭୁଲ ହେଲା, କାହିଁକି ନା ସେ ଯାହା କହିଥିଲେ ସେଇଟା ହେଲା। କିନ୍ତୁ ତାଙ୍କୁ ତ ଇଣ୍ଟେନସନାଲି ବେକଟାକୁ ହଣା ହେଇକି ମାରି ଦିଆଗଲା। ତ ଏଇଟା କେମିତି ରାଜା ଯୋଉ କହିଲେ ଯେ ତାଙ୍କ ନିଜ ସେ ଯାହା କହିଥିଲେ ତାଙ୍କ କଥାଟା ଭୁଲ ପ୍ରମାଣିତ ହେଲା ଗଣନା, ତ ଏଇଟା ମୁଁ ଟିକେ ବୁଝିପାରିଲିନି ଜିନିଷଟା। ତାଙ୍କ ଗଣନାଟା ଥାନ୍ତା ସେୟା, ତାଙ୍କ ଗଣନା ଥାନ୍ତା
ଯେ ମତେ ଜଣେ କେହି ଅସ୍ତ୍ରାଘାତରେ ମାରିବ ଯଦି ତାଙ୍କ ଗଣନା ଥାନ୍ତା ତାହେଲେ ସେ ବୁଝି ହେଇଥାନ୍ତା। ତାଙ୍କ ଗଣନା ସେଟା ତାଙ୍କ ଗଣନାଟା ହିଁ ଭୁଲ ଥିଲା, ତାଙ୍କ ଗଣନାଟା ହିଁ ଭୁଲ ଥିଲା। ତାପରେ ଜ୍ୟୋତିଷ ମାନେ ମରଣ କଥାକୁ ଯୋଉଟା କହନ୍ତି ଏତେ ବର୍ଷ ଆୟୁଷ ସେତେ ବର୍ଷ ଆୟୁଷ, ମୁଁ ଆକୁ ଆଦୌ ବିଶ୍ୱାସ କରେନି। ତାର କାରଣ ହଉଛି ଆୟୁଷ ଯାହା ନିର୍ଦ୍ଦିଷ୍ଟ ଅଛି। ତୁମେ ଜନ୍ମ କୁଣ୍ଡଳୀ ଦେଖିକି ତୁମେ ଗୋଟେ ଅନ୍ଦାଜ କରୁଛ, ଅନୁମାନ କରୁଛ ମାତ୍ର, ଏଇଟା ହଉଛି କଥା। ତ ଜ୍ୟୋତିଷ କଥା ଯେ ଠିକ ନୁହଁ, ମନ୍ତ୍ରୀ ସେଇଟାକୁ ପ୍ରମାଣିତ କରିବାକୁ ରାଜାଙ୍କ ଭିତରେ ଗୋଟେ ଆତ୍ମବିଶ୍ୱାସ ଫେରି ଆଣିବା ପାଇଁ ଏ ଗୋଟେ ଉପାଖ୍ୟାନ ମାତ୍ର, ଗୋଟେ ଗପ ମାତ୍ର। That's all। ଆଜ୍ଞା ବୁଝିଗଲା? ସେଇଟା ଆଜ୍ଞା ଆଜ୍ଞା ଦାଦା ବୁଝିପାରିଲି ମନ୍ତ୍ରୀ ବୁଝିପାରିଲି। ଯଦି ଜ୍ୟୋତିଷ ଠିକ ଗଣନା କରିଥାନ୍ତେ ସେ ତାଙ୍କ ଗଣନାରେ ତ କହିଥାନ୍ତେ ମୋର ଆୟୁଷ 120 ବର୍ଷ ଅଛି, ଏଟା ନିଶ୍ଚୟ, କିନ୍ତୁ ବାଟରେ ଯଦି କିଛି ଆକ୍ସିଡେଣ୍ଟ ହେଲା ମୁଁ କେତେବେଳେ ଚାଲିଯିବି ମୁଁ ଜାଣିନି, ତାହେଲେ ବୁଝାଯାନ୍ତା। ସେ ତ କହିଲେନି ତା, ଏଇଟା ହଉଛି କଥା। ଠିକ ଅଛି, ବୁଝିପାରିଲେ? ଗୋଟେ ଗଳ୍ପ। ଆଉ ଦ୍ୱିତୀୟ କଥା ଗୋଟେ ମୁଁ ଆଡ୍ କରୁଛି ଆଜ୍ଞା ଏଥିରେ, ଯେ ଯାହା କହିଲେ ଗଣନା ତାଙ୍କ ଭିତରେ କିଛି ତ୍ରୁଟି ଥିଲା। ଗଣନା ତ୍ରୁଟିର ନିଶ୍ଚୟ ଅଛି। ହଁ, ଗଣନା ତ୍ରୁଟି, ଗଣନା ସେ ପୂର୍ଣ୍ଣ ମାତ୍ରା ସେ କରିପାରି ନାହାନ୍ତି, ଏଇଟା ଗ୍ୟାରେଣ୍ଟି। କାହିଁକି? ଯଦି ତାଙ୍କର ମୃତ୍ୟୁ ଯୋଗ ନଥିଲା ତାହେଲେ ମନ୍ତ୍ରୀ ଉଠେଇଲା ବେଳେ ରାଜା କହିଲେ ହେ ଥାଉ ଥାଉ, ଇଏ କି କାମ କରୁଛ? ସେ ତ କିଛି ଅନ୍ୟାୟ କରିନାହାନ୍ତି, ଅଟକେଇଥାନ୍ତେ। ନାଇଁ, ତାହା ତାପରେ ବି ଆଉ ଗୋଟେ କଲେ କଥା, ନାହିଁ। ସେ ବି ସେଦିନ ଆସିନଥାନ୍ତେ, ହଁ ସେଦିନ ବାସ୍, ସେ ଡକରା ପାଇଥିଲେ ବି ଆସିବି ନଥାନ୍ତେ। ହଁ, କଣ ନା କଣ ହେଇଥାନ୍ତା। ତେଣୁ ତାଙ୍କର ଯୋଗ ମଧ୍ୟ ମୃତ୍ୟୁ ଯୋଗ ନିର୍ଦ୍ଧାରିତ ହେଇଥିଲା, ତେଣୁ ମୃତ୍ୟୁ ହେଲା, ବାସ୍ ସରିଲା। ଏଇଟା ହଉଛି କଥା। ତେଣୁ ସେ ତାଙ୍କ ଗଣନା ଅଭ୍ରାନ୍ତ ନୁହେଁ, ବୁଝିପାରିଲେ? ଗଲା। ଆଉ ଆଜ୍ଞା ଗୋଟେ କଥା, ହଠାତ୍ ମଧ୍ୟ କାହାକୁ ହତୋତ୍ସାହିତ କରି ଆଉ ବର୍ଷେ ରହିଲା କହିବା ଉଚିତ ମଧ୍ୟ ନୁହେଁ। ଏ କଥା ଆପଣ ମନେ ରଖିବେ। ମୁଁ ନିକଟରେ କୋଉଠି ଆଲୋଚନା କରୁଥିଲି, ଭରସା ଦିଅ, ଲୋକ ମରି ଯାଇପାରେ ଗୋଟେ ମିନିଟ ପରେ, କିନ୍ତୁ ନା ନା ତୁମେ ଅଜର ଅମର, ତୁମର ମୃତ୍ୟୁ ଏବେ ଆସିପାରିବ ନାହିଁ, ତୁମେ ଠାକୁର ଲାଗି ରୁହ। ଏଇ କଥାଟା ମୁଁ ମାନେ ଏକ୍ସପେରିମେଣ୍ଟ କରିଛି ମୋର ବିଳାସପୁରରେ। ଜଣେ ଗୋଟେ କୋଉଦିନ ବିଗିଡି ଗୋଟେ କହିଦେଲି, ଗୋଟେ ଚିଡଚିଡି ହେଇକି କହିଦେଇଛି କି କଣ, ଜମ ଆସିଲେ ମୋର ପରମିଶନ ନବ, କେତେ ବଡ କଥା। ଏଠୁ ସେ କଥା ତାକୁ ସିଏ ଏଠୁ ସବୁବେଳେ କହନ୍ତି, ମତେ ପଣ୍ଡିତ ପୁଅ କହିଛି, ମତେ ଡାକନ୍ତି ପଣ୍ଡିତ ପୁଅ। ପଣ୍ଡିତ ପୁଅ କହିଛନ୍ତି ଜମ ଆସିଲେ ତାଙ୍କ ଅନୁମତି ନବ, ସିଏ ଜାଣିବ ମୁଁ ମରିବି। ଏଇ କଥା ତାଙ୍କର ରହିଛି। ବୁଢୀ ହେଇଗଲେ, ମାନେ ପଡିଛନ୍ତି, ରୋଗରେ ପଡିଛନ୍ତି, କିନ୍ତୁ ମରୁନାହାନ୍ତି। ତାଙ୍କ ସ୍ୱାମୀ ଆସି ମତେ କହିଲେ ଆଜ୍ଞା କଣ କରିବା, ଆପଣ ଟିକେ ନଗଲେ ହବନି। ଆଉ କାହିଁକି ନା ସେ ବୁଢୀ ଯାଉନି, ଆଉ ବୁଢୀ ପ୍ରାଣ ଯାଉନି। ଆଉ ମୁଁ ଯାଇକି ତାଙ୍କ ମୁଣ୍ଡରେ ହାତ ମାରି ନାମ କରି ଗଲା ପରେ ଜାଣିପାରୁଛ ନା? ହଁ, ପଣ୍ଡିତ ଏମିତି କହିଲେ, ନାମ ମନେ ଅଛି ନା? ହଁ, ସେ କହିଲେ। ବୋଇଲେ ଠିକ ଅଛି, କହିଲି। ସେଠୁ ଚାଲିଗଲି ସାନ୍ତରାପୁରକୁ, ଆଉ ଗୋଟେ ଗାଁକୁ ପଳେଇଗଲି। ଆସିଲା ବେଳକୁ ତାଙ୍କ କୋକେଇ ବନ୍ଧା ହେଲାଣି। ତାଙ୍କର ଯୋଉ ବିଶ୍ୱାସ, ସେ ମୁଁ କହିଲି ତୁମେ ନାମ କରି ଚାଲ ମା, ତୁମେ ଆଉ କିଛି କର ନ କର, ସେ ବେଶୀ ପଢାପଢି କରିନାହାନ୍ତି। ମୁଁ ଠାକୁର ବିଶ୍ୱାସ କର, ସେ ପୁରୁଷୋତ୍ତମ ନାରାୟଣ ସ୍ୱୟଂ। ସେ ଯୋଉ ଦିନ ଦୀକ୍ଷା ନେଇଥିଲେ ସେଇଦିନ ଠାରୁ ଲାଗି ରହିଛନ୍ତି। ଇଷ୍ଟପତି ରାତି 4ଟାରେ ଉଠି କରିବେ। ମୋର କହିଲେ, ଆଉ କହିଲେ ମତେ ଟିକେ ଖାଲି କୁହ ମୁଁ ଆଗ ମରିବି। ମୁଁ ମରିବ ଆଉ କଣ ଅଛି, ମରିବା କଥା କାହିଁ ଚିନ୍ତା କରୁଛନ୍ତି? ଆଉ ତାହା ହିଁ ଘଟିଲା, ସେ ଆଗ ହିଁ ଗଲେ। ତେଣୁ ଯାହା ହଉ, ମୋର କହିବା କଥା, କେତୋଟି କଥା ବହୁତ ଆମ ଜୀବନ ବହୁତ ଜୀବନ କଥା ଘଟୁଛି। ସେ କଥା ମାଲିକ ଦୟାରେ କଣ କଣ ହେଇଯାଉଛି, ଆମେ ବି ବିସ୍ମିତ ହେଇଯାଉଛୁ, ଆମେ ବି ଆଶ୍ଚର୍ଯ୍ୟ ହଉଛୁ। ତେଣୁ ସେଥିପାଇଁ ଆମେ କହିବା ଗୋଟେ ବଦଳି ଦବୁ, ଅମୁକ କରିବୁ, ନାହିଁ, ସେଇଟା ନୁହେଁ। ଭରସା ସ୍ଥଳୀ ହୁଅ, ତୁମେ ଲୋକଙ୍କ ଭିତରେ ଗୋଟେ ଭରସା ଦେଇଦିଅ। ଡାକ୍ତର ମାନଙ୍କର ଦାୟିତ୍ୱ ହଉଛି ସମସ୍ତଙ୍କୁ ଭରସାଶୀଳ ଭାବେ ଭାଷା କହିବା କଥା। କେବେ ହେଲେ ଗୋଟେ ତୁ ଆଉ 15 ଦିନ ବଞ୍ଚିବୁ, ଅମୁକ, ସେଇଟା କନଫିଡେନ୍ସିଆଲି ଯଦିଓ କୁହାଯାଏ, ଯୋଉମାନେ ନିଜର ଲୋକ ତାଙ୍କୁ ଜଣେଇ ଦିଆଯାଏ, ଆଉ ବେଶୀ ନୁହେଁ, ବେଶୀ ଦିନ ଲୋକ ଟିକେ ବଞ୍ଚିବନି, ଏଇଟା କନଫିଡେନ୍ସିଆଲ, କିନ୍ତୁ କହିବା କଥା ନୁହେଁ। ରୋଗୀ ଯେମିତି ନ ଶୁଣିପାରେ, ନ ଜାଣିପାରେ, ତାର ଆଶା ଭରସା ରହୁ। ଆଶା ଭରସା ରହିଲେ ସେ ଲୋକ ବଞ୍ଚିବ, ଦୀର୍ଘାୟୁ ହବ।
ଦରକାର ପଡେ ସେ ଘାଟିଟାକୁ ବି ଟପି ଯାଇପାରେ, ବୁଝିପାରିଲେ? ତେଣୁ ଏଠି ଆଜ୍ଞା ଏଠି ଯୋଉ ସେ ପ୍ଲଟରେ ଏଇ ଯୋଉ ପ୍ଲଟ ଘଟିଲା ସେ ପ୍ଲଟରେ ତାର ମୃତ୍ୟୁ ଯୋଗ ନିର୍ଦ୍ଧାରିତ ଥିଲା। ସେ ରାଜାଙ୍କର ମୃତ୍ୟୁର କାରଣ ହେଇଥିଲା। ରାଜାଙ୍କୁ ହତାଶ, ମୁଁ ସେ ଗପ ବି ହେଇପାରେ, ତଥାପି ମୁଁ ତାର ନିର୍ଯାସ କହୁଛି। ସେ ରାଜାଙ୍କୁ ହତାଶା କରିଥିଲା। ରାଜା କର୍ତ୍ତବ୍ୟରୁ ଓହରିକି ସେ ମୃତ୍ୟୁ 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 ଚିନ୍ତା କରୁଥିଲେ। ଆରେ ମରିବା କାଲିକି ପର ମରିବା ଆଜି କଥାଟା ଘୋଡ଼ି ହବା, କେତେବେଳେ ମୃତ୍ୟୁ ଆସି ପହଞ୍ଚିଯିବ ତା କାମ ସରିବ, ଆମର ଭାବିବାର କଣ ଅଛି? ତାଙ୍କୁ ମୃତ୍ୟୁ ପାର କରିଦେବାର ଥିଲା। ଯେ ରାଜା ଆପଣ ଅମର, ଆପଣ ଅଜର, ତାଙ୍କୁ ଉତ୍ସାହିତ କରିବାର ଥିଲା। ସେ ନିରୁତ୍ସାହିତ କରି କର୍ମ ପ୍ରେରଣା ନ ଦେଇ କର୍ମ ପ୍ରେରଣାରୁ ନିବୃତ୍ତ କରେଇ ତାକୁ ମୃତ୍ୟୁକାମୀ କରେଇ ଦେଇଥିଲେ। ମୃତ୍ୟୁକାମୀ ତଜ୍ଜନିତ ପାପ ତାକୁ ଗ୍ରାସ କଲା, ଏଣୁ ସେ ମଲେ। ଆମେ ଯଦି କାହାକୁ ମରିବାର କାମ ବୁଝେଇଦବା, ଶିଖେଇଦବା, ତାହା ହିଁ ହବ ଆମ ମୃତ୍ୟୁର କାରଣ। ଏହା ହୁଏତ ଗୋଟେ ଗଳ୍ପ ହେଇପାରେ, ତାହା ମଧ୍ୟରେ ମଧ୍ୟ ଅନେକ ନିର୍ଯାସ ଅଛି ଯାହାକି ଆମ ପାଇଁ ଗ୍ରହଣୀୟ। ତେଣୁ ମନ୍ତ୍ରୀଙ୍କ ଠାରେ ଏଇ ଯୋଉ ବୁଦ୍ଧି ଆସିଲା, ସେ ବୁଦ୍ଧି ସଦ୍ବୁଦ୍ଧି ହେଲା। ସଦ୍ବୁଦ୍ଧି ରାଜାଙ୍କୁ ପଙ୍ଗୁ କରିଦେଲାଣି। ରାଜା ଥାଉ ଥାଉ ମଲା ଭଳିଆ ବଞ୍ଚୁଛନ୍ତି, ତାଙ୍କର ଉତ୍ସାହ ନାହିଁ, ଉଦ୍ଦୀପନା ନାହିଁ। ଏ କି କଥା? ମୃତ୍ୟୁ ତାର ଆସିବ ଆସିବ, ଯେତେବେଳେ ହବା କଥା ହବ, ହେଲା। ଯାହା ହଉ, ତେଣୁ ଆଉ ମା ବେଶୀ କିଛି କହୁନି, ତାରି ନିର୍ଯାସଟା କହିଲି। ଜୟଗୁରୁ। ହଉ, ଆଉ କଣ ଅଛି? ହଉ, ନେକ୍ସଟ ଅଛନ୍ତି ଆମର ଚିନ୍ମୟୀ ସାହୁ। ଚିନ୍ମୟୀ ସାହୁ, ହ୍ୟାଲୋ। ଚିନ୍ମୟୀ ସାହୁ, ଅଡିଓ ଖୋଲନ୍ତୁ। ଚିନ୍ମୟୀ ସାହୁ, ହ୍ୟାଲୋ। ଦାଦା ଜୟଗୁରୁ। ଦାଦା ଜୟଗୁରୁ। ଜୟଗୁରୁ କୁହନ୍ତୁ। ଦାଦା, ମୋର ପ୍ରଶ୍ନ ଥିଲା, ଯେମିତି କି ଆମେ ଜଣଙ୍କର ମୃତ୍ୟୁ ପରେ ଯୋଉ ଆମର ଶ୍ରାଦ୍ଧ କର୍ମ ଗୁଡା କରାଯାଏ, ତା ଭିତରେ ଗୋଟେ ଥିଲା ଯେ ଆମର ଯେମିତି ଗୋଟେ ବାଲି ରଖିକି 10 ଦିନ ଗୋଟେ ଦୀପ ଘୋଡେଇ ଦିଅନ୍ତି, ଆଉ ତାପରେ ବିଶ୍ୱାସ କରାଯାଏ ଯେ ଯୋଉ ଚିହ୍ନ ପଡିଥାଏ ପରେ ସେଇ ଆତ୍ମା ସେଇ ଜନ୍ମ ପୁଣି ହବ। ତ ଏଇଟା କେତେ ଦୂର ବିଶ୍ୱାସ ଯୋଗ୍ୟ ଦାଦା? ଆଉ ହୁସିଦା କୁହନ୍ତୁ। ସେମିତି ନାହିଁ କୋଉଠି, ସେମିତି ବାଲି ଉପରେ ଯୋଉ ଚିହ୍ନ ପଡିଯିବ, ଏ ଲୋକଟା ସେଇ ବାହାନରେ ଗଲା ବା ସେଇ ରାସ୍ତାରେ ଗଲା, ସେଇ ଜନ୍ମ ପାଇଲାନି। ବିଛା ବାଗିଆ ଦେଖାଯିବ କି ନେଉଳ ବାଗିଆ ଦେଖାଯିବ, ଆତ୍ମା କଣ ନେଉଳ ବିଛା ହବ ନା କଣ? ପୁରା ମଣିଷଟେ ଏଇଟା ନୁହେଁ। ସେ ଗୋଟେ ପ୍ରକାର ବିଶ୍ୱାସ ଗୋଟେ ଅଛି। ଲୋକ ସେମିତି ଗଲା, କିନ୍ତୁ ତା ଗୋଟେ ବିଶ୍ୱାସ, ଗୋଟେ ଯେତେବେଳେ ନିଆଁଟାକୁ ଯେତେବେଳେ ଆବଦ୍ଧ କରି ରଖା ହେଇଥିଲା, ତାକୁ ଯେତେବେଳେ ଘୋଡେଇ ଦିଆଗଲା, ସେଟା କଣ ହେଲା? ଆଜ୍ଞା, ନାଇଁ ସେଥିରୁ ତ ଚିହ୍ନଟା ହେଲା, ସାଇଣ୍ଟିଫିକାଲି ସେ ହେଲା। ଲୋକଙ୍କର ଯୋଉ ବିଶ୍ୱାସ ଅଛି, ଅଙ୍ଗାରକାମ୍ଳଟା ଫର୍ମେସନ ହେଇକି ଦୀପଟା ଲିଭିଗଲା, ଗୋଟେ ଚିହ୍ନଟା ହେଇଗଲା। ଆଜ୍ଞା, ଏଇଟା ସାଇଣ୍ଟିଫିକାଲି ସେ ଚିହ୍ନଟା ଯେମିତି ଚିହ୍ନ ହଉ, ଆଜ୍ଞା, ସେଇଟା ଗୋଟେ କିଛି କଥା ନୁହେଁ, ସେଇଟା ଲୋକାଚାର। ଲୋକାଚାର, ଅନ୍ଧବିଶ୍ୱାସ ପରିକା। ଅନ୍ଧବିଶ୍ୱାସ ପରିକା। ଆଜ୍ଞା ଦାଦା, ତାପରେ ଆମର ଜଣଙ୍କର ମୃତ୍ୟୁ ହେଲାର କେତେ ଦିନ ପରେ ବା କେତେ ପରେ ଆମେ ଯେମିତି ଅସ୍ଥି ନେଇକି ବିସର୍ଜନ କରିପାରିବା? ଯଥା ଶୀଘ୍ର ମାନେ ଧର ଯୋଉ ଦାଦା ଆମର ଯେମିତିକି ମୋ ଶ୍ୱଶୁରଙ୍କର ମୃତ୍ୟୁ ହେଇଛି ଏବଂ ତାଙ୍କର ଶୁଦ୍ଧ କର୍ମ ସରିଯାଇଛି, କିନ୍ତୁ କେତେ ଜଣ ମନା କଲେ ଯେ ନାଇଁ, ବର୍ଷିକିଆର ଫାଷ୍ଟ ପିଣ୍ଡଟା ତମେ ନିହାତି ଦବ, ତାପରେ ଯାଇକି ଅସ୍ଥି ନବ, ଏଇ ଟାଇପର କହିଲେ ତ? ନାଇଁ, ଏଇଠି ଆମର ପରମ ପୂଜ୍ୟପାତ ଶ୍ରୀ ଶ୍ରୀ ଦାଦାଙ୍କ ଦେହାନ୍ତ ପରେ ଆଜ୍ଞା, ପୂଜନୀୟ ଦୀକ୍ଷିତା ଚାରିଆଡେ ବୁଲିକି ବିଭିନ୍ନ ତୀର୍ଥ କ୍ଷେତ୍ରରେ ତାଙ୍କର ଅସ୍ଥି ଏବଂ ତାଙ୍କ ଚିତାଭସ୍ମକୁ ବିସର୍ଜନ କଲେ। ଆଜ୍ଞା। ତ ବର୍ଷକ ପରେ ତ ହେଇନି। ଦାଦା, ସେମାନେ କହିଲେ ଯଦି 11 ଦିନ ଭିତରେ ନଉଛ ନବ, ନହେଲେ ନାହିଁ ବର୍ଷକ ପରେ ନବ, ଏଇ ଟାଇପର। ତାଙ୍କର ବି 11 ଦିନ ଭିତରେ ବି ହେଇନି, ପରେ ହେଇଛି। ତେଣୁ ଯଥା ଶୀଘ୍ର ନେବାଟା ଭଲ, ବରଂ ବର୍ଷକ ଭିତରେ ସେ କାର୍ଯ୍ୟ ଶେଷ କରିବା ଉଚିତ। କାରଣ ବର୍ଷକ ପର୍ଯ୍ୟନ୍ତ ଯିଏ କ୍ରିୟା ଘଟାନ୍ତି, ତାଙ୍କ ପାଖରେ କାଳ ଶୌଚ ଥାଏ ବର୍ଷକ ପର୍ଯ୍ୟନ୍ତ। ତ ବର୍ଷକ ଭିତରେ ଯଦି ସେଟାକୁ କରିଦେବାଟା ଭଲ। ଆମେ ଅନେକ ସମୟରେ ନାନା ପ୍ରକାର କଥା କହୁ, ଯେମିତି ଆମର ଅସ୍ଥି ଯେ ବିସର୍ଜନ ଆମେ ଯାଇ କରଉ, ଯେ ଅସ୍ଥି ବିସର୍ଜନ କରିବେ ସେ ଲଣ୍ଡା ହେଇକି ସିଆଡୁ ଆସିବେ, ଆଜ୍ଞା, ହয়ନି?
ଆଜ୍ଞା ଲଣ୍ଡା ଦାଦା। ହବା କଥା ଲଣ୍ଡା କାହିଁ ହବ? ଲଣ୍ଡା ଥରେ ହେଇଛ, ତାଙ୍କର ଦଶ ଦିନ ପୁରା ଲଣ୍ଡା ଥରେ ହେଇଛ, ପୁଣି ଲଣ୍ଡା କେମିତି ହଉଥିବ ନା କଣ? ଏଇଟା ଆଜ୍ଞା ଗୋଟେ ଆଜ୍ଞା ଯେମିତି ଗୋଟେ ଧାରଣା ରହିଯାଇଛି ଅନେକଙ୍କର, ଆମେ ଲଣ୍ଡା ହଉ। ଲଣ୍ଡା କାହିଁ ହବ? ଏଟା କିଛି ନାହିଁ। ପରମ ପୂଜ୍ୟପାଦ ବିଞ୍ଚିଦା ବୁଲିକିରି ବହୁ ଜାଗାରେ ଶ୍ରୀ ଶ୍ରୀ ଦାଦାଙ୍କର ଚିତାଭସ୍ମ ଅସ୍ଥି ବିସର୍ଜନ କଲେ। ସେ କଣ ଲଣ୍ଡା ହେଇ ବୁଲୁଛନ୍ତି ନା କଣ? ଲଣ୍ଡା ହବା ସମୟଟା ହଉଛି ପୁତ୍ର ମାନଙ୍କର, ଲଣ୍ଡା ହବା ସମୟଟା ହଉଛି ଦଶାହ ଦିନ। ଯୋଉଦିନ ଦଶ କର୍ମ ସୂଚି ହୁଅନ୍ତି, ସେଇଦିନ ସୂଚି ହବା ପାଇଁ ଲଣ୍ଡା ମୁଣ୍ଡନ, ତାପରେ ନାହିଁ। ଆମର ଚାଲିଛି ଦେଖା ଶିଖା ସେ ତାଙ୍କର କରୁଛନ୍ତି, ଆମେ ସେୟା କରୁଛୁ, ଏଇଆ ଆଉ କଣ। ହଉ ମା ଆମେ ଆଜ୍ଞା ରହୁଛୁ, ଦାଦା। ଆଜ୍ଞା ଦାଦା। ବୁଝିପାରିଲେ? ଜୟ ଗୁରୁ, ଜୟ ଗୁରୁ। ଆଜ୍ଞା 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 ଦାଦା, ଧନ୍ୟବାଦ। ଜୟ ଗୁରୁ ଦାଦା। ନେକ୍ସଟ ସୁଚିତ୍ରା ମହାନ୍ତି, ନେକ୍ସଟ ସୁଚିତ୍ରା ମହାନ୍ତି। ହ୍ୟାଲୋ ସୁଚିତ୍ରା ମହାନ୍ତି, କଣ ପ୍ରଶ୍ନ ଅଛି କୁହନ୍ତୁ? ସୁଚିତ୍ରା ମହାନ୍ତି। ଆଜ୍ଞା ଦାଦା, ଜୟଗୁରୁ। ଜୟ ଗୁରୁ, ଜୟ ଗୁରୁ। ହଁ ଦାଦା, ଉପସ୍ଥିତ ସମସ୍ତଙ୍କୁ ଜୟଗୁରୁ। ଦାଦା, ଆମର ଏଇଠି ପାଖରେ ଜଣଙ୍କର ମାନେ ଆମର ସତ୍ସଙ୍ଗ ଚାଲିଥିଲା। ସେଇଠି ଜଣେ ମାନେ ବହୁତ ସେ ମାନେ ଭଲ କୀର୍ତ୍ତନ କରନ୍ତି। ଜଣେ କୀର୍ତ୍ତନ କରୁଥିଲେ, ସେଇ ଭାଇ ଯାଇକି ମାନେ ସେ ତ କୀର୍ତ୍ତନ ଭଲ ପାଆନ୍ତି, ତାଙ୍କ ସାଙ୍ଗରେ ସେଇଠି ବହୁତ ଜୋରେ କୀର୍ତ୍ତନ ପୁରା ମତୁଆଲା ହେଇକି କରୁଥିଲେ। ସେଇଠି ତାଙ୍କ ପ୍ରାଣବାୟୁ ଚାଲିଗଲା। ସେଇ ମାନେ ସତ୍ସଙ୍ଗରେ କୀର୍ତ୍ତନ କରୁଛନ୍ତି, ସାଙ୍ଗେ ସାଙ୍ଗେ ହାର୍ଟଚୋକ ହେଇଗଲା, ସେଇଠି ଗଳି ବି ତଳି ପଡିଲେ, ଜୀବନ ବି ଚାଲିଗଲା। ସେଇ ଯୋଉ ମୃତ୍ୟୁ ତାଙ୍କର ହେଲା, ସେଇଟା ମାନେ ତ ସେ ଠାକୁରଙ୍କ ସେ କୀର୍ତ୍ତନ ଭାବରେ ଥିଲେ। ସେଇ ଉପରେ ଦାଦା ଟିକେ କହିବେ, ସେଇ ମୃତ୍ୟୁ କଣ କେମିତି ମାନେ କେତେ ଦୂର କଣ ହେଲା ଦାଦା, ସେଇଟା ଟିକେ ହଉଛି। ସେ କୁହନ୍ତୁ। ମୃତ୍ୟୁଟା ଗୋଟେ ଆକ୍ସିଡେଣ୍ଟାଲ, କଣ ହଁ ବୁଝି ହଉଛି? ଆଜ୍ଞା ମୃତ୍ୟୁଟା ଦାଦା। ନିଶ୍ଚିତ ଆକ୍ସିଡେଣ୍ଟାଲ। ହଁ ହଁ, କିନ୍ତୁ ତଥାପି ଆମେ ତାକୁ ଗୋଟେ ବିଶ୍ୱାସ କରୁଛୁ ଯେ ଯାହା ଗୋଟେ ସତ କୀର୍ତ୍ତନ କରୁଥିଲେ, ଠାକୁର କୀର୍ତ୍ତନ କରୁଥିଲେ, ସେଇ ଭାବରେ ଯେତେବେଳେ ତାଙ୍କର ପ୍ରାଣଟା ଯାଇଛି, ସେଇ ଭାବଟା ନେଇକି ସେ ଯାଇଛନ୍ତି, ଗୋଟେ ଭଲ ଭାବ ସେ ନେଇକି ଯାଇଛନ୍ତି, ଏହା ନିଶ୍ଚିତ। ଏଇଟା ଆଉ ନିଶ୍ଚିତ। ଆଜ୍ଞା, ଆଉ ଦାଦା କେତେ ଜଣ କହିଲେ, ଯୋଉମାନେ ସତ୍ସଙ୍ଗ ଦୀକ୍ଷା ନେଇନାହାନ୍ତି, ସେମାନେ କହିଲେ ଠାକୁରଙ୍କ ପାଖରେ ତ ମୃତ୍ୟୁ ମାନେ ଯୋଉଠି ସତ୍ସଙ୍ଗ ହୁଏ, ଏଠି ମୃତ୍ୟୁ ଆସେନି। କେମିତି ତାଙ୍କର ମୃତ୍ୟୁ ହେଲା ଦାଦା? ସେଇଟା କଣ ଠିକ? ସେଇ ପ୍ରଶ୍ନ ଠିକ ନା କଣ ଦାଦା? ସେଇ ଉତ୍ତରରେ ଆମେ କଣ ଜାଣିବା? ମୃତ୍ୟୁ ଆସିବନି କାହିଁକି? କହିଲେ ଯୋଉଠି ଆଜ୍ଞା ମୃତ୍ୟୁ ଯାହାର ଯୋଉଠି ଯୋଉ ସମୟରେ ଯେମିତି ହବା କଥା, ତା ବିଧି ନିର୍ଦ୍ଦିଷ୍ଟ ଅଛି, ତା ହବ। ଠାକୁରଙ୍କ ସତ୍ସଙ୍ଗ ସେ ବସିଛି ବା କୀର୍ତ୍ତନ କରୁଛନ୍ତି, କିନ୍ତୁ ତାଙ୍କର ମୃତ୍ୟୁ ସମୟ ଆସି ଯାଇଛି, ତେଣୁ ତାର ମୃତ୍ୟୁ ହେଲା। ବରଂ ଭଲ ବାତାବରଣ ଭିତରେ ଗୋଟେ ଆଧ୍ୟାତ୍ମିକ ସରାଉଣ୍ଡିଂ ଭିତରେ, ଆଧ୍ୟାତ୍ମିକ ଆଟମୋସ୍ଫିୟର ଭିତରେ ତାଙ୍କ ମୃତ୍ୟୁ ହେଲା। ତେଣୁ ତାଙ୍କ ଆତ୍ମାଟା ଭଲ ଆତ୍ମା, ଭଲ ଜାଗାକୁ ଯିବ ନିଶ୍ଚୟ। ଆମେ ତାକୁ ଗୋଟେ ପଜିଟିଭ ଦିଗରେ ନ ଦେଖିକି ନେଗେଟିଭ କାହିଁ ଦବ? ଆଉ କଣ ସିଏ ଯଦି ଘରେ ଆସିଥାନ୍ତେ, ଶୋଇଥାନ୍ତେ, ଘୁଡୁ ଘୁଡୁ ହେଇଥାନ୍ତେ, କଫ ବାନ୍ତି କରିଥାନ୍ତେ ନା କଣ? ହୁଁ ହୁଁ ହଉ ଶୁଣନ୍ତୁ ମା, ଆଜ୍ଞା ଶୁଣନ୍ତୁ ସୁଚିତ୍ରା ମା, ଆଜ୍ଞା ସୁଚିତ୍ରା ଦାଦା ମା କୁହନ୍ତୁ। କଥା ଶୁଣନ୍ତୁ। ହଁ ତାଙ୍କର ଦେଖନ୍ତୁ, ଜଣେ ଲୋକ ଭଲ ଡ୍ୟୁଟି କରୁଥିଲା, ଚାକିରି କରିଛି, ଭଲ ଡ୍ୟୁଟି କରୁଥିଲା, ହଠାତ୍ ତାକୁ ପ୍ରମୋସନ ମିଳିଲା, ହଠାତ୍ ଆଜ୍ଞା ତାକୁ ଭଲ ପଦବୀ ମିଳିଗଲା, ଆସି ଅର୍ଡର ପହଞ୍ଚିଲା, ସେ ଏଠୁ ଟ୍ରାନ୍ସଫର ହେଇଗଲେ। ଆମେ ହଁ ଦେଖୁଛେ ଫିଜିକାଲଟା ଏଠୁ ସେ ଗଲେ, ଆଉ ଗୋଟେ ବହୁତ ଦୂର ଜାଗାକୁ ଗଲେ, ଏବଂ ସେଠି ସେ ବଡ ବଡ ଅଫିସର ପୋଷ୍ଟରେ ରହିଲେ, ହେଲା, ହଁ ହଁ ଦରମା ବଢିଗଲା, ବହୁତ ସୁଖ ସୌଭାଗ୍ୟ ପାଇଲେ। ହୁଁ ଏଠୁକୁ ଚାଲିଗଲେ ଆମ ଆଗରୁ, ଆମେ ଏଇଟା ଦେଖିପାରୁଛେ ବୋଲି, ଜାଣିପାରୁଛେ ବୋଲି ଭାବୁଛେ ଟ୍ରାନ୍ସଫରଟା ହେଲା। ସେମିତି ଈଶ୍ୱରଙ୍କ ଦରବାରରେ ଆତ୍ମା ଟ୍ରାନ୍ସଫର ହୁଏ। ହଁ ତାଙ୍କର ଯୋଉ ଭାବ ଭକ୍ତିରେ ଠାକୁର ପ୍ଲିଜ ଦେଇଗଲେ, ତାକୁ ଇମିଡିଏଟ ନେଲେ, ଏକ ସାଧୁ ପରିବାରରେ ଜନ୍ମ କରେଇଦେଲେ। ଇମିଡିଏଟ ହୁଁ ମୃତ୍ୟୁ ତାକୁ ଲାଗିଲା ନାହିଁ। ହଁ ବାକି ପିଛିଲାକେ ସେ ଏଠୁ ଗଲେ, ସେଠି ଇନ୍ କରିଗଲେ, ଆଉ ଗୋଟେ ଜାଗା, ଆଉ ଗୋଟେ ସୁନ୍ଦର ପରିବାର ଜନ୍ମ ହେଇଗଲେ। ଏଇଟା ଗ୍ୟାରେଣ୍ଟେଡ। କାହିଁକି? ଆଜ୍ଞା ସେ ଈଶ୍ୱର କଥାରେ ମନଟା, ମନ ପ୍ରାଣ, ଦେହ ମନ ପ୍ରାଣ ତିନିଟା ଜାଗା ଲଗେଇଥିଲେ, ଏଇଟା ଗ୍ୟାରେଣ୍ଟେଡ। ଏଥିରେ ହଲଚଲ ହୁଁ ନାହିଁ। ଆଜ୍ଞା ତାଙ୍କର ଦେହ ମନ ପ୍ରାଣ ଈଶ୍ୱରଙ୍କ ସାଙ୍ଗରେ ସଂଯୁକ୍ତ ରହିଥିଲା। ହୁଁ ମୃତ୍ୟୁ ଚିନ୍ତା ତାଙ୍କ ମୁଣ୍ଡକୁ ଆସିନାହିଁ, ମୃତ୍ୟୁ ଭୟ ଆସିନାହିଁ। ସେ ହଁ ମାନେ ପୁରା କଣ କହନ୍ତି, ସଜ୍ଞାନରେ
ମାଲିକ ସହିତ ଆଟାଚମେଣ୍ଟ ଏଇ ଯୋଗର ତ ହେଇକି ଯୋଗ ଭିତର ଦେଇ ସେ ପୁଣି ଯାଇକି ସେ ପହଞ୍ଚି ଗଲେ। ତେଣୁ ସେ ମୁକ୍ତ ପୁରୁଷ। ତାଙ୍କୁ ନିଶ୍ଚିତ ଭାବେ ଭଲ ଆମେ ସେ ବିଷୟ ଜାଣିପାରୁନେ ବୋଲି ନିର୍ବୋଧ ଆମେ ବୁଝିପାରୁନେ ବୋଲି ଆମେ କହୁଛେ ସେ କାହିଁକି ମରିଗଲା। ମୃତ୍ୟୁକୁ ପାର ଆରେ ମୃତ୍ୟୁ ପାର କରି ଯାଇଛି ସେ ଲୋକ। ଠାକୁର ଦରବାରରେ ମୃତ୍ୟୁ ନାହିଁ, ମୃତ୍ୟୁ ବିଜୟୀ ଅଭିଯାନ। ମୃତ୍ୟୁକୁ ମାର ମୃତ୍ୟୁକୁ ଅବଲୁପ୍ତ କର, ଏ ଅବଲୁପ୍ତ କରିଦେଇ ଗଲା ସେ ଲୋକ ମୃତ୍ୟୁକୁ ଅବଲୁପ୍ତ କରିଦେଇ ଯାଇଛି ତା ଜୀବନରେ। ତାକୁ ମୃତ୍ୟୁ ସ୍ପର୍ଶ କରି ନାହିଁ। ମନେ ରହିଲା? ଜୟଗୁରୁ। ଆଜ୍ଞା। ହଁ, ଆଉ ଗୋଟେ ଦାଦା ଏଇ ଯୋଉମାନଙ୍କର ଧର ଯୋଉ ଆମେ ଯୋଉ ଅସ୍ଥି ବିସର୍ଜନ କରୁଛେ, ଯୋଉମାନଙ୍କର ଅସ୍ଥି ଏମିତି ବର୍ଷ ବର୍ଷ ଧରି ଏମିତି ସେମାନେ ବିସର୍ଜନ କରନ୍ତି ନାହିଁ ରହେ, ସେଇଥିରେ ତାଙ୍କ ପରିବାରର ମାନେ କଣ କ୍ଷତି ହୁଏ ବା ଯାହାର କରାଯାଇନି ତାଙ୍କର କଣ ହୁଏ? ମାନେ ଏଇ ଉପରେ ଦାଦା କହେ ଯୋଉମାନେ କରନ୍ତିନି ବା ବହୁତ ବିଳମ୍ବ କରନ୍ତି ସେଇଟା କଣ ହୁଏ? ଆଜ୍ଞା ଦାଦା। ହର୍ଷିତା କୁହନ୍ତୁ। ଅସ୍ଥିଟା ପ୍ରକୃତରେ ବିସର୍ଜନ 10 ଦିନ ହେଇଥାଏ। ଦଶାହ ପର୍ବ ଯୋଉଦିନ ହଏ ସେଦିନ ଅସ୍ଥିକୁ ଯୋଉ ଅସ୍ଥିଟାକୁ ନିଆଯାଇକି ତୀର୍ଥକର୍ମ କରାହୋଇଥାଏ, ସେ ଅସ୍ଥିଟା ସେଇଦିନ ହିଁ ସର୍ବସୌଧିରେ ସ୍ନାନ କରାଯାଇ ମନ୍ତ୍ର ପାଠ କରାଯାଇ ଅସ୍ଥିଟାକୁ ବିସର୍ଜନ କରିଦିଆଯାଏ। ଏଟା ହଉଛି କଥା। ଆଉ ଯୋଉମାନେ ଦାଦା କରୁନାହାନ୍ତି ଧର ଯୋଉ ସେଥିରେ ପରିବାର କ୍ଷତି ତ ହବ। ଆରେ ଶୁଣନ୍ତୁ, ପଇସା ଆଜ୍ଞା ଅସ୍ଥିଟାକୁ କିନ୍ତୁ ଆମେ କଣ କରୁ, କୌଣସି ଏକ ତୀର୍ଥ ଜଳରେ ତାକୁ ବିସର୍ଜନ କରିବା ଏଇ ଲକ୍ଷ୍ୟ ନେଇକିରି ଆମେ କଣ କରୁ ନା ଅସ୍ଥିଟାକୁ ଆଣିକିରି ଆମେ ଗୋଟେ ସୁରକ୍ଷିତ ସ୍ଥାନରେ ରଖୁ ଏବଂ କେତେବେଳେ ତୀର୍ଥ ସ୍ଥାନକୁ ଯିବୁ ତ ଅସ୍ଥିଟାକୁ ନେଇକିରି ସେଇ ତୀର୍ଥ ଜଳରେ ବିସର୍ଜନ କରିବୁ। ଏଇଠି ଆମେ ଦେଖିଛୁ ଚିତ୍ରତୋଳା ନଦୀ ଏଠି ଆମର ଅଛି। ଏଠି ଚିତ୍ରତୋଳା ନଦୀ ପାଖରେ ଯୋଉମାନେ ତୀର୍ଥକର୍ମ ଦଶାହ କର୍ମ ଇତ୍ୟାଦି କରନ୍ତି ସେମାନେ ଘରକୁ ଅସ୍ଥି ଆଣନ୍ତି ନାହିଁ। ଚିତ୍ରତୋଳା ନଦୀ ଗୋଟେ ପୁଣ୍ୟ ନଦୀ, ସେଇଠି ସାଙ୍ଗେ ସାଙ୍ଗେ ଅସ୍ଥି ସେଇଠି ବିସର୍ଜନ କରିଦିଅନ୍ତି। ଆମେ ଘରକୁ ଆଣୁ, ଆମେ ନଈ ପୋଖରୀ ଆବର୍ଜନା ଗଡିଆ ଜାଗାରେ ଆମେ ତାକୁ ନଷ୍ଟ କରିବାକୁ ଚାହୁଁନା। ତେଣୁ ଆମେ କଣ କରୁ ନା ତାକୁ ଆଣି ଘରେ ସୁରକ୍ଷିତ କରି ରଖିଥାଉ। ଉପଯୁକ୍ତ ସମୟରେ ଆମେ ଯାଇକିରି ତୀର୍ଥ ସ୍ଥାନରେ ହିନ୍ଦୁ ତ ଆମେ ଆମ ହିନ୍ଦୁ ମାନଙ୍କର ବିଶ୍ୱାସ ଅଛି, ସେଇ ସ୍ଥାନରେ ଆମେ ଅସ୍ଥିକୁ ବିସର୍ଜନ କରୁ। ଏଟା ହଉଛି କଥା। ଅସ୍ଥି ବିସର୍ଜନ କିନ୍ତୁ ଆକ୍ଚୁଆଲି ମନ୍ତ୍ର ପାଠ କରାଯାଇକିରି ଦଶାହ କର୍ମ ଦିନ ହିଁ ଶେଷ ହେଇଯାଇଥାଏ। ଏଟା ହଉଛି କଥା। ଆମେ ବର୍ତ୍ତମାନ ତୀର୍ଥ ଜଳରେ ପକେଇଦେବା। ଆଜ୍ଞା ଦାଦା ଆଜ୍ଞା। ସେଇ ଅସ୍ଥି ଯଥା ଶୀଘ୍ର ଯଥାସ୍ଥାନରେ ହେଇଯିବାଟା ଭଲ। ହଁ ଦାଦା, ଏଇ ଯୋଉ ଆମର ଯୋଉ ଅସ୍ଥି ବିସର୍ଜନ ଉପରେ ସେଇ ମାନେ ଯୋଉମାନେ ବିଗତ ହେଇଯାଇଛନ୍ତି ତାଙ୍କର କଣ ପ୍ରଭାବ ରହେ ଏମାନେ ଆମ ଅସ୍ଥି ବିସର୍ଜନ ଉପରେ? ଅସ୍ଥି ବିସର୍ଜନ ଯଥାଶୀଘ୍ର କରିବା ଦରକାର। ପ୍ରଭାବ ଯଦି ରହିବ, ଯଦି ସେ ଗୋଟେ ଆସକ୍ତ ଲୋକ ହେଇଥିବ, ଅନାସକ୍ତର କିଛି ପ୍ରଭାବ ରହିବନି। ଯଦି ଆସକ୍ତ ଲୋକ ରହିଥିବ, ମଣିଷର ଆମ ଶରୀରଟା ଆମେ ଧାରଣ କରୁଛେ, ଆତ୍ମାର ଗୋଟେ ଶରୀର ପ୍ରତି ଗୋଟେ ଭାବ ରହିଛି। ତେଣୁ ଯଦି ଆସକ୍ତ ଲୋକ ହେଇଥିବ, ଅସ୍ଥିଟା ଯୋଉଠି ରହିଲା ସେ ବେଳେ ବେଳେ ତାକୁ ଦେଖୁଥିବ, ସେଟା ଉଚିତ ନୁହଁ। ଅସ୍ଥିଟା ଯଥାଶୀଘ୍ର ବିସର୍ଜନ କରିବାଟା ଉଚିତ। କାରଣ ଅସ୍ଥି ଗୋଟେ ପାର୍ଟ ଅଫ ଦି ବଡି, ତେଣୁ ତାକୁ ଯଥାଶୀଘ୍ର ବିସର୍ଜନ କରିବାଟା ଉଚିତ। କାରଣ କାଳେ ସେ ଆତ୍ମା ଅତି ମାତ୍ରାରେ ଆସକ୍ତ ହେଇକି ଆସି ତାକୁ ଦେଖୁଥିବ। ଯେମିତି ପୁଅ ଝିଅ କଣ କରୁଛନ୍ତି, ମୋ ଘର କରିଥିଲି କଣ କରିଥିଲି, ଘରଟା ଅଧା କରିଛି ହେଲା କି ନହେଲା, ଏଇଟା ଆସକ୍ତ ବ୍ୟକ୍ତିର ଲକ୍ଷଣ। ଆସକ୍ତ ନହବାଟା ଭଲ। ଆଜ୍ଞା ଦାଦା ଆଜ୍ଞା। କ୍ଷତି କିଛି କରିବେନି ସେ, କ୍ଷତି କାହିଁ କରିବେ? ହଁ ନାଇଁ, ଆମର ସିଏ ପିତୃପୁରୁଷ କ୍ଷତି ଯଦି ହେଇଥିବେ, ଆମର ନିଜ ଲୋକ, ନାଇଁ ମୁଁ ଆମ କହିଲି ମନ ଭିତରେ ସାଇକୋଲୋଜିକାଲ ଗୋଟେ ଡିପ୍ରେସନ ଆସିବ। ଆରେ ଆମ ମନରେ ଗୋଟେ ସାଇକୋଲୋଜିକାଲ ଡିପ୍ରେସନ ଆସେ କଣ, ମୋର ବାପାଙ୍କର କି ମୋ ମାଙ୍କର ଅସ୍ଥିଟା କେତେ ଦିନ ରହିଲା, ତା ବିସର୍ଜନ ହେଲାନି, ମୁଁ ତାକୁ ପକେଇ ପାରିଲିନି, ଗୋଟେ ସାଇକୋଲୋଜିକାଲ ଡିପ୍ରେସନ ଆମେ ଆସିଯାଏ। କିନ୍ତୁ ସେମାନେ କିଛି କ୍ଷତି କରିବେ ନାହିଁ। ନୋ। ଆଜ୍ଞା ଦାଦା ଆଜ୍ଞା। ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ ଦାଦା, ଜୟ ଗୁରୁ।
ମା ଆଉ ସମୟ ନାହିଁ ମା ଟିକେ ଆମକୁ ଇଏ କରନ୍ତୁ ଆହୁରି ବହୁତ ଭାଇ ମା ମାନେ ଅଛନ୍ତି ପ୍ରଣତି ଆଜ୍ଞା ସାହୁ ଦାଦା ଆଜ୍ଞା ସଇଲା ସେତିକି ହଁ ଜୟ ହଁ ପ୍ରଣତି ସାହୁ ଅଡିଓ ଖୋଲନ୍ତୁ ପ୍ରଣତି ସାହୁ କୁହନ୍ତୁ ପ୍ରଣତି ହଁ ସାହୁ ହଁ ଜୟଗୁରୁ ଜୟ ଗୁରୁ ଦାଦା। ହଁ କୁହନ୍ତୁ ଦାଦା ମୋର ପ୍ରଶ୍ନ ଥିଲା ଯେ ଆମେ ତ ବାହାଘର ଆଗରୁ ମୋର ସ୍ୱାମୀଙ୍କର ସେ ଦୀକ୍ଷା ନେଇଥିଲେ ଆଉ ତାପରେ ସେ ସବୁଥିରେ ମୋଠୁ ଉଚ୍ଚରେ କିନ୍ତୁ ଚାକିରି କରିଥିଲେ ମୁଁ ଗୋଟେ ହାଉସ ୱାଇଫ ତାଙ୍କର ଗୁଣ ତାଙ୍କ ଘର ସମ୍ପତ୍ତି ସବୁଥିରେ ଉଚ୍ଚରେ କିନ୍ତୁ ବାହାଘର ପରେ ମୋର କାହିଁକି ମୁଁ ଆଧ୍ୟାତ୍ମିକ ଆଗରେ ବେଶୀ ଗଲି ମୁଁ ଦୀକ୍ଷା ନେଲି ସ୍ୱସ୍ତିନୀ ନେଲି ସେ ଛାଡି ଦେଇଥିଲେ ତାପରେ ସେ ଦୀକ୍ଷାଟାକୁ ଆଗକୁ ବଢେଇଲେ କିନ୍ତୁ ସେତେ ଆଧ୍ୟାତ୍ମିକ ତାଙ୍କର ଉନ୍ନତି ହେଇପାରୁନି କାହିଁକି ମୋର ଭୁଲ ରହୁଛି କି ତାଙ୍କର କଣ ଭୁଲ ରହୁଛି ଦୟାକରି ଟିକେ କହିଦେବେ। ଗୁରୁଜୀ କୁହନ୍ତୁ ହ୍ୟାଲୋ ଦେଖନ୍ତୁ ସେ ଯାହା ହୁଅନ୍ତୁ ନା କାହିଁକି ଆଜ୍ଞା ଆପଣ ହଁ କୁହନ୍ତୁ ଆପଣ ଯଦି ଅଗ୍ରଗତି କରିଛନ୍ତି ବୋଲି ଜାଣୁଛନ୍ତି ସେଟା ଭଲ କଥା ଆଜ୍ଞା ଏଇଟା ଭଲ କଥା ଆଉ ତାଙ୍କର ଯୋଉ ଅଗ୍ରଗତି ନ ଘଟୁଛି ତାଙ୍କର କର୍ମଟା ସେ ଠିକରେ କରୁନାହାନ୍ତି ତା ଅଗ୍ରଗତିଟା ହଉନି ତାଙ୍କୁ ଆପଣ ପ୍ରେରଣା ଦେବେ ଅଗ୍ରଗତି କେମିତି ହବ ସେ କରିବେ ଆଉ କଣ ହଁ ତାଙ୍କର ପ୍ରେରଣା ପାଇକି ମୁଁ ବଢି ଯାଉଛି କିନ୍ତୁ ସେ ମୋଠୁ ଉଚ୍ଚରେ ସବୁଥିରେ ଉଚ୍ଚରେ ଥିଲେ ଜ୍ଞାନ ଗାରିମା ଦୀକ୍ଷା ବି ଆଗ ନେଇଥିଲେ ମୁଁ ତ ନେଇ ନଥିଲି ବାହା ହେଇଥିଲି କଥାଟା ଶୁଣନ୍ତୁ ଟିକେ ରହୁଛନ୍ତି ଦୁଃଖ ତାଙ୍କ ପ୍ରାକ୍ଟିସ ଟା ରହୁନି ଆଜ୍ଞା ତାଙ୍କ ପ୍ରାକ୍ଟିସ ଟା ରହୁନି ଆପଣ ପ୍ରାକ୍ଟିସ ରହିଲେ ଆପଣଙ୍କର ସେଇଟା ହଉଛି ଆଜ୍ଞା କଥା ଆଜ୍ଞା ତାଙ୍କ ହଁ ପ୍ରାକ୍ଟିସ ଟା ରହୁନି ହଁ ସତ୍ସଙ୍ଗକୁ ଯାଆନ୍ତୁ ସାଧୁ ସଂଘ କରନ୍ତୁ ଆଜ୍ଞା ଆଚାର୍ଯ୍ୟଙ୍କୁ ଦର୍ଶନ କରନ୍ତୁ ହଁ କଲେଣି ନିଶ୍ଚୟ ଦର୍ଶନ କଲେଣି କଥା ଲାଗିକି ବି ଆସନ୍ତି କିନ୍ତୁ ତୁଳନା ମୁଁ କଲା ବେଳକୁ ମୋର ଯେତିକି ହଉଛି ମୁଁ ତୁଳନା ତାଙ୍କ କଥା ନାଇଁ ଆପଣ ତୁଳନା କାହିଁ କରୁଛନ୍ତି ଆଜ୍ଞା ହଁ ହଁ ତୁଳନା କାହିଁ କରୁଛନ୍ତି କଣ ଆମର ଆସିକି ଫାଷ୍ଟ ସେକେଣ୍ଡ ହବ ନା କଣ ଆଜ୍ଞା ଦେଖନ୍ତୁ ହଁ ଦେଖନ୍ତୁ ତାଙ୍କର ଆଧାର ଅଛି ସେ ଧ୍ୟାନ ଟା ଆଜ୍ଞା କଲେ ସେ ହଁ ଆହୁରି ବଢିବ ତାଙ୍କ ସବୁ ଦିଗରେ ଅଛି ହଁ ଆଧ୍ୟାତ୍ମିକ ଦିଗରେ ଏତେଟା ନଥିଲା ଗୋଟେ ଲୋକର ବହୁମୁଖୀ ଯୋଜନା ଯୋଉ ଲୋକ କରୁଥାଏ ତାର ସବୁଆଡେ ହୁଏତ ଥାଏ ଗୋଟେ ଗୋଟେ ଜାଗାରେ ଉଇକି ରହିଯାଇଥାଏ ତେଣୁ ଏ ପଏଣ୍ଟ ଟା ଉଇକି ତାଙ୍କର ରହିଛି ଆଧ୍ୟାତ୍ମିକ ସେ ସ୍ୱୀକାର କରନ୍ତି ହୁଁ ଧର୍ମକୁ ମାନନ୍ତି ତାଙ୍କର ହୁଁ ଏସବୁ ବିଷୟରେ ସବୁ ଠିକ ଅଛି ପଜିଟିଭ ଅଛି କିନ୍ତୁ ହୁଁ ପ୍ରୋଗ୍ରେସିଭ ନାହିଁ ହଁ ତେଣୁ ହୁଁ ସତ୍ସଙ୍ଗକୁ ଯିବେ ଏଇ ହୁଁ ଦିଗରେ ଭାବଟା ବଢି ବଢି ଯିବ ହୁଁ ତାଙ୍କର ଭାବ ଦରକାର ସେ ଅଲଗା ଜାଗାରେ ବିଭିନ୍ନ ଜାଗାରେ ଭାବ ଲଗେଇଛନ୍ତି ଏ ଜାଗାରେ ଭାବ ଟିକେ କମ ଅଛି ହେଇ ଉଠିବାର ଭାବ ଭାବଟା ହଉଛି ହେଇ ଉଠିବାର ଚିନ୍ତାଧାରା ପ୍ରେରଣା ମାନେ ଭିତରେ ଗୋଟେ ସମ୍ବେଗ ସୃଷ୍ଟି ହବ ହେଲା ତେଣୁ ସିଏ ଗଲେ ଠାକୁରଙ୍କ ଠେଇ ଲାଗି ରହିବ ମନ ଆଉ ଧ୍ୟେୟଙ୍କ ସାଙ୍ଗରେ ଲାଗି ରହିଲେ ତା ଧ୍ୟାନ ଗ୍ରହଣ କ୍ଷମତା ବଢେଇ ଦବ ଏବଂ ଗ୍ରହଣ କ୍ଷମତା ମାନେ ତାଙ୍କର କଣ ଆଧାର ଟା ବଡ ହେଇଯିବ ଆଜ୍ଞା ଆଧ୍ୟାତ୍ମିକ ଚେତନାର ଆଧାର ଟା ବଡ ହେଇଗଲେ ସେ ବହୁତ କାମ କରିପାରିବେ ଆଜ୍ଞା ହୁଁ ଏଭଳି ଭାବ ତାଙ୍କ ଭିତରେ ଅଛି ହବାର ସମ୍ଭାବନା ଅଛି ତାଙ୍କୁ ବାରମ୍ବାର ସତ୍ସଙ୍ଗ ନିଅନ୍ତୁ କୌଣସି ପ୍ରକାରେ ବୁଝେଇ ସୁଝେଇ ନିଅନ୍ତୁ ଏ ଶୁଣନ୍ତୁ ହୁଁ ସତ୍ସଙ୍ଗରେ ଆସି ଘରେ ଆଲୋଚନା କରନ୍ତୁ ଆଜି ସେ ଭାଇ କହିଲେ କଣ ଟେ କହିଲେ ଜାଣିଥିବେ କିନ୍ତୁ ନ ହୁଁ ଜାଣିଲା ଭଳିଆ କହିବେ ସେ କଥା କଣ କହିଲେ ଟିକେ ମତେ ଟିକେ ମନେ ପକେଇଦେଲ ବଢିଆ କଥା ତ କହୁଥିଲେ ମତେ ଭଲ ଲାଗୁଥିଲା ଭୁଲିଗଲି ହୁଁ ସିଏ ଯେତେବେଳେ କହିବେ ସିଏ ପ୍ରେରଣା ପାଇବେ ଆପଣଙ୍କୁ ମଧ୍ୟ ରିକଲ କରେଇ ଦିଆଯିବ ଆପଣ ଦେଖିବେ ମାନେ ତାଙ୍କ ଭିତରେ ଆହୁରି ଭାବଟା ଆହୁରି ବଢି ବଢି ଯାଉଛି ମାନେ ଚର୍ବିତ ଚର୍ମଣ ଖାଇବ ତା ଯେ ଗାଈ ଗୋରୁ ସବୁ ଖାଆନ୍ତି ତାପରେ ଚର୍ବଣ କରନ୍ତି ପାକୁଳି କରନ୍ତି ସେଇ ପାକୁଳି ଟା କରାଇବେ ଦେଖିବେ ତାଙ୍କ ଭାବ ବଢିଯିବ ଜୟଗୁରୁ ଆଉ ନେକ୍ସଟ ଆମେ ଆଗେଇବା ଟିକେ ଅନୁପମା ରାଉତ ଆପଣ ଅଡିଓ ଖୋଲନ୍ତୁ ଅନୁପମା ରାଉତ ହ୍ୟାଲୋ ଅନୁପମା ମା ଅଛନ୍ତି ନାହାନ୍ତି ଆଉ ଥରେ ଅଡିଓ ଅପସନ ଦଉଛି ଅନୁପମା ରାଉତ ନାହାନ୍ତି ବିଦୁଲତା ବିଶ୍ୱାଳ ଅଡିଓ ଖୋଲନ୍ତୁ ବିଦୁଲତା ବିଶ୍ୱାଳ ଦାଦା ଜୟଗୁରୁ। ଜୟଗୁରୁ କୁହନ୍ତୁ ଦାଦା କୁହନ୍ତୁ ମୋ ବାପା ସେ ଯେତେବେଳେ ମୃତ୍ୟୁବରଣ କଲେ ସେତେବେଳେ ମୁଁ ପ୍ରେଗନେଣ୍ଟ ଥିଲି ମୋର ବାପାଙ୍କ ମୃତ୍ୟୁ ବେଳକୁ ମୋର ପିଲା ଜନ୍ମ ହେଲା ମୁଁ ବାପାଙ୍କୁ ଶୁଦ୍ଧ ହେଇ ପାରିନଥିଲି
ତାପରେ ସୁଧ ପରେ ବାପା ମତେ ଖାଲି ବାର ବାର ସ୍ୱପ୍ନରେ ଆସୁଛନ୍ତି, ୟାର କାରଣ କଣ ଦାଦା? ହଉ ହୁସିଦା କୁହନ୍ତୁ। ସ୍ୱପ୍ନ ଆସୁଛନ୍ତି ଭଲ, ଅସୁବିଧା କଣ? ବାପାଙ୍କ ପ୍ରତି ଆପଣଙ୍କର ଟାଣ ଅଛି, ଭଲ ପାଇବା ଅଛି। ବାପାଙ୍କୁ ଆପଣ ଆଜ୍ଞା। ଦେଖିନଥିଲେ? ନାଇଁ ଦାଦା, ମୁଁ ସେତେବେଳେ ପ୍ରେଗନେଣ୍ଟ ଥିଲି, ମୋର ସେଇ ଟାଇମରେ ଟାଇମ ହେଇଯାଇଥିଲା, ବାପା ଗାଡି ଆକ୍ସିଡେଣ୍ଟରେ ଚାଲିଗଲେ, ମତେ ଆଉ ଛାଡିଲେନି ଆଚ୍ଛା ବାପାଙ୍କୁ ଆଚ୍ଛା, ଦେଖେଇବା ପାଇଁ। ହଉ ହଉ ହେଲା, ଅସୁବିଧା କିଛି ନାହିଁ। ବାପା ସ୍ମରଣ ଯଦି ଆସୁଛନ୍ତି ତାଙ୍କ ସ୍ମୃତିଟା ଚାଳନ କରିବେ, ଅସୁବିଧା କଣ ଅଛି? କିଛି ଅସୁବିଧା ନାହିଁ, ତା ଭଲ କଥା। ବାପାଙ୍କୁ ଦାଦା ସ୍ୱପ୍ନ ପ୍ରତ୍ୟେକ ଦେଖିବେ ଦିନ ଆଉ କାହାକୁ ଦେଖିବେ? ବାପାଙ୍କୁ ସ୍ୱପ୍ନରେ ଆସୁଛନ୍ତି ବାପା। ହଁ, ମୁଁ ଭାବିଲି ବାପାଙ୍କ ବାପାଙ୍କୁ ଶୋଧ ହେଇନାହିଁ ବୋଲି ବାପା ଅଧେ ଆସୁଛନ୍ତି କଣ, ଏଇଥିପାଇଁ ମନରେ ଗୋଟେ ଅଫସୋସ ସୁଧ ରହିଥିଲା। କାହିଁ ହେବେ? ଆପଣ ପୁରା ଅନ୍ୟ ଜାଗାରେ ବିଭା ହେଇଯାଇଛନ୍ତି, ପରଗୋତ୍ରୀ ହେଇଯାଇଛନ୍ତି, ତାଙ୍କୁ ସୁଧ ଆଜ୍ଞା ହବା ତାଙ୍କ ପାଇଁ ସୁଧ ହବାର ଏମିତି ଜଷ୍ଟିଫିକେସନ କିଛି ନାହିଁ। ଆଉ ଯଦି ଆପଣ କିଛି ଭାବୁଛନ୍ତି, ତାଙ୍କ ପ୍ରୀତିକର୍ମ କିଛି କରିବେ ଆଉ କଣ। ଦାଦା ସେ ମୁଁ ଯୋଉ ଖାଲି କର୍ମ ତାଙ୍କ ଶ୍ରାଦ୍ଧ ଦିବସରେ ଦାଦା ସତ୍ସଙ୍ଗ କୁ ଭୋଗ ନିବେଦନ କରିଥିଲି। ହଁ, ସତ୍ସଙ୍ଗ ଭୋଗ ନିବେଦନ କରିବେ, ସତ୍ସଙ୍ଗ କରିବେ, ଭଲ କି ସତ୍ସଙ୍ଗ କରନ୍ତୁ। ତାଙ୍କ ଶ୍ରାଦ୍ଧ ଦିବସରେ ଭଲ କି ସତ୍ସଙ୍ଗ ଟିକେ କରନ୍ତୁ ଫିଜିକାଲି। ଦାଦା ସେ ଖୁସି ବାପା ଶ୍ରୀମା ଅରବିନ୍ଦ ଠାକୁରଙ୍କର ଦୀକ୍ଷିତ ଥିଲେ, ଆମ ଘରେ ହେବେ। ପ୍ରତ୍ୟେକ ଗୁରୁବାରିଆ ଆରେ କରନ୍ତି ସିଏ ସତ୍ସଙ୍ଗ। ସିଏ ତାଙ୍କର ଦୀକ୍ଷିତ ଥାଆନ୍ତୁ, ସିଏ ତାଙ୍କର ଯାହା କରନ୍ତୁ, ତାଙ୍କ ଆଜ୍ଞା ପାଠ ଦାଦା। କରନ୍ତୁ, ଆପଣ ସତ୍ସଙ୍ଗ କରିବେ। କଣ ଆଜ୍ଞା ଦାଦା। କରିବେ? ହଁ, ସ୍ଥାନୀୟ ରୀତିକ ମାନଙ୍କ ପରାମର୍ଶ ନେବେ, ସତ୍ସଙ୍ଗ କରିବେ। ମୋ ବାପାଙ୍କର ଶ୍ରାଦ୍ଧ ଦିବସ ମୁଁ ଟିକେ ସତ୍ସଙ୍ଗ ପ୍ରଦାନ କରିବି, କରିବେ, ଅସୁବିଧା କିଛି ନାହିଁ। ଆଜ୍ଞା ଦାଦା। ଏତ ଶ୍ରାଦ୍ଧ ଦିବସ ଦାଦା ଯାଇ ସାରିଲାଣି, ମୁଁ ଭୁବନେଶ୍ୱର ମନ୍ଦିରରୁ ଭୋଗ ନିବେଦନ ଖାଲି କରିଦେଇଥିଲି। ଆଉ କରୁଛନ୍ତି ଆଗାମୀ ପୁଣି ଶ୍ରାଦ୍ଧ ଦିବସ ଆସିବ। ଆଜ୍ଞା ଦାଦା। ପୁଣି ଆର ବର୍ଷକୁ ଶ୍ରାଦ୍ଧ ଦିବସ ଆସିବନି କି? ହଉ ଠିକ ଅଛି ମା, ଶୁଣନ୍ତୁ ବିଦୁଲତା ମା, ଆପଣ ଆଗାମୀ ଆଜ୍ଞା ଶ୍ରାଦ୍ଧ ଦିବସକୁ ଆପଣଙ୍କ ଘରେ ପାରିବାରିକ ସତ୍ସଙ୍ଗ ଟିକେ ନିହାତି କରିବେ ହେଲା। ଆଜ୍ଞା ଆଜି ତ କରନ୍ତୁ, ଭଲ କିରି କରନ୍ତୁ। ଭଲ କି ବି କରନ୍ତୁ, ମାନେ ନିହାତି ଆପଣ ବାପା ଖୁସି ହେବେ, କରନ୍ତୁ। ହଁ, ବାସ୍ ଦାଦା ସେ ବାସ୍। ବାପାଙ୍କ ଫଟୋ ଆଣିକି ରଖିବାକୁ ପଡିବ? ନାଇଁ କିଛି ନାଇଁ, ନା ନାହିଁ, ସେମିତି ବାପାଙ୍କ କିଛି ଫଟୋ, ନାହିଁ? ବାପାଙ୍କ ଠାକୁରଙ୍କ ସତ୍ସଙ୍ଗରେ ବାପାଙ୍କ ଫଟୋ ରଖିବେ ଯେ ଠାକୁରଙ୍କ ପାଖରେ ରଖିବେନି, ଅଲଗା ଜାଗାରେ ରଖିବେ। ଆଜ୍ଞା ସେ ଦାଦା। ଯେମିତି ଦେଖିପାରିବେ ଠାକୁରଙ୍କୁ। ଆଜ୍ଞା ଲୋକମାନେ ସେ ଠାକୁରଙ୍କ ସାଇଡ ରେ ବସଉଛନ୍ତି, ଭୁଲ। ସିଏ ଜଣେ ସତ୍ସଙ୍ଗୀ ହେବାକୁ ଯାଉଛନ୍ତି, ସିଏ ଯେମିତି ଠାକୁରଙ୍କ ଦର୍ଶନ ପାଇବେ, ଏମିତି ପୋଜିସନ ରଖିବେ, ମନେ ହେଲା? ବାସ୍। ଆଜ୍ଞା ଦାଦା। ଫଟୋ ଜୟ ଗୁରୁ। ଠାକୁର ଆଡକୁ ମୁହଁ ଦବ, ଠାକୁରଙ୍କୁ ସେ ଦେଖିପାରୁଥିବେ। ଅତି ବ୍ୟାକ୍ ସାଇଡ ନୁହେଁ, ଲେଫ୍ଟ କିମ୍ବା ରାଇଟ ସାଇଡ, ଯୋଉଠି ଟିକେ ତେଢେଇକି ରଖିବେ, ଯେମିତି ସେ ଠାକୁର ମା ବଡଦା ଆଚାର୍ଯ୍ୟ ସମସ୍ତଙ୍କୁ ଦର୍ଶନ କରିପାରୁଥିବେ। ବାସ୍, ଜୟ ଗୁରୁ। ଜୟ ଆଉ ଗୁରୁ। ନେକ୍ସଟ ଅଛନ୍ତି ଆମର ଅନୁପମା ରାଉତ। ଅନୁପମା ରାଉତ କହିଲେ କି? ଅନୁପମା ରାଉତ, ପ୍ରଶାନ୍ତି ନାୟକ। ହ୍ୟାଲୋ, ଅନୁପମା ରାଉତ। ପ୍ରଶାନ୍ତି ମା କୁହନ୍ତୁ। ହଁ ଠିକ ଅଛି, କୁହନ୍ତୁ କୁହନ୍ତୁ। ଜୟଗୁରୁ ଦାଦା, ଜୟ ଯେ ଗୁରୁ। ହଁ।